ତମଙ୍କ ଲକ୍ଷଣ ମୁଁ ତା ତା ଅନୁଭବ କରୁଛି। ଦାଦା ତ ଅନେକ ବିଷୟରେ ଉଦାହରଣ ଦେଇଛନ୍ତି, କିନ୍ତୁ ଆମେ ସବୁ ପାଇକିରି ମଧ୍ୟ ଘର ଅଛି, ଟଙ୍କା ଅଛି, ଟଙ୍କାର ଅଭାବ ନାହିଁ, ସମସ୍ତେ ପିଲାମାନେ ଯୋଗ୍ୟ, ତଥାପି ଆମ ଜୀବନରେ ଗୋଟେ ଅପୂର୍ଣ୍ଣତା ଭାବ କାହିଁକି ଆଉଛି? କଣଟା ଆମ ଭିତରେ ରହିଯାଉଛି? ମୁଁ ନିଜକୁ ନିଜେ ବୋଧ କରେ କିଛିଟା ଅପୂର୍ଣ୍ଣତା ରହିଯାଉଛି। ସୂର୍ଯ୍ୟ ଭାଇ ଉତ୍ତର ଦିଅନ୍ତୁ। ଶ୍ରୀତ ସୂର୍ଯ୍ୟ ପ୍ରକାଶ ସୂର୍ଯ୍ୟ ଭାଇ କୁହନ୍ତୁ। ସୂର୍ଯ୍ୟ ଭାଇ ଆଜ୍ଞା କୁହନ୍ତୁ। ବିଜୟ ଭାଇ ଜୟଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ। ଆଜ୍ଞା ଠାକୁର ତ କହିଲେ ନା ଯେ ଦୁଃଖ ବି ଗୋଟେ ରକମ ଭାବ, ସୁଖ ବି ଗୋଟେ ରକମ ଭାବ। ବୁଝିପାରିଲେ କି? ଇଏ ଆଜ୍ଞା ଅସଲ କଥା ହଉଛି ଆମର ଭାବ। ମୁଁ ଯଦି ଭାବୁଛି ମୋ ଭିତରେ ଅପୂର୍ଣ୍ଣତାର ଭାବ ଅଛି, ତାହେଲେ ମୁଁ ସବୁ ସମୟରେ ଭାବିବି ଏବଂ ମୋର ହୃଦବୋଧ ହବ ଯେ ମୁଁ ଅପୂର୍ଣ୍ଣ ଅଛି। ଯଦି ପୂର୍ଣ୍ଣତାର ଭାବ ରହିବ, ତାହେଲେ ମୁଁ ମୋର ଅନୁଭୂତି ମଧ୍ୟ ସେଇଭଳି ହବ। ପ୍ରତିଦିନ ସକାଳେ ଉଠିଲେ ଇଷ୍ଟବୃତ୍ତିରେ ଆମେ କହୁଛନ୍ତି ଯେ ଜୀବ ଜଗତ ଜୀବନ କାରଣ କରୁଣାମୟ ପ୍ରଭୁ ତୁମରି ଦୟାରେ ଲଭିଛୁ ଜନ୍ମ ପାଇ ଅଛି ମୁଁ ସବୁ। ଆମେ ତ କହୁଛନ୍ତି ଯେ ଆମେ ସବୁ ପାଇଛୁ ବୋଲି। ଏବଂ ଏଇ ଯୋଉ ଭାବଟା, ଏଇ ଯୋଉ କୃତଜ୍ଞତାର ଭାବ ଯେ ସବୁ କିଛି ପାଇଛି ବୋଲି, ଏଇ ଭାବଟା ଯଦି ରହେ, ତାହେଲେ ଆମେ ଅପୂର୍ଣ୍ଣତାର ଭାବଟା ଧୀରେ ଧୀରେ କଟିଯିବ। ମୁଁ ଯଦି ଭାବେ ଯେ ମୋ ଜୀବନରେ ଯେ ପୂର୍ଣ୍ଣତାର ଯେ ଉତ୍ସ ବା ସ୍ୱରୂପ ସିଏ ମୋ ଜୀବନରେ ଅଛନ୍ତି, ତେଣୁ ମୋ ଜୀବନଟା ପୂର୍ଣ୍ଣ। ଯଦି କିଛି ଅଭାବ ବା ଅପୂର୍ଣ୍ଣତା ମୋ ଜୀବନରେ ଅଛି, ତାର କାରଣ ମୋ ଦୋଷ ଦୁର୍ବଳତା ହେଇପାରେ। ଯଦି ମୋର ଗୋଟେ ଭଲ ଚାକିରିର ଅଭାବ, ବା ମୁଁ ଚାକିରି କରିଛି କିନ୍ତୁ ମୋର ଭଲ ଇନକ୍ରିମେଣ୍ଟ ମିଳୁନି, ତାହେଲେ ମୋର ଯୋଗ୍ୟତାର ଅଭାବ ହେଇପାରେ। ତାହେଲେ ମୁଁ ସେଇ ଯୋଗ୍ୟତା ଆଡକୁ ନଜର ଦେବି। ଶ୍ରୀ ଶ୍ରୀ ଠାକୁର ହଉଛନ୍ତି କାରଣ ପୁରୁଷ। ତେଣୁ ମୋ ଭିତରେ ଯୋଉ ଭାବଟି ଅଛି, ପୂର୍ଣ୍ଣତାର ଭାବ ବା ଅପୂର୍ଣ୍ଣତାର ଭାବ, ତାର କାରଣଟା ଯଦି ମୁଁ ଖୋଜେ ଏବଂ ତାର ନିରାକରଣ କରିବା ପାଇଁ ଚେଷ୍ଟା କରେ, ତାହେଲେ ମୁଁ ଏଇ ଅପୂର୍ଣ୍ଣତାର ଭାବରୁ ଉପରକୁ ଯାଇପାରିବି। ତାର ମୋ ପ୍ରଶ୍ନ ଉଠିପାରେ ଯେ ଯଦି ମୁଁ ନିଜେ ନିରାକରଣ ଖୋଜିବି, ତାହେଲେ ଆଉ ଠାକୁରଙ୍କୁ ନେଇ କଣ ପାଇଲି? ଯେ ଏଇ ଯେ ତାର କାରଣଟା ମୁଁ ବୁଝିପାରୁଛି କେବଳ ଜୀବନରେ ପୁରୁଷୋତ୍ତମ ଅଛନ୍ତି ବୋଲି। ଜୀବନରେ ବହୁତ ଲୋକ ଅଛନ୍ତି ଯେ ନିଜ ଦୋଷ ଦୁର୍ବଳତା ବୁଝି ହିଁ ପାରନ୍ତି ନାହିଁ। ସେ ଭାବନ୍ତି ସବୁ ତ ଠିକ ଚାଲିଛି। ଠାକୁର କହୁଛନ୍ତି ଯିଏ ପୁରୁଷୋତ୍ତମକୁ ଧରିଛି, ତାର ପ୍ରବୃତ୍ତିକୁ ଆଇଡେଣ୍ଟିଫାଏ କରିବାର କ୍ଷମତା ଅନ୍ୟମାନଙ୍କ ଅପେକ୍ଷା ଅଧିକା। ଏଠି ସବୁଠୁ ବଡ ଜିନିଷ। ଦ୍ୱିତୀୟ ଜିନିଷ ହଉଛି ଯଦି ସେ ଅଭାବଟାକୁ ପୂରଣ କରିବି, କିଭଳି ପୂରଣ କରିବି ତାର ଉପାୟ ଦେଇଛନ୍ତି ପୁରୁଷୋତ୍ତମ ସେ ଠାକୁର। ତେଣୁ ଇଏ ହଉଛି କଥା। ତେଣୁ ସବୁ ସମୟରେ ଭାବିବାକୁ ପଡିବ ଯେ ସବୁ ଅବସ୍ଥା ଭିତରେ, ଠାକୁର ଯୋଉ କହିଲେ ସବୁ ଅବସ୍ଥାରେ ରାଜି ଥାଉ, ଦୁଃଖ ତମର କଣ? ତା ମାନେ ଯଦି ଅପୂର୍ଣ୍ଣତାର ଭାବ ଅଛି, ତାହେଲେ ମୋ ବର୍ତ୍ତମାନ ଅବସ୍ଥା ସାଙ୍ଗରେ ମୁଁ ରାଜି ନାହିଁ। ବୁଝିପାରିଲେ କି? ତେଣୁ ମୁଁ ଯଦି ନିଜକୁ ପ୍ରସ୍ତୁତ କରେ, ମୋର ଅବସ୍ଥା ସହ ନିଜକୁ ମେଣ୍ଟାଲି, ନିଜକୁ ମାନସିକ ଭାବରେ ପ୍ରସ୍ତୁତ ରଖିବା ପାଇଁ, ମୋର ଯୋଉ କଣ୍ଡିସନରେ ମୁଁ ଅଛି, ଏବଂ ଯାହା ମୁଁ ଅନୁଭବ କରୁଛି ମୋ ଜୀବନରେ କିଛି ଅପୂର୍ଣ୍ଣତା ଅଛି, ତା କେଉଁ କାରଣରୁ, ଏବଂ ସେଇ ମୋର କୌଣସି ଯୋଗ୍ୟତା, ଦକ୍ଷତା, କୌଣସି ଅତୀତର କିଛି କାମ, ବା ମୋର କିଛି ପୂର୍ବ ଜନ୍ମର କର୍ମଫଳ ବା ଏଇ ଜନ୍ମର କର୍ମଫଳ, ଯାହା ବି କିଛି ହଉ, ତାର କାରଣଟା ଖୋଜି ବାହାର କରି ତାର ନିରାକରଣ କରିବା ପାଇଁ ଲାଗି ରହିବା, ଏଇ ହଉଛି ଜୀବନରେ ପୂର୍ଣ୍ଣତାକୁ ଅନୁଭବ କରିବାର ଉପାୟ। ବିଜୟ ଭାଇ। କିନ୍ତୁ ଦାଦା, ଆପଣ ଯୋଉ କଥା କହିଲେ, ମୋର ଏ ସାଂସାରିକ ଭିତରେ କିଛି ନାହିଁ। ଏଇ ଯୋଉ ଆଧ୍ୟାତ୍ମିକ ଜଗତ ଆମେ ଠାକୁରଙ୍କୁ ଧରି ଯାଉଛୁ, ଗତି କରୁଛୁ, ତା ଭିତରେ ମୁଁ ଭାବୁଛି ବୋଧେ କଣ ତା ଭିତରେ ଅଛି, ଏ ଜୀବନ ଭିତରେ କଣ ଅଛି? ଗୋଟେ ଅପୂର୍ଣ୍ଣତା ଆସୁଛି, ଅଭାବର ପରିଶ୍ରାନ୍ତ ମନ ଜିଜ୍ଞାସା କରେ, ତଥାପି ମଧ୍ୟ ଏଇ ଅଭାବଟା କାହିଁକି ପୂରଣ ହଉନି, ସେ ଈଶ୍ୱରଙ୍କ ବିଷୟରେ ଜାଣିବା ପାଇଁ, ଆଜ୍ଞା ବୁଝିବା ଦେଖନ୍ତୁ, ପାଇଁ। ଅଭାବଟା ହଉଛି ଚିରନ୍ତନ। ଆଉ ଏଇ ଅଭାବଟା ପୂରଣଟା କେତେବେଳେ ହବ, ମୁଁ ସେଟା ଆପଣଙ୍କୁ କହୁଛି। ଦେଖନ୍ତୁ, ଜଣେ ଚାଲିକି ଅଫିସ ଯାଉଛି, ସେ କୋଉ ସାଇକେଲଟା ହେଲେ ଭଲ ହୁଅନ୍ତା, ତାର ସାଇକେଲର ଅଭାବ ଅଛି। ସାଇକେଲ କିଛି ଦିନ ଗଲା ପରେ ସେ କହୁଛି ସମସ୍ତେ ମୋଟର ବାଇକ ନେଇକି ଆସୁଛନ୍ତି, ମତେ ବହୁତ ସମୟ ଲାଗୁଛି, କଷ୍ଟ ହଉଛି, ଗୋଟେ ବାଇକଟେ ହେଲେ ଭଲ ହୁଅନ୍ତା। ତାର ଗୋଟେ ବାଇକର ଅଭାବ ସେ ଅନୁଭବ କଲା। କିନ୍ତୁ ସାଇକେଲ ଯେତେବେଳେ ନଥିଲା, ସେତେବେଳେ ବାଇକର ଅଭାବଟା ଅନୁଭବ କରୁନଥିଲା। ସେ ସାଇକେଲର ଅଭାବ ଅନୁଭବ କରୁଥିଲା। ଯେତେବେଳେ ବାଇକ ହେଲା, ମୋଟର ସାଇକେଲ ହେଲା, ସେତେବେଳେ ମନରେ ଭାବିଲା ଯେ ବର୍ଷା ହଉଛି, ଇଏ ହଉଛି, ବାଇକରେ ଗଲେ ଓଦା ହେଇଯାଉଛି,
ଆଉ କିଛି ଲୋକ ଅଛନ୍ତି ଗାଡି ଫାଡି ନେଇ ଚାରି ଚକିଆ ନେଇ ଯାଉଛନ୍ତି, ମୋର ଗୋଟେ କାରଟେ ହେଲେ ଭଲ ହୁଅନ୍ତା। ସେ ଅଭାବ ପୂରଣ ହେଇଗଲା। ତାପରେ ଭାବିଲା ଯେ ଏତେ ବଡ ବଡ ସବୁ ଦାମୀ ଦାମୀ କାର ଚଢୁଛନ୍ତି, ମୋର ଗୋଟେ କଣ ପୁରୁଣା ଛୋଟ ଗାଡି ଧରି ଚାଲିଛି, ଗୋଟେ ବଡ କାର ହେଲେ ଭଲ ହୁଅନ୍ତା, ଲୋକ ଭାବନ୍ତି ଗୋଟେ ବଡ ଧନୀ ଲୋକ ବୋଲି। ତ ଇଏ ଅଭାବ ଟା ଗୋଟେ ପରେ ପୂରଣ ହେଇକି ଯେତେବେଳେ ସାଂସାରିକ, ପାର୍ଥିବ, ଜାଗତିକ, ମ୍ୟାଟେରିଆଲ ନିଡ୍ସ ମଣିଷର ପୂରଣ ହେଇଯିବ, ତାର ଉର୍ଦ୍ଧ୍ୱକୁ ମଣିଷ ଯେତେବେଳେ ଯିବ, ସେତେବେଳେ ମଣିଷ ଈଶ୍ୱର ସନ୍ଧାନ କରିବ, ଯୋଉଟା ବୁଦ୍ଧ ଦେବଙ୍କର ହେଇଥିଲା। ଦେଖନ୍ତୁ ବୁଦ୍ଧ ଦେବଙ୍କ ପାଖରେ କଣ ନଥିଲା ଭାଇ କହିଲେ? ତାଙ୍କ ସୁନ୍ଦରୀ ସ୍ତ୍ରୀ ଥିଲେ, ପୁତ୍ର ଥିଲା, ରାଜପ୍ରସାଦ ଥିଲା, ଦାସ ଦାସୀ ଥିଲା, କିନ୍ତୁ ସେ ହଠାତ୍ ଘର ଛାଡି ବାହାରିଗଲେ। ତାଙ୍କର କଣ ଅଭାବ ଥିଲା? କିନ୍ତୁ ତାଙ୍କର ଅଭାବଟା ଥିଲା ଗୋଟେ ବୃହତ୍ତର ଗଭୀର ପ୍ରଶ୍ନ ତାଙ୍କୁ ଉଦ୍ବେଳିତ କରୁଥିଲା ସବୁବେଳେ, ଯୋଉଟା ଆପଣ କହୁଛନ୍ତି ଯେ ସବୁବେଳେ ମୋର ଫିଲ୍ ହଉଛି ଗୋଟେ ଅଭାବ କଣ ଅଛି। ତେଣୁ ଯେତେବେଳେ ସେ ସେଇ ସନ୍ଧାନରେ ବାହାରି ପଡିଲେ, ଏକ ବସ୍ତ୍ର ହେଇକି ସେ ବାହାରିଗଲେ, ସ୍ତ୍ରୀ, ପୁତ୍ର, ରାଜପ୍ରସାଦ, ଦାସ ଦାସୀ, ପିତା ମାତା ସମସ୍ତଙ୍କୁ ଛାଡିକି ସେ ବାହାରିଗଲେ। ଠାକୁର କହୁଛନ୍ତି ଯେ ଗୋଟାଏ ଚାହିଁବାକୁ ଯାଇ 10ଟା ଚାହିଁ ବସ ନାହିଁ, ଗୋଟାଏରେ ଯେମିତି ଚରମ ହୁଏ ସେ ଆଡକୁ ଦୃଷ୍ଟି ରଖ। ତେଣୁ ଆମର ଦୃଷ୍ଟିଟା ସମ୍ପୂର୍ଣ୍ଣ ଭାବରେ ତାଙ୍କୁ ନେଇ କେନ୍ଦ୍ରାୟିତ ହବ। ଜୀବନର ଆରମ୍ଭ, ଶେଷ, ଉଠା ବସା, କର୍ମକ୍ଷେତ୍ର, ଚାକିରି, ବ୍ୟବସାୟ, ସବୁକିଛି ତାଙ୍କୁ ନେଇକି, ମୋ ସ୍ତ୍ରୀ, ପୁତ୍ର, ପରିବାର ସମସ୍ତଙ୍କୁ ନେଇକି ଯେତେବେଳେ ମୁଁ ତାଙ୍କଠାରେ କେନ୍ଦ୍ରାୟିତ ହେଇଯିବି, ତାଙ୍କ ଛଡା ମୋର ଆଉ ସିଏ ଅଛନ୍ତି ବୋଲି ଯାହା କିଛି, ସିଏ ତାଙ୍କୁ ଭଲ ପାଏ ବୋଲି ଦୁନିଆକୁ ଭଲ ପାଏ, ଦୁନିଆକୁ ଭଲ ପାଉଛି ବୋଲି ତାଙ୍କୁ ଛାଡିକି ଦୁନିଆକୁ ଭଲ ପାଏ। ଯେତେବେଳେ ସିଏ ହିଁ ଜୀବନର ଚରମ ହେଇ ଉଠିବେ, ଜୀବନର ସବୁ କିଛି ଆରମ୍ଭ ଏବଂ ଶେଷ ସେ ହେଇ ଉଠିବେ, ସେତେବେଳେ ଜୀବନର ମୋଡଟା ବଦଳିଯିବ ନାହିଁ। କାହିଁକିନା ସେତେବେଳେ ଆପଣଙ୍କ ଯାତ୍ରା ଦିଗ୍ଧ ଇଏ ସବୁ ଗୋଟିଏ ଡାଇରେକ୍ସନରେ ଚାଲେ। ସେଇଟା ହଉଛି ଆମର ସାଧନା। ଆମମାନଙ୍କ ଜୀବନରେ ଏଇ ସବୁବେଳେ ପ୍ରବୃତ୍ତିର ଟାଣ ଏବଂ ଇଷ୍ଟଙ୍କ ଟାଣ ଭିତରେ ସବୁବେଳେ ଲଢେଇ ଚାଲିଛି। କେତେବେଳେ ପ୍ରବୃତ୍ତି ଖାବି ହେଇଯାଉଛି, ସେତେବେଳେ ଢଳି ପଡୁଛନ୍ତି, କେତେବେଳେ ଈଶ୍ୱରଙ୍କ ଟାଣ ଖାଇବି ହଉଛି, ଆମେ ପୁଣି ଈଶ୍ୱରଙ୍କୁ ଢଳି ପଡୁଛନ୍ତି। ଏଇ ଯୋଉ ଉତ୍ଥାନ ପତନ ଭିତରେ ଆମେ ଚାଲିଛନ୍ତି, ଏଇ ହଉଛି ଆମ ଜୀବନର ସାଧନା। ଏଟା ସ୍ୱାଭାବିକ, ଏଥିରେ କିଛି ଅସୁବିଧା ନାହିଁ। ସବୁବେଳେ ଲକ୍ଷ୍ୟ ରଖିବା ଉଚିତ, ଯେତେବେଳେ ସିଏ ଜୀବନର ସମ୍ପୂର୍ଣ୍ଣ ଭାବରେ ବି ଅଲ୍ ଆଣ୍ଡ ଏଣ୍ଡ ଅଲ୍ ହେଇ ଉଠନ୍ତି। ଇଏ ହଉଛି ଆମମାନଙ୍କ ଉଦ୍ଦେଶ୍ୟ। ବିଜୟ ଭାଇ। ଆପଣ ଦାଦା ଆପଣ ଯୋଉ ଉଦାହରଣ ଦଉଥିଲେ, କୃଷ୍ଣ ଭଟ୍ଟାଚାର୍ଯ୍ୟ କହୁଛନ୍ତି ଈଶ୍ୱର ଅସୀମ ଏବଂ ଅନନ୍ତ, ଯାହାର ଆଜ୍ଞା ଆକାର ନାହିଁ। ଆଜ୍ଞା ଠାକୁର ଗୋଟେ ଦିଆସିଲି କାଠି ମାଧ୍ୟମରେ ତାଙ୍କୁ ବୁଝେଇଦେଲେ। ଆଜ୍ଞା କିନ୍ତୁ ଆମେ ଯେତେବେଳେ ଠାକୁର ଜଗତକୁ ଯାଉଛୁ, ଦୀର୍ଘ ଦିନ ଠାକୁରଙ୍କୁ ଧରୁଛୁ, ଭାବୁଛୁ ଆହୁରି କଣ ତା ଭିତରେ ଅଛି, ଆହୁରି ଅଛି। ବେଳେ ବେଳେ ମଧ୍ୟ ଆମେ ଭ୍ରମରେ ବି ପଡିଯାଉ। ଆଜ୍ଞା ଏଇ ଆଜ୍ଞା ଜୀବନର କଣ ଲକ୍ଷ୍ୟ କଣ, ଆଜ୍ଞା ଆମେ କୁଆଡକୁ ଯାଉଛୁ, ଆର ଆଦି ଅନ୍ତ ବି ଆମେ ପାଉନୁ। ଆଜ୍ଞା ଠିକ କଥା। ସେ ଆପଣ ତ ଜାଣିଥିବେ, ଶୁଣିଥିବେ ଏ କଥା ଯେ କେଷ୍ଟଦା ଠାକୁରଙ୍କୁ ପ୍ରଶ୍ନ ପଚାରି ଚାଲିଥିଲେ, ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି, ଗ୍ୟାଲେକ୍ସିଜ, ତାରା, ନକ୍ଷତ୍ର, ଏଇ ମାନେ ତାଙ୍କ ପ୍ରଶ୍ନର ଶେଷ ନଥିଲା। ଠାକୁର ସେ ପଚାରୁଛନ୍ତି, ଠାକୁର ଉତ୍ତର ଦଉଛନ୍ତି, ପଚାରୁଛନ୍ତି, ଉତ୍ତର ଦଉଛନ୍ତି। ଠାକୁର ହଠାତ୍ ରହିଗଲେ ଗୋଟେ ସମୟରେ, କହିଲେ କେଷ୍ଟଦା କେତେ ଜାଣିବେ, କେତେ ଆପଣ ଜାଣିବେ? ଜାଣିବାର ଯୋଉ ଜ୍ୱାଳା ସିଏ ତ ବହୁତ କଷ୍ଟ। କେଷ୍ଟଦା କହୁଛନ୍ତି ଆଜ୍ଞା ହଁ, ଏଇ ଜାଣିବାର ଜ୍ୱାଳା ତ ଶେଷ ହଉନି। ଆପଣ ଯୋଉ କଥାଟା ବର୍ତ୍ତମାନ କହୁଛନ୍ତି ଯେ କେତେ ଜାଣିବା, କିଛି କୂଳ କିନାରା ମିଳୁନି, ଯେ ଶେଷ ହଉନି, ଯେତେ ଜାଣିଲେ ବି ଆହୁରି ବହୁତ ଜାଣିବାକୁ ବାକି ରହୁଛି। ଠାକୁର କହିଲେ ସତ୍ୟାନୁସରଣ, ଯେତେ ଡୁବିବ ସେତେ ବେମାଲୁମ ହବ, ଯେତେ ଭିତରେ ପଶିବେ ସେତେ ଜାଣିବେ ଯେ କିଛି ମୁଁ ଜାଣିନି, ସେତେ ମୁଁ କିଛି ମାଲୁମ ନାହିଁ ମୋର। ତ ଠାକୁର କହୁଛନ୍ତି ଯେ ଆଉ କେତେ ଜାଣିବି, ଏଇ ଜାଣିବାର ଜ୍ୱାଳାଟା ବହୁତ କଷ୍ଟଦାୟକ। କେଶୁଦା କହୁଛନ୍ତି ଆଜ୍ଞା ହଁ, ବହୁତ କଷ୍ଟ, ଜାଣିଲେ ସରୁନି, ନ ଜାଣିଲେ ବି ମନ ଛଟପଟ ହଉଛି। ଉପାୟ କଣ? ଠାକୁର କହୁଛନ୍ତି ଉପାୟ ହଉଛି ଭକ୍ତି। ତାଙ୍କୁ ଭଲ ପାଆନ୍ତୁ, ଆଉ ବେଶୀ କିଛି ଚିନ୍ତା କରନ୍ତୁ ନାହିଁ। ତାଙ୍କୁ ଧରି, ଏ ଯୋଉ ଗୋଟେ କଥା ନାହିଁ କି ତଦ୍ବିଧି ପ୍ରଣିପାତେନ ପରିପ୍ରେଷଣ ସେବୟା, ଲଭ, ସର୍ଭିସ, ଆଡମିରେସନ, ଆମର ଫୋକସଟା ରହିବ ତାରି ଉପରେ। ତାଙ୍କୁ କେତେ ମୁଁ ଭଲ ପାଏ, ତାଙ୍କୁ କେତେ ମୁଁ ତାଙ୍କର ସେବା ଦିଏ, ତାଙ୍କୁ ମୁଁ ତାଙ୍କ ଗୁଣଗାନ ମୁଁ କେତେ କରେ, ଲଭ, ସର୍ଭିସ, ଆଡମିରେସନ, ଏଇ ଭିତର ଦେଇ ତାଙ୍କୁ ଯେତିକି ବୁଝିପାରେ ତାଙ୍କରି ଦୟାରୁ, ସେଇ ହଉଛି ଜୀବନର ପ୍ରାପ୍ତି। ତେଣୁ କେତେ ଜାଣିଲି କେତେ ନ ଜାଣିଲି ତା ନେଇ କିଛି ଗୋଟେ ହିସାବ ନିକାଶ କରିବା କିଛି ଆବଶ୍ୟକତା ନାହିଁ। ଯେତିକି ଜାଣିଲେ ବହୁତ ଜାଣିଲେ, ଆହୁରି ବହୁତ ଜାଣିବା ଆଗକୁ। କିନ୍ତୁ ଆମର ଉଦ୍ଦେଶ୍ୟ, ଆମର ସବୁବେଳେ ନିଷ୍ଠାଟା
ଆମର କର୍ମ ନିଷ୍ଠା ସବୁବେଳେ କେନ୍ଦ୍ରାୟିତ ହବ ତାଙ୍କୁ ତୃପ୍ତି ଦବାରେ। ତାରି ଭିତରେ ଜାଣିବାଟା ଆମ ଭିତରେ ଜାଗ୍ରତ ହେଇଉଠିବ। ଠାକୁର କହିଲେ ନା ଭକ୍ତ ହିଁ ପ୍ରକୃତ ଜ୍ଞାନୀ, ଆଉ କିଏ ତ ଜ୍ଞାନୀ ନାହିଁ। ଭକ୍ତ ହିଁ ପ୍ରକୃତ ଜ୍ଞାନୀ, ଭକ୍ତ ଛଡା ଆଉ କଣ କିଏ ଜ୍ଞାନୀ ହୁଏ? ତେଣୁ ତାଙ୍କୁ ଯେତେ ଆମେ ଭକ୍ତି କରିବା, ଯେତେ ଭଲ ପାଇବା, ତାଙ୍କ ସହିତ ଯେତେ ଯୁକ୍ତ ହବା, ଅଜାଣତରେ ସେତେ ଆମେ ଜ୍ଞାନୀ ହେଇ ଉଠିବା। ଆମେ ହୁଏତ ଭାବିବା ଯେ କିଛି ଜାଣିନାହାନ୍ତି, ସେଟା ହିଁ ଜ୍ଞାନୀର ଲକ୍ଷଣ, କିନ୍ତୁ ଆମେ ଅଜାଣତରେ ସେତିକି ଜ୍ଞାନୀ ହେଇ ଉଠିବା। ଆଉ ଏଇ ନେଇକି ଚିନ୍ତା କରି କିଛି ଲାଭ ନାହିଁ, କାହିଁକି ଏହାର କୌଣସି ଶେଷ ନାହିଁ ବିଜୟ ଭାଇ। ଏଇ ଯୋଉ ଆପଣ ଆମେ ଯଦି କହିବା ଯେ ଆଉ କିଛି ଜାଣିଦେଲେ ଶେଷ ହେଇଯିବ, ତା ତ ନୁହେଁ। ଏ ତ ଜ୍ଞାନ ହଉଛି ଅନନ୍ତ, ହରି ଅନନ୍ତ, ହରି କଥା ଅନନ୍ତ। ବିଜୟ ଭାଇ କୁହନ୍ତୁ ଆମେ ଜାଣିବା କେମିତି, ଜାଣିକି ଶେଷ କରିବା କେମିତି? ହବ ନାହିଁ କେବେ। ଏ ଚିରଦିନ ଆମେ ଏମିତି ଅଜ୍ଞାନ ହିଁ ରହିବା, କିନ୍ତୁ ତାଙ୍କ ଦୟାରୁ ଯେତିକି ପାଇବା ତା ବହୁତ କିଛି। କିନ୍ତୁ ବିଜୟ ଦାଦା ଭାଇ ଆପଣ ଯୋଉ କହୁଛନ୍ତି ଆହୁରି ଆଗକୁ ଜାଣିବା, ଜୀବନ ତ ସ୍ୱଳ୍ପ, ଲାଇଫ ତ ସରିଯାଉଛି, ଆଜ୍ଞା। ଜୀବନ ଅତି ସ୍ୱଳ୍ପ ସମୟ ଆମର। ଏଇ ସ୍ୱଳ୍ପ ସମୟ ଭିତରେ କେମିତି ଆମେ ଅତିକ୍ରମ କରିବା ଏ ଭବସାଗରକୁ? ଭବସାଗର କେମିତି ଅତିକ୍ରମ କରିବା? ତାଙ୍କରି ଦୟାରେ ହିଁ କରିପାରିବା। ତାଙ୍କରି ଦୟା ହେଲେ ହିଁ ଆମେ ଏଇ ଭବସାଗରକୁ ଅତିକ୍ରମ କରିପାରିବା। ଆମେ ତ ଆସିଛନ୍ତି ଅତିକ୍ରମ କରିବା ପାଇଁ। କିନ୍ତୁ ଦେଖନ୍ତୁ ଆମ ଜୀବନର ଉଦ୍ଦେଶ୍ୟଟା କଣ? ଭବସାଗର ଅତିକ୍ରମ କରିବା, ମୁକ୍ତି ପାଇବା, ନିର୍ବାଣ ପାଇବା, ଏସବୁ କଣ ଆମ ଜୀବନର ଉଦ୍ଦେଶ୍ୟ? ଠାକୁର କହନ୍ତି ଯେ, ଠାକୁର ବୈଷ୍ଣବ ମାନଙ୍କର ଯୋଉ କଥାଟା ଠାକୁର ସେଟା ପସନ୍ଦ କରୁଥିଲେ। ଠାକୁର କହୁଥିଲେ ଯେ ସେମାନେ କହନ୍ତି ଯେ ମୁଁ ପ୍ରଭୁ ମତେ ବାରମ୍ବାର ଏଇ ଦୁନିଆକୁ ତମେ ଆଣ, ପୃଥିବୀ ମୁକ୍ତି ଫୁକ୍ତି ମୁଁ ଚାହେଁ ନା। ମୁଁ ଚାହେଁ ଏମିତି ଆସୁଥିବି, ତମ ସେବା କରୁଥିବି, ତମକୁ ଏମିତି ଅନୁଭବ କରୁଥିବି, ତମକୁ ଏମିତି ଉପଭୋଗ କରୁଥିବି। ମୁକ୍ତି ପାଇଗଲେ ମୁଁ ହବ କଣ? ତେଣୁ ଆମର ଉଦ୍ଦେଶ୍ୟ ଭବସାଗରରୁ ମୁକ୍ତି ପାଇବା ନୁହେଁ। ଆମର ଉଦ୍ଦେଶ୍ୟ ହଉଛି ତାଙ୍କୁ ଜୀବନ ଅନୁଭବ କରିବା, ତାଙ୍କର କାମରେ ନିଜକୁ ନିୟୋଜିତ କରିବା, ତାଙ୍କର ସେବା କରିବା। ଠାକୁରଙ୍କୁ ଥରେ ପଚାରୁଛନ୍ତି ଜଣେ ଭକ୍ତ ଯେ ଆଜ୍ଞା ନାମ କଲେ କଣ ମଣିଷ ଉଦ୍ଧାର ପାଏ? ନାମ ଧ୍ୟାନ କଲେ କଣ ମଣିଷ ଉଦ୍ଧାର ପାଏ? ଠାକୁର କହୁଛନ୍ତି ଯେ ହଁ ଉଦ୍ଧାର ପାଏ, ହେଲେ ଉଦ୍ଧାରର ମାନେଟା କଣ? ସେ କହିଲେ ଆଜ୍ଞା ଉଦ୍ଧାର ମାନେ ଏଇ ଭବସାଗରରୁ ମୁକ୍ତି ପାଇଯିବା, ଉଦ୍ଧାର ପାଇଯିବା, ନିର୍ବାଣ ପାଇଯିବା। ଠାକୁର କହିଲେ ନା, ଠାକୁର ଉଦ୍ଧାର ମାନେ ହଉଛି ଊର୍ଦ୍ଧ୍ୱକୁ ଯିବା। କାହାର ଊର୍ଦ୍ଧ୍ୱକୁ ଯିବା? ନା ବୃତ୍ତି ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ଯିବା। ଏଇ ହେଲା ଉଦ୍ଧାର ପାଇବା। ମୁକ୍ତି ପାଇବା ମାନେ ମୁକ୍ତ ହବା। କାହାଠୁ ମୁକ୍ତ ହବା? ଏଇ ଯୋଉ ବନ୍ଧନରୁ, ଆସକ୍ତିର ବନ୍ଧନରୁ ମୁକ୍ତ ହବା। ଇଏ ହଉଛି ଆମର ମୁକ୍ତି, ଇଏ ହଉଛି ଉଦ୍ଧାର, ଇଏ ହଉଛି ନିର୍ବାଣ, ଇଏ ହଉଛି ଭବସାଗର ଉଦ୍ଧାର, ତା ଛଡା ଆଉ କିଛି ନୁହେଁ। ତେଣୁ ତାଙ୍କୁ ଜୀବନରେ ଧରି ଏକନିଷ୍ଠ ହେଇ, ଆନୁଗତ୍ୟ ହେଇ, ଏକାନୁରକ୍ତିର ସହିତ ତାଙ୍କୁ ଯଦି ଜାବୁଡି ଧରିବା, ଆମକୁ ଯାହା ଦେବେ ସେ ଆମକୁ ମୁକ୍ତି ଦେଇପାରନ୍ତି। ଭବସାଗରରେ ପକେଇକି ଆମକୁ ସେ ଲଟପଟ କରେଇ ପାରନ୍ତି, ଆମକୁ ଭବସାଗର ଉଦ୍ଧାର କରିପାରନ୍ତି, ଆମକୁ ବଞ୍ଚେଇ ପାରନ୍ତି, ଆମକୁ ମାରି ପାରନ୍ତି, ଯାହା ବି ହଉ। ଏଇ ଯେ ସମ୍ପୂର୍ଣ୍ଣ ସମର୍ପଣର ଭାବ, ଯେତେବେଳେ ମୁଁ କୌଣସି ଆଶା ନେଇ ଏଇ ଯାତ୍ରାରେ ଆଗଉଛି ଯେ ମୁଁ ଭବସାଗର ଉଦ୍ଧାର ପାଇବି, ମୁଁ ମୁକ୍ତି ପାଇବି, ତାହେଲେ ମୋ ଭିତରେ ରହିଲା କାମନା ବାସନା। କିନ୍ତୁ ମୋର ଯଦି କାମନା ବାସନା କିଛି ନଥାଏ ଏବଂ ଗୋଟିଏ ଉଦ୍ଦେଶ୍ୟ ତାଙ୍କୁ ଜୀବନରେ କେମିତି ଫୁଲଫିଲ କରିବା, ତାହେଲେ ସବୁ କିଛି ଜୀବନରେ ପାଇବ। ବିଜୟ ଭାଇ ହଁ ଦାଦା, ବହୁତ ସୁନ୍ଦର। ଜୟ ଗୁରୁ ଦାଦା, ଜୟ ଗୁରୁ। ଆପଣ ସାଟିସ୍ଫାଏଡ ହେଲେ ନା କିଛି ରହିଗଲା ପୁଣି ମନରେ? ନାଇଁ ନାଇଁ ଆଜ୍ଞା, ଜୟ ଗୁରୁ, ବହୁତ ସୁନ୍ଦର। ଜୟ ଆଜ୍ଞା ଗୁରୁ ଜୟ ଦାଦା। ଗୁରୁ, ଜୟ ଗୁରୁ। ପଦେ କହିଦଉଛି, ଭାବର ଅଭାବ ରହିଛି। ଆମେ ଯେତେ ଭାବିଲେ ସାଙ୍ଗରେ ଭାବ କରିବା, ଆମେ ଦେଖିବା ନାଇଁ ସରିନି, ନ ଇତି ଶେଷ ନାହିଁ, ଶେଷ ନାହିଁ, ଆହୁରି ହେବି, ଆହୁରି ହେବି, ଆହୁରି କରିବାର ଅଛି, ଆହୁରି ହବାର ଅଛି। ଏଇଟା ରହିବା ଦରକାର। ଆଉ ଇଏ ସାଇକେଲ, ଘୋଡା ଗାଡି, ଅମୁକ ଢମୁକ, ଏଗୁଡାକ ହଉଛି ପାର୍ଥିବ ବସ୍ତୁ। ୟାକୁ ଅତିକ୍ରମ ନ କଲେ ଇନର ଫ୍ୟାକ୍ଟ ପାଇପାରିବା ନାହିଁ। ଇନସାଇଡ କୁ ଯିବା, ଅନ୍ତର୍ଦେଶକୁ ଯିବା। ଆଉ ଯାହା ହଉ ବହୁତ ସୁନ୍ଦର ଭାବେ ସୂର୍ଯ୍ୟ ଭାଇ ବୁଝିଛନ୍ତି, ଆମେ ଆପଣ ବି ବୁଝୁଛନ୍ତି। ତେଣୁ ଏଇ ହେଲା ଶେଷ କଥା। ତାଙ୍କ ପଛରେ ଯେତେ ଗୁଡିବା ସେତେ ବେମାଲୁମ ହବା, ଆହୁରି ହବାର ଅଛି। ଆମେ କେତେ ହବା? ସେ ଏକମାତ୍ର ପୂର୍ଣ୍ଣ ବ୍ରହ୍ମ, ପୂର୍ଣ୍ଣତ୍ଵ ତାଙ୍କ ଭିତରେ ଅଛି। ଆମେ ପୂର୍ଣ୍ଣ ହବା ସେତିକି ବେଳେ ଯେତେବେଳେ ତାଙ୍କ ସାଙ୍ଗରେ ଲୀନ ହବା, ଅର୍ଥାତ ତାଙ୍କ ସାଙ୍ଗରେ ତାଳ ଦେଇ ଚାଲିବା। ତାଙ୍କ ମତ ହିଁ ଆମର ମତ, ତାଙ୍କ ଇଚ୍ଛା ହିଁ ଆମର ଇଚ୍ଛା, ଆଉ ଦ୍ୱିତୀୟ କିଛି ରହିବ ନାହିଁ। ମର୍ଜ କରିଯିବା। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ ଦାଦା, ଜୟ ଗୁରୁ। ଦ୍ୱିତୀୟ ପ୍ରଶ୍ନକର୍ତ୍ତା ଆମର ହେଲେ ମୁରଲୀଧର ଦାସ। ନାହାନ୍ତି ଆଜି, ମୁରଲୀଧର ଦାସ କୁଆଡେ ଗଲେଣି? ଆଉ ଛାଡ଼ନ୍ତୁ, ଆମର ନଳିନୀ ଜେନାମା, ନଳିନୀ ଜେନାମା ଅଡିଓ ଖୋଲନ୍ତୁ। ନଳିନୀ ମା,
ନଳିନୀ ମା, ହ୍ୟାଲୋ, ନଳିନୀ ମା, ନଳିନୀ ଜୟଗୁରୁ ଜେନା, ଦାଦା। ଆଜ୍ଞା ଜୟଗୁରୁ। ଦାଦା, ଜୟଗୁରୁ। ବହୁତ ସୁନ୍ଦର ହଁ କୁହ। ଦାଦାଙ୍କ ଦାଦା ତ ଆଉ ପ୍ରଶ୍ନ ହିଁ କିଛି ମାନେ ପଚାରିବାକୁ ଆଉ ପ୍ରଶ୍ନ ହିଁ ନାହିଁ। ବହୁତ ବଢିଆ ଲାଗିଲା ଦାଦନ। ଆଉ ଦାଦାଙ୍କ ମାନେ ପୁରୁଷୋତ୍ତମଙ୍କ ଲକ୍ଷଣ ତ ଯାହା କହିଲେ ସବୁ ଲକ୍ଷଣ ତ ସମସ୍ତଙ୍କ ପାଇଁ ନିହାତି ଦରକାର, କିନ୍ତୁ ସମସ୍ତେ ସବୁଟାକୁ ଗ୍ରହଣ କରିପାରନ୍ତିନି ଦାଦା। ସେଇଟା ତାହେଲେ ପୁରୁଷୋତ୍ତମକୁ ଅବମାନନା କରିବା ହବ କି ଦାଦା? ସେଇଟା କୁହ। ମାନେ ତାଙ୍କର ସବୁ ଜିନିଷ ଗୁଡାକ ସମସ୍ତେ ତ ଆକ୍ସେପ୍ଟ କରିପାରୁନାହାନ୍ତି। ମାନେ କଣ ସ୍ୱୀକାର କରୁନାହାନ୍ତି ଜ- ନା ସ୍ୱୀକାର ମାନେ କରୁଛନ୍ତି କିନ୍ତୁ ନିଜ ମାନେ ଜୀବନରେ ହଁ ହଁ, ମାନେ ଆଚରଣରେ ଆଣି ପାରୁନାହାନ୍ତି? ଜାଣୁଛନ୍ତି ଏଇଟା ସତ୍ୟତା ରହିଛି ସବୁ କିଛିର, କିନ୍ତୁ ସେଟାକୁ ମାନେ କର୍ମ ଭିତରେ ଫୁଟେଇ ପାରୁନାହାନ୍ତି ଯୋଉଟା ଦାଦା। ଆଜ୍ଞା ଆଜ୍ଞା, ଅତି ହଁ ସହଜ ସରଳ ଭାଷାରେ ଯଦି କୁହାଯାଏ, ଆ, ଆଜ୍ଞା ମଣିଷ ଦିଟା କାରଣରୁ ମଣିଷ ଭୁଲ କରେ। ଗୋଟେ ଜାଣିନି ବୋଲି ଭୁଲ କରେ, ଆଜ୍ଞା ହେଲା। ଆଉ ଗୋଟେ ହଉଛି ମଣିଷ ଜାଣିକି ବି ଭୁଲ କରେ। ଜାଣେ ଭଲ କୋଉଟା ଖରାପ କୋଉଟା, ଭୁଲ କୋଉଟା ଠିକ କୋଉଟା, କିନ୍ତୁ ଭୁଲ କରେ। ମଣିଷ ଯେତେବେଳେ ଜାଣେନି ଭୁଲ କରେ, ସେଇ ମଣିଷକୁ ଠିକ କରିବାଟା ସହଜ। ଜାଣେନି ଭୁଲ କରେ, କାଲି ଜାଣିବ ଠିକ କରିବ, ନାଇଁ କି? କିନ୍ତୁ ଯେ ଜାଣିକି ଭୁଲ କରୁଛି, ତାକୁ ଆପଣ ସଜାଡିବାଟା ମୁସ୍କିଲ। ଠାକୁର କହୁଛନ୍ତି ଯେ ମଣିଷ ଜାଣେ ପୁଣି ଭୁଲ କାହିଁ କରେ? ଠାକୁର ତାର କାରଣ ହଉଛି ଆସକ୍ତି। ଆସକ୍ତି ହଉଛି ମୂଳ କାରଣ। ମୁଁ ଜାଣେ ମୋ ପୁଅ ଭୁଲ କରୁଛି, କିନ୍ତୁ ତାର ଭୁଲର ସମର୍ଥନ ମୁଁ କରୁଛି। କାହିଁକି କରୁଛି? କାରଣ ମୋ ପୁଅ ପ୍ରତି ଆସକ୍ତି, ନାଇଁ? ଆଜ୍ଞା ଆ, ଜାଣୁଛି ଜଣକେ ଏଇଠି ଜଣକୁ ଠକିବାଟା ମୋର ଭୁଲ, ଠକିକି 100 ଟଙ୍କା କି 1000 ଟଙ୍କା ମାରି ନେବାଟା ଭୁଲ, ଜାଣୁଛି, କିନ୍ତୁ ମୁଁ ସେଟା କରୁଛି। କାହିଁ କରୁଛି? ମୋର ଟଙ୍କା ପ୍ରତି ଆସକ୍ତି। ତେଣୁ ଆସକ୍ତିରୁ ଉର୍ଦ୍ଧ୍ୱକୁ ଯେତେବେଳେ ମଣିଷ ନ ଯାଇଛି, ସେ ପର୍ଯ୍ୟନ୍ତ ମଣିଷ ଭୁଲ କରିବ ନିଶ୍ଚିତ ଭାବରେ। ଭୁଲ ଏବଂ ଠିକ କଣ ଜାଣିଲେ ମଧ୍ୟ ତା ଆସକ୍ତି ହେତୁ ସେ ଭୁଲଟା କରିବ। ତେଣୁ ଆପଣ ଯୋଉ କହିଲେ ଯେ ଆମେ ଜାଣିକି ମଧ୍ୟ ବୁଝିକି ଜାଣିକି ମଧ୍ୟ କରିପାରୁନାହୁଁ, ତାର କାରଣଟା ହଉଛି ସେଇଟା ଏଇଟା, ଯୋଉଟା ଆସକ୍ତି। ଆସକ୍ତି, ଯୋଉଟା ମାନେ ମଣିଷର ସେଇଟା ଆଜ୍ଞା ଠାକୁରଙ୍କର ଭାବଧାରାରେ ରହିଲେ ବି ବେଳେ ବେଳେ ପିଲାମାନଙ୍କର ଭୁଲ ଟାକୁ ବି ଘଣ୍ଟ ଘୋଡେଇକି ରଖିଦିଅନ୍ତି। ଘଣ୍ଟ ଘୋଡେଇ ଠିକ ରଖନ୍ତି। ଟାଇମରେ ପିଲାମାନେ, ପିଲାମାନେ ଆଜ୍ଞା ଠିକ ଟାଇମରେ ଉଠିକି ଇଷ୍ଟ ଉତ୍ତିଥନ କରୁନାହାନ୍ତି। ହଉ ଆଜ୍ଞା ଶୋଇଛି ତ ଶୋଇଥାଉ, ଡାକିକି ତାଙ୍କୁ କରେଇବା ସେଇଟା ହେଇପାରେ ନା। ସେଇଗୁଡାକ ଆଜ୍ଞା ସବୁ ଭୁଲ ରହୁଛି, ସେଇଗୁଡା କହୁଥିଲି। ଆଜ୍ଞା, ଆମେ ଜାଣୁଛୁ ଆଜ୍ଞା ଛୁଆଟା ଭୁଲ କରୁଛୁ, ଆଜ୍ଞା, କରୁନି, କିନ୍ତୁ ତଥାପି ତାଙ୍କୁ ହଁ ଛୁଆଟା ଏତେ ରାତି ଅନିଦ୍ରାରେ ପାଠ ପଢୁଛି, ଆଉ ନ କରୁ, ପ୍ରାର୍ଥନା ନ କଲେ କଣ ଚଳିବନି? ଇଏ ଆଜ୍ଞା ହେଲା ହଁ ଆମର ଯୋଉ ପୁଅ ପ୍ରତି ଆସକ୍ତି। ପୁଅର କଷ୍ଟଟା ଦେଖି ପାରୁନି, ସେ ହଉଛି ଆସକ୍ତି। ସେଇଥିପାଇଁ ଆମେ ଠାକୁରଙ୍କ କଥାଟା ଆମେ ଠିକ ଭାବରେ ନିଜ ଜୀବନରେ ଆଚରଣ କରିପାରୁ। ଖାଇବା ବେଳେ ବି ସେମିତି କମ୍ପ୍ରୋମାଇଜ କରିଦିଅନ୍ତି। ହଁ ଏଇଟା ଖାଉଛି ତ, ଛୁଆଟା ଇଚ୍ଛା କରୁଛି ଖାଇଦଉ, କିନ୍ତୁ ତାକୁ ଫାଷ୍ଟରୁ ଯଦି ଅଭ୍ୟାସ କରାହବ ନା ଏଇଟା କରିବା ଠିକ ନୁହଁ, ଏଇଟା ଠାକୁରଙ୍କ ଭାବଧାରାର ନାହିଁ, ଠାକୁରଙ୍କ କଥା ଅବମାନନା ହଉଛି, ଏଇ ଜିନିଷଟା ଛୁଆକୁ ଯୋଉଟା ମାନେ ତାକୁ ତା ମାଇଣ୍ଡ ସେଇଟା ଫାଷ୍ଟରୁ ଯଦି ତାକୁ ସଚେତନ କରାହବ, ସିଏ ହେଲେ ମାନିବ। କିନ୍ତୁ ଫାଷ୍ଟରୁ ତାକୁ ଯଦି ହଁ ଏଇଟା କମ୍ପ୍ରୋମାଇଜ କରିଦଉଛନ୍ତି, ତାହେଲେ ସେଇଟା ଭବିଷ୍ୟତରେ ତା ପାଇଁ ସେଇଟା ଅସୁବିଧା ହବ। ଆଜ୍ଞା ସେ ଠାକୁରଙ୍କ ଆଜ୍ଞା ଭାବଧାରା ଆଜ୍ଞା, ରହିପାରିବନି। ଅପରାଧର ଗ୍ଲାନିଟା ମଣିଷ ପାଖରେ ପ୍ରଥମ ଥର ଥାଏ, ପ୍ରଥମ ଥର, ଦ୍ଵିତୀୟ ଆଜ୍ଞା ଥର। ତାପରେ ରିପିଟେଡଲି ଭୁଲ କଲା ପରେ ଅପରାଧର ଗ୍ଲାନି ମଣିଷ ରହେନି। ଆଜ୍ଞା ମଣିଷ ଭାବେ ଏଟା ଚଳେ, ସମସ୍ତେ ତ କରୁଛନ୍ତି ଆଉ। ତାପରେ ଭାବେ, ଗୋଟେ ସମୟ ଆସେ, ଭାବେ ଏଇ ଅପରାଧ ନ କଲେ ହିଁ ମୋର ଚଳେ। ଆଜ୍ଞା ତେଣୁ ସେଇଭଳି ସେ ମଣିଷର ଭୁଲଟା ଅଭ୍ୟାସ ସେ ଚରିତ୍ର ଭୁଲଟା ଭିତରେ ଦାଦା ମାନେ କାଳକ୍ରମେ ଭୁଲଟା କରିକି ସେ ଭୁଲରେ ପଡିଯିବ, ଯେ ତାକୁ ସେଇ ଭୁଲଟା ଠିକ ଲାଗିବ ନା, ଏଇଟା ମୁଁ ଭୁଲଟା ଠିକ ଲାଗିବ। ଭୁଲ ଆଜ୍ଞା କରୁନି, ଠିକ କରୁଛି। ଆଜ୍ଞା ଆଜ୍ଞା, ତାର ଏଇଆ ସେ ହଉ ସମର୍ଥନ। ଦାଦା, ଧନ୍ୟବାଦ। ବହୁତ ସୁନ୍ଦର ଥିଲା ଦାଦନ, ଆଜି ବହୁତ ସୁନ୍ଦର ଦାଦା। ଧନ୍ୟବାଦ ମା, ଜୟ ଗୁରୁ, ଧନ୍ୟବାଦ ଜୟ ଗୁରୁ ମା। ଦାଦା, ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ବୁଝିପାରିଲେ? ନେକ୍ସଟ ଅଛନ୍ତି ଆମର ଆଜ୍ଞା ଅଶୋକ ଆଜ୍ଞା କୁମାର ଦାଦା, ଦାସ ଜୟ ଭାଇ। ଅଶୋକ, ଏ ଜୟ ଗୁରୁ। ଅଶୋକ କୁମାର ଦାସ ଥରକୁ ଭାଇ, ମାଡ ଖାଇଲି। ଅଡିଓ ଶୁଣନ୍ତୁ। ଆରେ ଅଶୋକ କୁମାର ଦାସ, ବହୁତ କଷ୍ଟ ହାଲ- କାମ ହଁ, ଜୟ କରିବାକୁ। ଗୁରୁ। ଅଶୋକ କୁମାର ଦାସ ଭାଇ, ଜୟ ଗୁରୁ, କୁହନ୍ତୁ। ଦାଦା ଜୟଗୁରୁ। ହଁ, ଜୟ ଗୁରୁ, କୁହନ୍ତୁ, ପ୍ରଶ୍ନ କଣ? ଦାଦା ଠାକୁର ଆଜି ତ ଯାଜନ ବହୁତ ସୁନ୍ଦର ଦାଦା। ଯାଜନରୁ ଆମେ ଯାହା ଇଏ ହେଲୁ, ଆମେ ଠିକ ଜାଗାରେ ପହଞ୍ଚିଛୁ। ଆଉ ଠିକ ମାନେ ଠିକ ସୁନାମୁଣ୍ଡାଟାକୁ ପାଇଛୁ ଆମେ ଭାବୁଛୁ। କିନ୍ତୁ ଦାଦା ଯେତେବେଳେ ଆମେ କେତେବେଳେ
ଯଦି ସତ୍ସଙ୍ଗ ରାମଚରିତ ମାନସରେ ବସି ଯାଉଛୁ ଆମେ ସେଇଠି ଦେଖୁଛୁ ବୋଧେ ସୁନା ମୁଣ୍ଡାଟା ଏଇଠି ରହିଗଲା ନା କି ବା କେତେବେଳେ ଯଦି ଆମେ କୃଷ୍ଣ ଲୀଳା ଦେଖି ଦେଉଛୁ ଆମେ ଭାବୁଛୁ ଏଇଠି ବୋଧେ ସୁନା ମୁଣ୍ଡାଟା ରହିଗଲା ପ୍ରକୃତରେ ତ ଏଇଭଳି କାହିଁକି ହୁଏ ଭାବନାଟା ଯେ ଆମେ ସ୍ଥିରୀକୃତ ହେଇପାରୁନି ଦାଦା। ହଁ ଠିକ ଅଛି। ହଁ ସୂର୍ଯ୍ୟ ଭାଇ କୁହନ୍ତୁ। ଭାଇ କ୍ଷମା କରିବେ ଗୋଟେ କଲ୍ ହଠାତ୍ ଆସିଗଲା ମୁଁ ଆପଣ ଟିକେ ପ୍ରଶ୍ନଟା ଶୁଣି ପାରିଲିନି କ୍ଷମା କରିବେ ଆଉ ଥରେ ଟିକେ କାଇଣ୍ଡଲି ସଂକ୍ଷିପ୍ତ ଏଇଟା କହିଦିଅନ୍ତୁ ଫଟକିନା। ଦାଦା ଆପଣ ମାନେ ଆମେ ଠାକୁରଙ୍କୁ ଧରୁଛୁ ଆପଣ ଯାଜନ ମାନେ ଶୁଣିକିରି ଆମେ ଭାବୁଛୁ ଆମେ ଠିକ ସୁନାମୁଣ୍ଡାଟା ପାଇଛୁ କିନ୍ତୁ ଯେତେବେଳେ ଆମେ ଦାଦା ରାମକୃଷ୍ଣ ଚରିତ ମାନସ ଯେତେବେଳେ ସତ୍ସଙ୍ଗରେ ବସୁଛୁ ସେତେବେଳେ ଭାବୁଛୁ ବୋଧେ ସୁନାମୁଣ୍ଡାଟା ସେଇଠି ରହିଗଲା ପୁଣି କେତେବେଳେ ଯଦି କୃଷ୍ଣ ଲୀଳା ଦେଖୁଛୁ ତାଙ୍କ ସତ୍ସଙ୍ଗରେ ବସୁଛୁ ସେଠି ଭାବୁଛୁ ଯେ ସୁନାମୁଣ୍ଡାଟା ବୋଧେ ଏଇଠି ରହିଗଲା। ଏଇ ଯୋଉ ଦାଦା ଭାବନାଟା ଆସୁଛି ଆମେ ସ୍ଥିରୀକୃତ ହେଇପାରୁନୁ ବେଳେ ବେଳେ କାହିଁକି ଦାଦା ସେମିତି ହୁଏ? ଆଜ୍ଞା ଦୁଇ ତିନିଟା ଦିଗରୁ ଆମେ ଏଟା ଆଲୋଚନା କରିପାରିବା। ଗୋଟେ ହଉଛି ଆଜ୍ଞା ଏଥିରେ କିଛି ଅସ୍ୱାଭାବିକ ନାହିଁ କାହିଁକି ନା ଯଦି ଆମେ କହନ୍ତି ଯେ ବର୍ତ୍ତମାନ ପୁରୁଷୋତ୍ତମ ଯିଏ ପୂର୍ବତନ ସମସ୍ତଙ୍କୁ ଯଦି ସିଏ ପୂରଣ କରନ୍ତି ଆଜ୍ଞା ବା ଯଦି ପୂର୍ବତନ ମାନଙ୍କର ସମସ୍ତ କଥାଟା ନୂଆ ରୂପରେ ସିଏ ବର୍ତ୍ତମାନ ଯୁଗର ମାନେ ଆବଶ୍ୟକତା ଅନୁଯାୟୀ ସିଏ ଯଦି ପ୍ରବର୍ତ୍ତନ କରନ୍ତି ବା ପରିବେଷଣ କରନ୍ତି ତାହେଲେ ଫରକ କିଛି ଆସିବନି। ଆମେ ଯେତେବେଳେ ରାମଚରିତ ମାନସ ଶୁଣିବା ରାମଙ୍କ କଥା ଶୁଣିବା ତା ଭିତରେ ଆଜ୍ଞା ସେଇ ଠାକୁରଙ୍କର ଜୀବନୀୟ କଥା ଗୁଡିକ ଆମେ ଅନୁଭବ କରିବା। କୃଷ୍ଣଙ୍କ କଥା ଶୁଣିଲେ ସେଇଆ ରାମକୃଷ୍ଣ ପରମହଂସ କଥା ଶୁଣିଲେ ମଧ୍ୟ ସେଇଆ ଲାଗିବ। ତେଣୁ ଆଜ୍ଞା ଏଥିରେ ସବୁଗୁଡା ସୁନାମୁଣ୍ଡା ଲାଗିବା କିଛି ମାନେ ଅସମ୍ଭବ ନୁହେଁ। କଥାଟା ହଉଛି ଯେ ଅବତାର ବା ପୁରୁଷୋତ୍ତମ ପ୍ରତି ଯୁଗରେ ଆସନ୍ତି। ସେଇ କଥା ହଉଛି ସେଇ କଥା ସେଇ ସତ୍ୟଟା ହଉଛି ତ ସବୁ ଯୁଗରେ ସତ୍ୟ। ସତ୍ୟଟା ପରିବର୍ତ୍ତନ ହୁଏ ନା ସତ୍ୟଟାକୁ ଯୁଗ ମାଫିକ ସେ ପରିବେଷଣ କରନ୍ତି। ଆଜ୍ଞା ଯେମିତି ଆମେ ଆଜିଠୁ 50 ବର୍ଷ ଆଗରେ ଆମେ ଟ୍ରେନରେ ଯାଉଥିଲେ ବା ସାଇକେଲରେ ଯାଉଥିଲେ। ଏବେ ଆଜ୍ଞା ଉଡାଜାହାଜ ହେଇଗଲାଣି ଏରୋପ୍ଲେନ ହେଇଗଲାଣି ଏରୋପ୍ଲେନ ଯାଉଛନ୍ତି। ଯିବାଟା ତ ସତ୍ୟ ଆମେ କାଲି ବି ଆଜ୍ଞା ଯାଉଥିଲେ ଆଜି ବି ଯାଉଛନ୍ତି। ଆମର ଟେକ୍ନୋଲୋଜିଟା ଚେଞ୍ଜ ହେଇଯାଇଛି। ସାଇକେଲରେ ଯାଉଥିଲେ ପରେ ବାଇକରେ ଗଲେ କାରରେ ଗଲେ ଏବେ ଟ୍ରେନରେ ଉଡାଜାହାଜରେ ଯାଉଛନ୍ତି। ଏଇ ଯୁଗରେ ବର୍ତ୍ତମାନ ଜଲ୍ଦି ପହଞ୍ଚିବାକୁ ହେଲେ ଆମେ ଟ୍ରେନରେ ବା ଉଡାଜାହାଜରେ ଯାଇପାରିବା। ସାଇକେଲ ନେଇକି ଯିବାର ଆବଶ୍ୟକତା ନାହିଁ କିନ୍ତୁ ସେ ଯିବାଟା ହିଁ ସତ୍ୟ। ତେଣୁ ଏଥିରେ କିଛି ଅସୁବିଧା ନାହିଁ। ଗୋଟିଏ କଥା ଆମକୁ ମନେ ରଖିବାକୁ ପଡିବ ଯେ ଶ୍ରୀ ଶ୍ରୀ ଠାକୁର ହଉଛନ୍ତି ଏଇ ଯୁଗର ପୁରୁଷୋତ୍ତମ। ସେ ହଉଛନ୍ତି ବର୍ତ୍ତମାନ ପୁରୁଷୋତ୍ତମ। ତେଣୁ ଏଇ ଯୁଗରେ ଚଳିବା ପାଇଁ ଯାହା ଆବଶ୍ୟକତା ଏଇ ଯୁଗ ମାଫିକ ସେ ଆମକୁ କହିଛନ୍ତି ଏବଂ ଆମେ ତାକୁ ପାଳନ କରିବା ଦରକାର। କେତେ ଲୋକ କିଏ କୁହନ୍ତି ଯେ ସତ୍ୟାନୁସରଣ ପଢିଲେ ଗୀତାରେ ଯାହା ଅଛି ତାର ସାରାଂଶ ସତ୍ୟାନୁସରଣ ଅଛି। ତା ଅର୍ଥ କଣ? ପୂର୍ବତନ ଯାହା ଆମର ଯୋଉ ଯୋଉ କହିଦେଇଛନ୍ତି ପୁରୁଣା ଯୋଉ ବେଦ ବେଦାନ୍ତ ଶାସ୍ତ୍ର ପୁରାଣ ସବୁ ଗୁଡିକ ଗୋଟିଏ ଛୋଟିଏ ବହି ଭିତରେ ଠାକୁର ପରିବେଷଣ କରିଦେଇଛନ୍ତି ସତ୍ୟାନୁସରଣ। ତାର ପ୍ରତିଟି ବାଣୀ ଯଦି ଜୀବନରେ ଆପଣ ଅଶୋକ ଭାଇ କୁହନ୍ତୁ ମତେ ଯଦି ସେ ଆଜ୍ଞା ପ୍ରତିଟି ବାଣୀ ଜୀବନରେ ଆମେ ପାଳନ କରିବା ଆମ ଜୀବନଟା କଣ କୋଉଠି ପହଞ୍ଚିବ ଆପଣ କୁହନ୍ତୁ। ନିଶ୍ଚିତ ଆଜ୍ଞା ନିଶ୍ଚିତ ତେଣୁ ଠିକ ସତ୍ୟଟାକୁ ଏଇ ଯୁଗ ପାଇଁ ଯେ ପରିବେଷଣ କରୁଛନ୍ତି ସ୍ୱୟଂ ଶ୍ରୀ ଠାକୁର। ସେ ହେଲା ଗୋଟେ କଥା। ଦ୍ଵିତୀୟ କଥା ହଉଛି ଯେ ଆମକୁ ସମସ୍ତଙ୍କୁ ସମାନ ଭକ୍ତି କରିବାକୁ ପଡିବ କିନ୍ତୁ ଆମକୁ ଏକନିଷ୍ଠ ହବାକୁ ପଡିବ। ବହୁନିଷ୍ଠିକ ହେଲେ ଆମେ ଅନୁଭବ କରିପାରିବାନି। ଆମ ଜୀବନର ଅନୁଭବଟା ପକ୍କା ହବନି। ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ଆପଣ 10ଟା ଜାଗାରେ ଆପଣ ଯଦି ଗୋଟେ ଜାଗାରେ 100 ଫୁଟ ଖୋଳିବେ ପାଣି ପାଇବେ। ନିଶ୍ଚୟ ଆପଣ 100 ଫୁଟକୁ ଗୋଟେ ଜାଗାରେ ନ ଖୋଳିକି 10ଟା ଜାଗାରେ 10 ଫୁଟ ଲେଖାଏଁ ଖୋଳିବେ ପାଣି ପାଇବେ କି? ନାଇଁ 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 ଦାଦା ତେଣୁ ମିଳିବନି। ଅନୁଭୂତି ପାଇବାକୁ ହେଲେ ଗୋଟିଏ ଜାଗାରେ ଗଭୀର ଭାବରେ ଯିବାକୁ ପଡିବ। ଆଜ୍ଞା ଏକାନୁରକ୍ତି ଏକନିଷ୍ଠ ହବାକୁ ପଡିବ। ଆପଣ ଯଦି 10ଟା ଜାଗାରେ ଖୋଳିବେ ଆପଣଙ୍କୁ ଉତ୍ସାହ ମିଳିବ। ଭାବିବେ ଏଇଠି ପାଣି ମିଳିବ ଏଠି ପାଣି ମିଳିବ ଏଠି ପାଣି ମିଳିବ ଭଲ ଲାଗିବ ସବୁ ମଜା ଲାଗିବ କିନ୍ତୁ ପାଣି ପାଇବେନି। ତେଣୁ ଜଣଙ୍କୁ ଜାବୁଡି ଧରିବାକୁ ପଡିବ ଏକନିଷ୍ଠ। ସେ ଯୋଉ ହନୁମାନଙ୍କର ଗୋଟେ କଥା ନାହିଁ କି ସେ ଏକ୍ଜାକ୍ଟଲି ପଂକ୍ତିଟା ମନେ ପଡୁନି କିନ୍ତୁ ସେ କହୁଛନ୍ତି ଯେ ଜାଣିଛି ଯେ ଯିଏ ରାମ ଶ୍ରୀନାଥ ଯିଏ ପ୍ରଭୁ ରାମଚନ୍ଦ୍ର ଯିଏ ପ୍ରଭୁ କୃଷ୍ଣ ବି ସିଏ କିନ୍ତୁ ମୋର ନାଥ ହଉଛନ୍ତି ଶ୍ରୀନାଥ ଜାନକୀନାଥ। ସିଏ ହଉଛନ୍ତି ମୋ ଜୀବନର ନାଥ। ତ ଆମେ ଜାଣିଛନ୍ତି ଯିଏ ରାମକୃଷ୍ଣ ସିଏ ଚୈତନ୍ୟ ସିଏ ରାମ ସିଏ ଶ୍ରୀକୃଷ୍ଣ ସିଏ ରାମ ସିଏ ଚୈତନ୍ୟ ସବୁ କିଛି ସିଏ ମଧ୍ୟ ଶ୍ରୀ ଶ୍ରୀ ଠାକୁରଙ୍କୁ କହୁଛନ୍ତି।
କିନ୍ତୁ ଆପଣଙ୍କୁ ଭାବି ନେବାକୁ ପଡେ ମୋ ଜୀବନର ନାଥ ହଉଛନ୍ତି ଇଏ, ଯିଏ ହଉଛି ମୋ ଜୀବନର ସବୁ କିଛି। ଦାଦା ସିଏ ତ ଦାଦା ଯେତେବେଳେ ଯୁଗ ମାଫିକି ଯଦି ଦେଖାଯାଏ, ଯେତେବେଳେ କୃଷ୍ଣଚନ୍ଦ୍ର ଆସିଲେ, ତାହେଲେ ତାଙ୍କୁ ସିଏ କାହିଁକି ଇଏ କଲେ ନାହିଁ ଯେ, କିନ୍ତୁ ସେ ସେଇ ରାମଙ୍କୁ ହିଁ ଧରିକି ରହିଲେ, ତାଙ୍କୁ ସ୍ୱୀକାର ହଁ କଲେ ନାହିଁ। ହଁ, କାରଣ ସେ ରାମଚନ୍ଦ୍ରଙ୍କୁ ତନ ମନ ହୃଦୟ ସବୁ କିଛି ଦେଇ ସାରିଥିଲେ, ବୁଝିପାରିଲେ? ଆଜ୍ଞା ଯେମିତି ଗୋଟେ ସତୀ ସ୍ତ୍ରୀ ସ୍ୱାମୀକୁ ସବୁ କିଛି ସମର୍ପଣ କରିଦିଏ, ସେମିତି ତାଙ୍କ ଜୀବନରେ ହେଇଥିଲା। ସେ ଜାଣିଛନ୍ତି କୃଷ୍ଣ ଯିଏ ରାମ ବି ସିଏ, କୌଣସି ଫରକ ନାହିଁ। ସେ କିନ୍ତୁ ତାଙ୍କର ଅନୁଭବ ଭିତରେ, ତାଙ୍କ ଦର୍ଶନ ଭିତରେ, ତାଙ୍କ ମାନସ ପଟରେ, ଚକ୍ଷୁରେ ସବୁବେଳେ ସେଇ ରାମଚନ୍ଦ୍ର ହିଁ ଆସିଥିଲେ। ଆଚ୍ଛା ଆଜ୍ଞା। ଆଉ ଦାଦା ବୁଝିଲେ ନା, ରହିଲା କଣ ଅଶୋକ ଭାଇ, ଆଜ୍ଞା ଆଜ୍ଞା ବୁଝିପାରିଲେ? ଆଜ୍ଞା 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 ଆପଣ ହୀରା ମୁଣ୍ଡାଟେ ପାଇଛନ୍ତି, ଆଜ୍ଞା ଆପଣ ଯାହା ସବୁ ଦେଖୁଛନ୍ତି ସବୁ ସୁନା ମୁଣ୍ଡା ଠିକ, ଆପଣଙ୍କ କଥାଟା ଯଥାର୍ଥ, କିନ୍ତୁ ଆଜ୍ଞା ସେଇ ଯୋଉ ହୀରାର ମୂଲ୍ୟାଙ୍କନ ଯେତେବେଳେ ଆପଣ କରିବେ, ସେତେବେଳେ ଦେଖିବେ ଏ ସବୁ ଯାକ ସୁନା ମୁଣ୍ଡା ବିକିଦେଲେ ଯାହା ହବ, ତାହା ମଧ୍ୟ ହୀରା ଖଣ୍ଡକୁ ସମାନ ନୁହଁ। ଅର୍ଥାତ୍ ଆଚ୍ଛା ହୀରା ଖଣ୍ଡ ଭିତରେ ସମସ୍ତେ ଅଛନ୍ତି, ସମସ୍ତ ମୂଲ୍ୟ ଆ ଭିତରେ ପର୍ଯ୍ୟବେସିତ। ବର୍ତ୍ତମାନ ଆଜ୍ଞା ଯୋଉଟା ପାଇଛନ୍ତି, ତାକୁ ମୂଲ୍ୟାଙ୍କନ ଆପଣ କରିପାରି ନାହାନ୍ତି। ରାମକୃଷ୍ଣଙ୍କ କଥା କୁହନ୍ତୁ, ରାମଚନ୍ଦ୍ରଙ୍କ କଥା କୁହନ୍ତୁ, କୃଷ୍ଣଚନ୍ଦ୍ରଙ୍କ କଥା କୁହନ୍ତୁ, ସମସ୍ତେ ଆଜ୍ଞା ସୁନା, ଏଟା ଗ୍ୟାରେଣ୍ଟେଡ, ସମସ୍ତେ ମୂଲ୍ୟବାନ। ଆଜ୍ଞା ସମସ୍ତଙ୍କ କଥା ଆସି ମର୍ଜ କରିଛି ଠାକୁରଙ୍କ ଭିତରେ। ଠାକୁର ହିଁ ରାମଚନ୍ଦ୍ର, ଠାକୁର ହିଁ ରାମକୃଷ୍ଣ ପରମହଂସ, ଠାକୁର ହିଁ ଶ୍ରୀକୃଷ୍ଣ, ଠାକୁର ହିଁ ଆଜ୍ଞା ସବୁ। ଯେତେବେଳେ ଏଇଟା ବୁଝିପାରିବେ, ସେତେବେଳେ ଆଉ ଏଭଳି ଅବଶୋଷ ରହିବ ନାହିଁ। ଆପଣ ଠାକୁରଙ୍କ ଭିତରେ ତାକୁ ଦେଖି ନାହାନ୍ତି, ସେଇଥିପାଇଁ ଭାବିଲେ ଆରେ ଏଇଟା ସୁନା ମୁଣ୍ଡାଟା କି, ଆଜ୍ଞା ଅଲଗା ଭାବିଛନ୍ତି ହେଲା। ଏଇ ଆଜ୍ଞା ଭାବଟାକୁ ବଦଳେଇ ଦେଲେ ଆପଣ ଠାକୁରଙ୍କ ଭିତରେ ଯେତେବେଳେ ରାମକୃଷ୍ଣ ପରମହଂସଙ୍କୁ ଦେଖିବେ, ଆଜ୍ଞା ସେତେବେଳେ କହିଲେ ଆରେ ମୁଁ ତ ଏଇ ରାମକୃଷ୍ଣ ପରମହଂସଙ୍କୁ ସାଙ୍ଗରେ ସଙ୍ଗ କରୁଛି, ମୁଁ ତ ତାକୁ ଗୁରୁ ରୂପେ ଗ୍ରହଣ କରିଛି, ମର୍ଜ କରିଗଲା ହେଲା। ଆଜ୍ଞା ଏଇ ଭାବଟା ଆପଣଙ୍କ ଆସିବା ଦରକାର। ବହୁତ ଆପଣ ବଢିଆ ସେଇଟାକୁ ଖୋଜନ୍ତୁ, ଠାକୁରଙ୍କ ଭିତରେ ରାମକୃଷ୍ଣ ପରମହଂସର ଗୁଣ ଅଛି କି ନାହିଁ, ଭାବ ଅଛି କି ନାହିଁ। ଏ କଥା ତ ବହୁତ ଥର କୁହାଯାଇଛି। ଆଜ୍ଞା ହଁ, ଆଉ ରାମଚନ୍ଦ୍ର ଗୁଣ ଅଛି କି ନାହିଁ, ଆପଣ ତାଙ୍କୁ ଖୋଜି ପାଇଲେ, ଆପଣ ଦେଖିବେ ରାମଚନ୍ଦ୍ରଙ୍କ କଥାରେ ବୁଡିଯିବେନି, ହଜିଯିବେନି। ଆପଣ ଭାବିବେ ମୁଁ ଠାକୁରଙ୍କର ଯୋଉ ଆଂଶିକ ଗୁଣ ଏଇଠି ପାଇଲି, କିଛି କିଛି ଠାକୁରଙ୍କୁ ଚିହ୍ନିବାର ବାଟ ପାଇଲି। ଏ ସବୁ ଗୁଡିକ ପୋଷଣ ଦବ ଠାକୁରଙ୍କ ଆଜ୍ଞା କର୍ମରେ ହେଲା। ଜୟଗୁରୁ, ଜୟଗୁରୁ। ଜୟ ନା ଆଉ କଣ ଅଛି? ଜୟ ନାଇଁ ନାଇଁ ଦାଦା, ଆଉ ଅନ୍ୟ ଦିନ ଦାଦା ବଢିଆକୁ ମାନେ ଆଜି ଯାଜନ ଟା ହଉ ଏତେ ଠିକ ଅଛି, କରିଛି ଦାଦା। ହଁ, ଜୟ ଠିକ ଗୁରୁ। ଅଛି। ସୂର୍ଯ୍ୟକାନ୍ତ ପୁହାଣ ଭାଇ ଅଡିଓ ଖୋଲନ୍ତୁ, ସୂର୍ଯ୍ୟକାନ୍ତ ପୁହାଣ ଭାଇ ଅଡିଓ ଖୋଲନ୍ତୁ, ସୂର୍ଯ୍ୟକାନ୍ତ ପୁହାଣ ଭାଇ। ଜୟଗୁରୁ ଦାଦା। ହଁ କୁହନ୍ତୁ, ଜୟଗୁରୁ ଜୟଗୁରୁ ଦାଦା। ଜୟଗୁରୁ 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 କୁହନ୍ତୁ। ଜୟଗୁରୁ ଦାଦାଙ୍କ ଯାଜନ ତ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, ବହୁତ ସୁନ୍ଦର। A to Z ହଁ ପର୍ଯ୍ୟନ୍ତ ପୁରା ମାନେ ସୁନ୍ଦର ଭାବେ ଦାଦା ବୁଝିଛୁ। ଦାଦା କହିବା କଥା, ଆମେ ପୁରୁଷୋତ୍ତମଙ୍କୁ ଥରେ ହିଁ ଆମେ A to Z ପର୍ଯ୍ୟନ୍ତ ସବୁ କିଛି ଆମେ ପାଇପାରିବା। ପାଇପାରୁଛନ୍ତି ଯେ କି ଯୋଉମାନେ ଜଙ୍ଗଲ ସନ୍ନ୍ୟାସୀ, ସେମାନେ ଆଉ କଣ ୟାଠୁ ଅଧିକ କିଛି ପାଇପାରିବା ପାଇଁ କଣ ଜଙ୍ଗଲ ପାଇଛନ୍ତି? ଆଜ୍ଞା, ରହିଗଲା କଥା, ଶୁଭୁନି କିଛି ଆଉ। ହଁ ଦାଦା, ଜୟଗୁରୁ ଦାଦା। ହଁ କୁହନ୍ତୁ ଦାଦା, ବୁଝିଲେ ହଁ ତ? କୁହନ୍ତୁ। ଆଜି ତ ବହୁତ ସୁନ୍ଦର ଦାଦା, ଯୋଉଟା ପୁରୁଷୋତ୍ତମଙ୍କର A to Z ପର୍ଯ୍ୟନ୍ତ ସବୁ ଗୁଣାବଳୀ ଗୁଡାକ ଆବୃତ କଲେ, କିନ୍ତୁ ହୁଁ ଆମେ ଯୋଉଟା ଏବେ ଦେଖୁଛନ୍ତି ଯେ କି ଆଉ ଅଧିକାଟା କଣ ପାଇପାରୁଛନ୍ତି, ଯେ କି ଜଙ୍ଗଲ ସନ୍ନ୍ୟାସୀ ମାନେ ଯେ କି ବଣ ଜଙ୍ଗଲରେ ସନ୍ନ୍ୟାସୀ ଛାଡୁଛନ୍ତି, ଯେ କି ପୁରୁଷୋତ୍ତମଙ୍କୁ ଛାଡିକି, ଅର୍ଥାତ ବଣ ଜଙ୍ଗଲରେ ରହିକି ସନ୍ନ୍ୟାସୀ ଛାଡୁଛନ୍ତି। ଆଉ କିଛି ଅଧିକା ଗୁଣ ତାଙ୍କ ପାଇପାରୁଛନ୍ତି କି A to Z ପର୍ଯ୍ୟନ୍ତ ଏଇ ଭିତରେ ହିଁ ଅଛି। ଆଜି ଯାହା କି ଟପିକ ଥିଲା। ହଉ ସଜିତ ଭାଇ କୁହନ୍ତୁ। ଦେଖନ୍ତୁ, ଯେତେ ଧର୍ମ ଅଛି ତା ଭିତରୁ ଆମ ଯେ ଗାର୍ହସ୍ଥ ଧର୍ମଟା ହଉଛି ସବୁଠାରୁ ଭଲ ବୋଲି ଆମେ ଜାଣିଛନ୍ତି। କଥା ହଉଛି ସେ ଯେ ଠାକୁର ସତ୍ୟାନୁସରଣ କହୁଛନ୍ତି ଯେ ମୁଁ ଚାହେଁ ସଂସାରର ସନ୍ନ୍ୟାସୀ, ଜଙ୍ଗଲର ସନ୍ନ୍ୟାସୀ ନୁହେଁ। ତେଣୁ ମୁଁ ଭାବେ ଯେ ଆମେ ଏଇ ପୂର୍ଣ୍ଣ ଜ୍ଞାନର ଅଧିକାରୀ ହେଇପାରିବା ଏ ସଂସାର ଭିତରେ। ତାର କାରଣ ହଉଛି
ଯେ ଜଙ୍ଗଲର ସନ୍ନ୍ୟାସୀ ତାଙ୍କ ପାଇଁ ତ ବାଧା ବିପତ୍ତି ବେଶୀ ନାହିଁ, ସେ ଜଙ୍ଗଲ ଭିତରେ ରହିଲେ, ସଂସାରର ମୋହ ନାହିଁ, ତାଙ୍କୁ ଟଙ୍କା ପଇସାର ଅଭାବ, ଆଜି ପରିବାର ପାଇଁ ସ୍ତ୍ରୀ ପୁତ୍ର ପାଇଁ ଖାଇବା ଯୋଗାଡ଼ କରିବାକୁ ପଡ଼ିବ, ଝିଅର କଲେଜ ଆଡମିସନ ହବ, ତା ପାଇଁ ଟଙ୍କା ଯୋଗାଡ଼, ଏସବୁ ଚିନ୍ତା ତାଙ୍କର ନାହିଁ, ସେ ବସିକି ସାଧନା କଲେ। ଆମମାନଙ୍କର ଯୋଉ ସାଧନା ଇଏ ହଉଛି ସଂସାର ଭିତରେ ସାଧନା। ଏଇ ସବୁ ସଂସାର ଭିତରେ ରହିକି, ଏ ଗୋଳିଆ ପାଣି ଭିତରେ ରହିକି ପବିତ୍ର ଜୀବନ ଲାଭ କରିବାର ସନ୍ଧାନରେ ଆମେ ଅଛନ୍ତି। ପ୍ୟୁରିଟି ଆମେ ଖୋଜୁଛନ୍ତି ଏଇ ସଂସାର ଭିତରେ, ଯାହା ଭିତରେ ପରସ୍ପର ବିପରୀତ ଧର୍ମୀ ବହୁତ କଥା ଅଛି, ବିଭିନ୍ନ ଜିନିଷ ଆମକୁ ଟାଣୁଛି ବିଭିନ୍ନ ଆଡକୁ। ତେଣୁ ଠାକୁର କହୁଛନ୍ତି ଯେ ଧର୍ମଟା ଏକାକି ଧର୍ମ କରାଯାଇ ପାରେ ନା, ଧର୍ମଟା କରାଯାଏ ପରିବେଶକୁ ନେଇକି। ସେଇଥିପାଇଁ ପରିବେଶର ସେବା ଦେବା କଥା କହିଛନ୍ତି। ଗୋଟେ କଥା ଆପଣ ଗୋଟେ ଉଦାହରଣ ଦେଇକି ବୁଝାଉଛି। ଯୋଉ ସନ୍ନ୍ୟାସୀ ଯାଇକି ଜଙ୍ଗଲରେ ବା ହିମାଳୟ ପର୍ବତ ଉପରେ ସାଧନା କରୁଛନ୍ତି, ମାନେ କଠିନ ସାଧନା କରୁଛନ୍ତି, ତାଙ୍କର ସାଧନାଟା ଯଦି ଏକାକୀ ସାଧନା ହୁଏ ତ ଏଇ ସାଧନାରେ ବିଶେଷ ଫଳପ୍ରଦ ହେଇପାରେ ନା। ଯୋଉମାନେ ଜଙ୍ଗଲରେ ବି ସନ୍ନ୍ୟାସୀ ଥାଆନ୍ତି, ଆପଣ ଦେଖିଥିବେ ସେ ଗୋଟେ ଛୋଟ ଆଶ୍ରମଟେ କରିଥିବେ, ଆଚ୍ଛା କିଛି ଗଛ ଫୁଲ ଫଳ ଲଗେଇଥିବେ, କାରଣ ସିଏ ମଧ୍ୟ ଗୋଟେ ପରିବେଶକୁ ନେଇକି ରହିବାକୁ ଚାହାନ୍ତି ଏବଂ ପରିବେଶର ସେବା, ତାଙ୍କର ବି ଗୋଟେ ସଂସାର ଅଛି। ସେ ଯେତେବେଳେ ପଶୁ ପକ୍ଷୀ ଆସନ୍ତି ତାଙ୍କର ଆଶ୍ରମକୁ, ତାଙ୍କୁ ସେ ଖାଇବାକୁ ଦିଅନ୍ତି। ତାଙ୍କର ହୁଏତ ପିଲା ଛୁଆ ସ୍ତ୍ରୀ ପୁତ୍ରର ସଂସାର ନଥାଇପାରେ, କିନ୍ତୁ ସିଏ ଗୋଟେ ସଂସାରକୁ ନେଇ ମଧ୍ୟ ରହିଛନ୍ତି। ତେଣୁ ମଣିଷକୁ ସାଧନାରେ ଉନ୍ନତ ସ୍ତରକୁ ଯିବାକୁ ହେଲେ ତାର ଗୋଟେ ପରିବେଶ ଦରକାର। ପରିବେଶର ସଂଘାତ ଆମକୁ ସୂଚେଇ ଦିଏ ଯେ ଆମେ ଚେତନ ଅଛନ୍ତି। ପରିବେଶର ସଂଘାତ ନ ପାଇଲେ, ଯିଏ ଘଞ୍ଚ ଜଙ୍ଗଲରେ ଏକୁଟିଆ ଅଛି, ମାନେ ପରିବେଶ ଠାରୁ ସମ୍ପୂର୍ଣ୍ଣ ଭାବରେ ଡିସକନେକ୍ଟେଡ, ସେ ପରିବେଶର ସଂଘାତ ଅନୁଭବ କରିପାରେ ନା, କିନ୍ତୁ ଆମେ ମାନେ ତାକୁ ଅଧିକା ଅନୁଭବ କରିପାରନ୍ତି। ବୁଝିପାରିଲେ? ତେଣୁ ଠାକୁର ଚାହିଁଛନ୍ତି, ମାନେ ଶାସ୍ତ୍ର ପୁରାଣ ବେଦ ବେଦାନ୍ତ କଣ କହୁଛି ସେ କଥା ମୁଁ ଜାଣିନି, ଠାକୁର କହିଛନ୍ତି ଯେ ମୁଁ ଚାହେଁ ସଂସାରର ସନ୍ନ୍ୟାସୀ, ଜଙ୍ଗଲର ସନ୍ନ୍ୟାସୀ। ଏବଂ ଯଦି ଠାକୁର ଏକଥା କହିଛନ୍ତି ତାହେଲେ ଆମେ ପୂର୍ଣ୍ଣତ୍ୱର ଅଧିକାରୀ, ଏ ସଂସାରର ସନ୍ନ୍ୟାସୀ ହେଇକି ଆମେ ପୂର୍ଣ୍ଣତ୍ୱର ଅଧିକାରୀ ହେଇପାରିବା, ଏଥିରେ କୌଣସି ସନ୍ଦେହ ନାହିଁ। ଭାଇ ଆଜ୍ଞା ଦାଦା, ବହୁତ ସୁନ୍ଦର ଦାଦା। ନାଇଁ ରାଜନ ମାଧ୍ୟମରେ ବହୁତ ସୁନ୍ଦର ପୁଙ୍ଖାନୁପୁଙ୍ଖ ଭାବେ ବୁଝେଇଛନ୍ତି କି ସେଇଟା ମନ ଭିତରେ ଥିଲା ଯେ କି ସଂସାର ତ୍ୟାଗ କରିକି ଯେ କି ସେମାନେ ଯାଇକି ଜଙ୍ଗଲରେ ସବୁବେଳେ ବସିକି ଦେଖନ୍ତୁ, କରୁଛନ୍ତି ଯେ କି ତାରି ଭିତରେ ସାଧନାର ବହୁତ ଗୁଡେ ପଦ୍ଧତି ଅଛି, ସିଏ ବି ଗୋଟେ ପଦ୍ଧତି। ସଂସାର ତ୍ୟାଗ କରି ସନ୍ନ୍ୟାସୀ ହେଇ ବା ବ୍ରହ୍ମଚାରୀ ହେଇ ଘଞ୍ଚ ଜଙ୍ଗଲରେ ଯାଇ ସାଧନା କରିବା, ସିଏ ଗୋଟେ ସାଧନାର ପଦ୍ଧତି। ସେଇଟା ଭୁଲ ବୋଲି ମୁଁ କହୁନି, କୋଉଟା ଖରାପ, କୋଉଟା ବେଟର, କୋଉଟା ଇନଫିରିୟର, ସେ କଥା ବି ମୁଁ କହୁନି। କିନ୍ତୁ ଏଇ କଥା ଆମେ ଆଶ୍ୱାସନା ଠାକୁରଙ୍କଠୁ ପାଇଛନ୍ତି ଯେ ଆମେ ପୂର୍ଣ୍ଣତ୍ୱ ପାଇପାରିବା। ଦେଖନ୍ତୁ, ଠାକୁର ନିଜେ ତ ଗୃହୀ ହେଇକି ଆସିଛନ୍ତି, ନିଜେ ସଂସାର କରିଛନ୍ତି। ଆଚାର୍ଯ୍ୟ ଦେବଙ୍କୁ ଦେଖନ୍ତୁ, ସେ ଗୋଟେ ଗୃହୀ ଜୀବନ ଯାପନ କରୁଛନ୍ତି, ସଂସାର ଭିତରେ ଦେଇକି ସେ ଧର୍ମ ଆଚରଣ କରୁଛନ୍ତି। ତେଣୁ ଏଇ ପୂର୍ଣ୍ଣତ୍ୱ ପ୍ରାପ୍ତି ସଂସାର ଭିତରେ ରହିକି ହେଇପାରିବ, କିଛି ଅସୁବିଧା ନାହିଁ। ସଂସାର ତ୍ୟାଗ କରି ଯିବାର କୌଣସି ଆବଶ୍ୟକତା ନାହିଁ। ବହୁତ ସୁନ୍ଦର ବୁଝିପାରିଲେ ନା ରହିଲା? ଆଜ୍ଞା ନାଇଁ ଦାଦା, ବହୁତ ସୁନ୍ଦର ବାସ୍, ଠିକ ଅଛି। ତେଣୁ ସିଏ ଗୋଟେ ମାଧ୍ୟମ ଆଉ କଣ, ସେ ଗୋଟେ ବାଟ ଆଉ କଣ, ସେଥିରେ କଣ ଅଛି ହେଲା। ଯୋଉ ବାଟ ହେଲେ ଆମେ ସାଧନାଟା କରିବା ଦରକାର, ସାଧନାର ଲାଇନ ସବୁ ବିଭିନ୍ନ ଅଛି ଆଉ କଣ ହେଲା। ଆଜ୍ଞା ଆଜ୍ଞା। ହଉ, ଠିକ ଅଛି। ନେକ୍ସଟ ଆମର ଡକ୍ଟର କଳ୍ପନା ଦଳେଇମା। ଡକ୍ଟର କଳ୍ପନା ଦଳେଇମା, କୁହନ୍ତୁ। ହଁ ଦାଦା, ଜୟଗୁରୁ, ସମସ୍ତଙ୍କୁ ଜୟଗୁରୁ। ସୂର୍ଯ୍ୟ ଦାଦା ଜୟଗୁରୁ। ଏତେ ସୁନ୍ଦର ଆଲୋଚନା, ମାନେ ଆଉ ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ। ଦାଦା, ଏଇ ମନେକର ମୋ ଜୀବନରେ ଗୁରୁ ନାହାନ୍ତି, ତ ସେ ଆଉ ୟାର୍ଡ ଷ୍ଟିକ୍ ଯୋଉ କଥା କହିଲେ, ସେ ଜୀବନର ମାନଦଣ୍ଡ, ହେଲେ ଅନ୍ୟ ମାନଙ୍କର ଜୀବନରେ ମାନଦଣ୍ଡ କିଏ ହେବେ ଯଦି ମନେକର ଗୁରୁ ନାହାନ୍ତି ନା କଣ? ଆଉ ମୁଁ କହିବା କଥା, ମୁଁ ଭୁଲ କରିବି ନା ଠିକ କରିବି ତ ଜାଣିପାରିବିନି ମୋ ଜୀବନର ଯଦି ମାନଦଣ୍ଡ ଯିଏ ନଥିବେ, ତାହେଲେ ସେଇଠି ମୁଁ ଭାବୁଛି ସବୁ କାର୍ଯ୍ୟ ଅବହେଳା କରିବି ବା ବୋକା ହେଇଛି। ତ ବୋକା ନ ହେବା ପାଇଁ, ଅବହେଳା ନ କରିବା ପାଇଁ ମୁଁ ଯଦି ଠିକ ହେବି, କେମିତି ହେବି? ଆଜ୍ଞା, ଦେଖନ୍ତୁ, ଜୀବନରେ ଗୁରୁ ହେଲେ କେନ୍ଦ୍ର। ଗୁରୁ ଯଦି ନାହାନ୍ତି ତାହେଲେ ଜୀବନରେ କେନ୍ଦ୍ର କେହି ନାହାନ୍ତି।
ବୁଝିପାରିଲେ? ଯଦି କେନ୍ଦ୍ର ନାହାନ୍ତି ତାହେଲେ ଜୀବନଟା ବିକେନ୍ଦ୍ରିକ ହବ, ଜୀବନଟା ଛିନ୍ନ ଭିନ୍ନ ହବ, ଖଣ୍ଡିତ ହବ। କାରଣ ଯୋଉ ସମୟରେ ମୁଁ ଯାହାକୁ ପାଇବି, ଯାହାକୁ ମୋର ଆସକ୍ତି ପାଇଁ ହଉ ବା ଦୁର୍ବଳତା ପାଇଁ ହଉ ବା ଯେକୌଣସି କାରଣ ହଉ, କାହା ପ୍ରତି ମୁଁ ଆସକ୍ତ ହେଇ ପଡିବି, ସେ ସ୍ତ୍ରୀ ହେଇପାରେ, ସ୍ୱାମୀ ହେଇପାରେ, ମୋ ଅଫିସରେ ମୋ ଉପରିସ୍ଥ ବସ୍ ହେଇପାରନ୍ତି, କିଏ ବି ହେଇପାରନ୍ତି, ବନ୍ଧୁ ହେଇପାରନ୍ତି। ତେଣୁ ଗୁରୁ ହେଲେ ସୁପିରିୟର। ଅନ୍ୟ ଯୋଉ କେନ୍ଦ୍ର, କାହିଁକିନା ମଣିଷ ତ କେନ୍ଦ୍ରକୁ ଜାବୁଡି ଧରିବ କୌଣସି ନା କୌଣସି ପରିସ୍ଥିତିରେ, କେନ୍ଦ୍ର ହରା ତ ହେଇପାରିବନି। ତେଣୁ କେନ୍ଦ୍ର ଯଦି ଇନଫିରିୟର ହୁଅନ୍ତି ତାହେଲେ ମୋ ଜୀବନଟା ମଧ୍ୟ ଇନଫିରିୟର ହବ, ଏଥିରେ କୌଣସି ସନ୍ଦେହ ନାହିଁ। ବୁଝିପାରିଲେ? ତେଣୁ ମୁଁ କାହାକୁ ମାନି ଚାଲିବି, ଆଜି ଜଣକୁ ମାନି ଚାଲିବି, କାଲି ଜଣକୁ, ମୋର ସୁବିଧା ଅନୁସାରେ, ମୋର ଖିଆଲ ମାଫିକ, ମତେ ସୁହାଇଲା ଭଳି ଯାହାଙ୍କ କଥା ଶୁଣିଲେ ମୋର ପ୍ରବୃତ୍ତିର ମାନେ ପ୍ରବୃତ୍ତିର ଯୋଉ ପ୍ରଲୋଭନ ସେଇଟା ତାର ସାଧନ ହବ, ମୁଁ ସେଇଟାକୁ ଜାବୁଡି ଧରିବି ସେଇ ସମୟରେ। କେତେବେଳେ ମୋ ସ୍ତ୍ରୀକୁ, କେତେବେଳେ ମୋ ପୁଅକୁ, ଝିଅକୁ, କେତେବେଳେ ବନ୍ଧୁକୁ, କେତେବେଳେ ବସ୍କୁ, କେତେବେଳେ ଆଉ କାହାକୁ। ମୁଁ ଦେଖିବି ଯାହାଠୁ ମୋର ସ୍ୱାର୍ଥଟା ହାସଲ ହବ ତାକୁ ମୁଁ ଜାବୁଡି ଧରିବି ସେଇ ସମୟରେ। ତାହେଲେ କଣ ହବ, ବହୁତ ଗୁଡାଏ କେନ୍ଦ୍ର ସୃଷ୍ଟି କରିବି ମୋ ପାଇଁ। ଜୀବନରେ କେନ୍ଦ୍ର ଯଦି ବହୁତ ଗୁଡେ ହୁଅନ୍ତି ତାହେଲେ ଜୀବନଟା ବିକେନ୍ଦ୍ରିକ ହବ। କାହିଁକିନା ଗୋଟେ ସର୍କଲରେ କେବଳ ଗୋଟିଏ ହିଁ ସେଣ୍ଟର ହେଇପାରିବ। ସର୍କଲରେ ବିନ୍ଦୁ ବହୁତ ରହିବେ କିନ୍ତୁ କେନ୍ଦ୍ର ବିନ୍ଦୁ ଗୋଟିଏ। କେନ୍ଦ୍ର ବିନ୍ଦୁ ଯଦି ବହୁତ ହୁଅନ୍ତି ତାହେଲେ ଅଡୁଆ। ଠାକୁର କହୁଛନ୍ତି, ଠାକୁରଙ୍କୁ ପଚାରିଛନ୍ତି ଆମର ସୁଶୀଲ ବସୁଧା, ଯେ ଜୀବନରେ କେନ୍ଦ୍ର ଗୁରୁ ନାହାନ୍ତି, ଏ ଲୋକ ତ ବହୁତ ଉପରକୁ ଯାଇଛନ୍ତି, ବହୁତ ଦେଖାଯାଏ ବଡ ବଡ ଲୋକ। ଠାକୁର କହୁଛନ୍ତି ଯେ ହଁ ସେଟା ଠିକ, ତାଙ୍କର ଉନ୍ନତିଟା ଯେମିତି ତାଙ୍କର ପତନଟା ମଧ୍ୟ ସେମିତି ହବ। ତାଙ୍କର ଯଦି ଉନ୍ନତିଟା ବହୁତ ଗୌରବାନ୍ୱିତ, ତାଙ୍କର ପତନ ମଧ୍ୟ ସେମିତି ହବ। ତେଣୁ ଯାହାର ଜୀବନରେ ଗୁରୁ ନାହାନ୍ତି ତା ଜୀବନଟା ନିଶ୍ଚିତ ଭାବରେ ଆଜି ନହେଲେ କାଲି ଜୀବନରେ ତାର ପତନ ହବ। କାରଣ ତା ଜୀବନଟା ଅଖଣ୍ଡ ଜୀବନ ହେଇପାରିବ, ତା ଜୀବନଟା ଖଣ୍ଡିତ ହବ। କେତେବେଳେ କିଏ ଯୁଆଡେ ଟାଣିବେ, ଯୋଉ ଟାଣଟା ଜୋର ହେଲା ସେଇ ଟାଣରେ ସେ ଢଳି ପଡିବ। ଏମିତି ଏପଟ ସେପଟ ହେଇକି ସେ ଦିନେ ରିଅଲାଇଜ କରିବ ଯେ ମୁଁ ଜୀବନରେ ପାଇଲି କଣ, କଲି କଣ। ହେଲେ ଦାଦା, ଏ ଯୋଉ ଜୀବନରେ ଆଉ ଯୋଉ ପରଫେକ୍ସନ ଟା ବି ପରଫେକ୍ଟ ମଣିଷ ହେଇପାରିବନି। ହେଲେ ମୁଁ କହିବା କଥା, ଯୋଉମାନେ ଆଜି ଗୁରୁଙ୍କୁ ଧରି ନାହାନ୍ତି ବା ଧରିକି ମଧ୍ୟ ମୁଁ କଣ ପରଫେକ୍ଟ ହେଇଯାଇଛି କି, ହେଲେ ତା ମାନେ କଣ, ଠାକୁର ନଥିଲେ ଅନ୍ୟମାନଙ୍କ କେସରେ ମୁଁ ଭାବୁଛି ଯୋଉମାନେ ନେଇଯାଆନ୍ତି ଗୁରୁ ଗ୍ରହଣ କରିଥାନ୍ତି ସେମାନେ ପରଫେକ୍ସନ ନୁହଁ ବୋଲି କହିବା ନା। ତାଙ୍କ ଭିତରେ ଆମ ଭିତରେ ସେ ମାନେ ଯିଏ ଗୁରୁଙ୍କୁ ଧରି ନାହାନ୍ତି ସେ ହୁଏତ ପରଫେକ୍ଟ ହେଇନାହାନ୍ତି, ଆମେ ଗୁରୁଙ୍କୁ ଧରିକି ବି ପରଫେକ୍ଟ ହେଇନାହାନ୍ତି, ଏଇଟା ହେଇପାରେ। କିନ୍ତୁ ଫରକ ଏତିକି ଯେ ଆମେ ପରଫେକ୍ଟ ହେଇନାହାନ୍ତି ବୋଲି ଜାଣିଛନ୍ତି, କିନ୍ତୁ ସେମାନେ କହୁଛନ୍ତି ଆମେ ତ ଠିକ ଅଛୁ। ଏ ଦୁନିଆରେ ସବଜାନ୍ତା ଲୋକ ବହୁତ ଅଛନ୍ତି, ବୁଝେଇଲେ ବି ବୁଝିବେନି। ସେ କହନ୍ତି ଆମେ ଯାହା ଜାଣିଛୁ ଠିକ, ଆମେ ଯାହା କହୁଛୁ ଠିକ, ଆମେ ଯାହା କରୁଛୁ ଠିକ। ଠିକ ନାଇଁ? କଥା ଦାଦା, ଯୋଉ ଝଗଡା ଲାଗନ୍ତି ମାନେ ମୁଁ ସବୁ ହଁ ଜାଣିଛି କହିକି, ମାନେ ସେମାନେ ଆଉ ଭୁଲ ଟାକୁ ଏକ୍ସେପ୍ଟ, ମାନେ ଠିକ ଟା କୋଉଟା ଜାଣନ୍ତିନି, ଭୁଲ ଟାକୁ ଏକ୍ସେପ୍ଟ କରିକି ଗଣ୍ଡଗୋଳ କରନ୍ତି। ସେଇଟା କଣ ତ ପରଫେକ୍ସନ ନୁହଁ ନା କଣ? ସେଟା ପରଫେକ୍ସନ ନୁହେଁ, କିନ୍ତୁ ତାଙ୍କର ଧାରଣା, ବଦ୍ଧମୂଳ ଧାରଣା ହଉଛି ସେଇଟା ପରଫେକ୍ସନ। ହଁ ଜଣେ ମାଙ୍କ ସାଙ୍ଗରେ ମୁଁ କଥା ହଉଥିଲି କିଛି ଦିନ ଆଗରୁ, ତାଙ୍କୁ ଠାକୁରଙ୍କ ସନ୍ତାନ ଚର୍ଯା ବିଷୟରେ କିଛି କହିବାକୁ ଚେଷ୍ଟା କଲି। କାରଣ ମୁଁ ଦେଖିଲି ଯେ ସିଏ ତାଙ୍କ ସନ୍ତାନକୁ ଠିକ ଭାବରେ ଇଏ କରିପାରୁନାହାନ୍ତି, ଲାଳନ ପାଳନ କରିପାରୁନାହାନ୍ତି। କିନ୍ତୁ ସେ ମତେ କିଛି ଶୁଣିବା ପୂର୍ବରୁ କହିଲେ, ଆଜ୍ଞା ନା 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 ନା, ଏମିତି କରିବା ଉଚିତ, ମୁଁ ଯାହା କରୁଛି ଠିକ କରୁଛି, ମୋ ସନ୍ତାନକୁ ଏଇଭଳି ହିଁ ପାଳନ କରିବା ଉଚିତ। ଆଚ୍ଛା, ହୁଏତ ମୋ ସନ୍ତାନକୁ ମୁଁ ସେଭଳି ପାଳନ ନ କରୁଥାଇପାରେ, କିନ୍ତୁ ଠାକୁରଙ୍କୁ ଧରି ଜାଣିଛି ଯେ ଭୁଲ କୋଉଟା ଠିକ କୋଉଟା। କିନ୍ତୁ ତାଙ୍କର ସେତିକି ମଧ୍ୟ ଧାରଣା ନାହିଁ। ଠାକୁର ସେଇଥିପାଇଁ କହିଛନ୍ତି ଯେ ଯିଏ ସତ୍ସଙ୍ଗୀ, ଯିଏ ଦୀକ୍ଷିତ ନୁହେଁ, ସିଏ ତ ହଜାର ଭୁଲ କରୁଥାଇପାରେ, ଯିଏ ଅଧିକ୍ଷିତ ସିଏ ବି ହଜାର ଭୁଲ କରୁଥାଇପାରେ, କିନ୍ତୁ ଯିଏ ଦୀକ୍ଷିତ ସିଏ ବି ହଜାର ଭୁଲ କରୁଥାଇପାରେ। କିନ୍ତୁ ଫରକ ହଉଛି ଏତିକି, ସେଟା ଭୁଲଟା ଧରିପାରେ। ଯଦି ଭୁଲଟା ଧରିପାରେ ତାହେଲେ ଭୁଲଟା ସଂଶୋଧନ ହବାର ସମ୍ଭାବନା ଅଛି। ଯେ ଭୁଲଟା ଧରି ହିଁ ପାରେ ନା ଆଦୌ, ସାରା ଜୀବନ ତାର ଭୁଲଟା ସଂଶୋଧନ ହେଇପାରିବ ନାହିଁ। ଆଜ୍ଞା ଆପଣ କଣ କହୁଛନ୍ତି? ହଁ ଦାଦା, ଠିକ କଥା, ବହୁତ ବଢିଆ ଆମେ କହିଲେ। ସଂସାରରେ ଏଇଟା ଦେଖୁଛୁ। ଠାକୁରଙ୍କୁ ଜଣେ ହଁ କହୁଛନ୍ତି ଯେ ଆଜ୍ଞା ଦୁନିଆରେ ସମସ୍ତେ ସବଜାନ୍ତା, ଆମେ କଣ କହିବୁ କାହାକୁ? ସବଜାନ୍ତା ଆଜ୍ଞା ବହୁତ ଅଛନ୍ତି। ଠାକୁର କହିଲେ ସବଜାନ୍ତା ହବା ଅପେକ୍ଷା ଏକ ଜାନ୍ତା ହବା ଭଲ। ଯୋଉ ଏକ କୁ ଜାଣିଲେ ସବୁ ଜାଣି ହୁଏ, ସେ ଏକ କୁ ଜାଣିବାଟା ଭଲ।
କିନ୍ତୁ ଆମେ ଏକଜାନତା ହବା ପାଇଁ କେହି ଚାହୁଁନାହାନ୍ତି ସେଟା ସମସ୍ୟାଟା ହଉଛି ସେଇଠି। ବହୁତ ବଢିଆ ଦାଦା, ଏତେ ସୁନ୍ଦର ଟପିକ, ମାନେ ବହୁତ ବଢିଆ ଦାଦା। ଜୟ ଗୁରୁ, ଧନ୍ୟବାଦ ଦାଦା। ଜୟ ଗୁରୁ ବିଜୟ ଦାଦା ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ ଆଜି ଜୟ ଗୁରୁ। ନାହାନ୍ତି, ସୁଭାଷ ଦାଦାଜୀ କୁଆଡେ ପଳେଇଛନ୍ତି? ଅଛନ୍ତି ଅଛନ୍ତି ସେ କାମରେ ଅଛନ୍ତି। ଜୟ ବ୍ୟସ୍ତ ଗୁରୁ ଦାଦା, ଅଛନ୍ତି ଜୟ ଗୁରୁ। ହଁ ବ୍ୟସ୍ତ ଅଛନ୍ତି। ନାଇଁ ବୁଝିପାରିଲେ ତ ନା ରହିଲା? ହଉ ଠିକ ଅଛି। ନେକ୍ସଟ ନର୍ମଦା ନାୟକ ମା। ନର୍ମଦା ନାୟକ, ନର୍ମଦା ନାୟକ ମା। ହ୍ୟାଲୋ ନର୍ମଦା ନାୟକ, କଟିଗଲେ ନର୍ମଦା ନାୟକ। ହଉ ଠିକ ଅଛି। କଳ୍ପନା ମହାପାତ୍ର, କଳ୍ପନା କଳ୍ପନା ମହାପାତ୍ର। ହ୍ୟାଲୋ କଳ୍ପନା ମହାପାତ୍ର। ନର୍ମଦା ନାୟକ ଆଉ ଥରେ ହାତ ଦେଇକି ଆସନ୍ତୁ। ନର୍ମଦା ନାୟକ, କଳ୍ପନା ମହାପାତ୍ର କୁହନ୍ତୁ ବର୍ତ୍ତମାନ। ହ୍ୟାଲୋ ଦାଦା, ଜୟଗୁରୁ, ପ୍ରଣାମ। ଜୟ ଗୁରୁ। ଦାଦା ଆଉ ଆକ୍ଚୁଆଲି ମୋ ଝିଅ ନା ବାଙ୍ଗାଲୋରରେ ପଢୁଛି, ମାନେ ବିଏସସି ଇକୋନୋମିକ୍ସ ରେ କରୁଛି, ବିଏସସି ଇକୋନୋମିକ୍ସ ମ୍ୟାଥମେଟିକ୍ସ। ତ ସେ ରହୁଛି ହଷ୍ଟେଲରେ। ତ ସେ ଟିକେ ଚାହୁଁଛି କେତେବେଳେ ସତ୍ସଙ୍ଗ ବିହାର ଯିବ, ଯୋଉ ବାଙ୍ଗାଲୋର ସତ୍ସଙ୍ଗ ବିହାର ଟିକେ ଦୂର ହଉଛି ତ ଯାଇପାରୁନି। ପାଖରେ ଟିକେ ସୁବିଧା ଥାନ୍ତା, ଟିକେ ଯାଇପାରନ୍ତା। ସେ ଦାଦା କୋଉ ଏରିଆରେ ଆଜ୍ଞା ସେ ପଚାରୁଥିଲି। ରହୁଛି ଆପଣଙ୍କ ଝିଅ? ସେ ରହୁଛି ବସନ୍ତ ନଗର, ମାଉଣ୍ଟ କାର୍ମେଲ କଲେଜରେ ପଢୁଛି। ଆଚ୍ଛା ଆଚ୍ଛା, ତାହେଲେ ସେପଟ ଏରିଆରେ ଯେ ଗୁରୁ ଭାଇ ଅଛନ୍ତି ତାଙ୍କ ସାଙ୍ଗେ ପରିଚୟ କରେଇଦେବି। କେମିତି ସୁଭାଷ ଭାଇଙ୍କ ଆଜ୍ଞା ଦାଦା, ମାଧ୍ୟମରେ ଯୋଗାଯୋଗ କଲେ ମୁଁ ଆପଣଙ୍କୁ ଆଜ୍ଞା ସେପଟ ଗୁରୁ ଭାଇଙ୍କ ସାଙ୍ଗରେ ପରିଚୟ କରେଇଦେବି ଝିଅ ଝିଅ ସାଙ୍ଗେ। ଆଜ୍ଞା। ଆଉ ଟିକେ ଫ୍ରାଇଡେ ଟିକେ ଖାଇବାକୁ ତାର ଟିକେ ଅସୁବିଧା ହଉଛି, କହୁଛି ପାଖାପାଖି କିଏ ଗୁରୁମା ଗୁରୁ ଦାଦା କିଏ ଥାନ୍ତେ, ଫ୍ରାଇଡେ ଟା ଟିକେ ଖାଇପାରନ୍ତା, ଇଏ କରନ୍ତା, ଟିକେ ଅସୁବିଧା ହଉଛି ହଷ୍ଟେଲରେ। ଏମିତି ମଗେଇ ମାଗେଇ ଏମିତି କଣ କଣ ଖାଉଛି ନହେଲେ ଟିକେ ଦିଅ। ଆଚ୍ଛା, ସେ ସେ ଲୋକାଲ ଆକ୍ଚୁଆଲି ଗୁରୁ ଆମ ଭାଇଙ୍କ ଘରେ ସାଙ୍ଗେ ତ କଥାବାର୍ତ୍ତା ବିନା ହେଲା ପିଆଜ ରସୁଣ। ପରେ ଆଜ୍ଞା ଦେଖିବ ଯୋଉଠି ସୁବିଧା ହବ, ଯଦି କିଛି ସାହାଯ୍ୟ ମିଳିପାରିଲା କାହାଠୁ। ଆଜ୍ଞା ଦାଦା, ଆମର ତ ଏଠି ଘରେ ସେ ବିନା ପିଆଜ ରସୁଣ ଖାଉଥିଲା, କିନ୍ତୁ ସେଠି ତ ବାଧ୍ୟ ଖାଇବା ପାଇଁ ପିଆଜ ରସୁଣ। ଆଉ କିଛି ମିଳୁନି, ମାନେ ସେ ବାଙ୍ଗାଲୋରରେ ସେ ଜାଗା ଯୋଉଠି ରହୁଛି ସେ କଣ ହଷ୍ଟେଲରେ। ସ୍ୱସ୍ତୟନୀ ନେଇଛି ଝିଅ? ସ୍ୱସ୍ତୟନୀ ନେଇନାହାନ୍ତି, କିନ୍ତୁ ଆମ ସବୁ ସ୍ୱସ୍ତୟନୀ ମାନେ ହୁଁ। ଶାଶୁ ଶ୍ୱଶୁର ଆମେ ସବୁ ସ୍ୱସ୍ତୟନୀ, ତ ସେଥିପାଇଁ ଘରେ ଆଇଁଷ ପିଆଜ ରସୁଣ ହୁଏନି। ସେମାନେ ଆଚ୍ଛା ଆଇଁଷ ଆଚ୍ଛା ତ ଖାଆନ୍ତିନି, ଏଇ ପିଆଜ ରସୁଣ ଯୋଉ ବାହାରେ ଏବେ ଖାଇବାକୁ ବାଧ୍ୟ ହଉଛନ୍ତି, ଆଉ ସାଧା ଖାଉଥିଲେ ସ୍ୱସ୍ତୟନୀ ଦିଆଯାଇ ନାହିଁ। ଆଚ୍ଛା, କିନ୍ତୁ ସାଧା ଦେଖନ୍ତୁ ଖାଆନ୍ତି ମାନେ ସେମାନେ। ସେଇଠି ଗୁରୁ ଭାଇ, ମୁଁ ତ ସେଇ ଏରିଆ ବିଷୟରେ ମାନେ ସମସ୍ତଙ୍କୁ ଚିହ୍ନିନି, ଜଣେ ଜଣଙ୍କୁ ଜାଣିଛି ସେଇ ଏରିଆର। ତାଙ୍କ ସାଙ୍ଗେ ଆଜ୍ଞା ପରିଚୟ କରିଦେଲା ପରେ ଯଦି କିଏ ଜଣାଶୁଣା ବାହାରନ୍ତି, ଆଜ୍ଞା ଯଦି 2-3ଟି ଝିଅ ଏକାଠି ମିଶିକି ରହିପାରିଲେ, ମାନେ ଗୁରୁ ଭାଇ ଝିଅ କି କଣ, ଯଦି ସେମାନେ କିଛି ରୋଷେଇବାସ କରିପାରିଲେ, ଯଦି ସେମିତି କିଛି ହେଲା ହଁ, ଝିଅ ତ ଦାଦା ରୋଷେଇ ତାହେଲେ ସବୁ ଜାଣିଛି, ସବୁ ଜାଣିଛି। ସେ କହୁଛି ମୁଁ ଏବେ ଫ୍ଲାଟ ରହିବି। ମୁଁ କହିଲି ନା ନା, ତୁ ଫ୍ଲାଟ ଛୋଟ ପିଲା, ଫ୍ଲାଟ ରହନି, ସେଇ ହଷ୍ଟେଲରେ ରହ ଏବେ। ଫାଷ୍ଟ ଯାଇଛୁ, ଫ୍ଲାଟରେ ଅସୁବିଧା ସୁବିଧା କିଏ ଦାୟିତ୍ୱ ନବ? ହଷ୍ଟେଲରେ ହଁ ରହ। ସେ କହୁଛି ମୁଁ ନିଜେ ରୋଷେଇ କରି ଖାଇବି, ଫ୍ଲାଟରେ ରହିବି, ଏମିତି ସେ କହୁଛି। କିନ୍ତୁ ଆମେ ଛୋଟଟା ନା, +2 +3 ଜଷ୍ଟ ମାନେ ବର୍ଷେ ହେଲା ଆଡମିସନ ହେଲା, ସେକେଣ୍ଡ ଇୟର ତାର ହେଲା। ତ ଆଚ୍ଛା ଆଚ୍ଛା ସେଥିପାଇଁ ଆମେ କହୁଛୁ ନାଇଁ, ଫ୍ଲାଟରେ ରହନି। ଏମିତି ସେ ହଷ୍ଟେଲରେ ପାଖାପାଖି ସେଇଠି ପିଜି ଅଛି, ପିଜିରେ ରହୁଛି ଆଉ। ଆଚ୍ଛା ଆଚ୍ଛା, ଆଜ୍ଞା। ତାହେଲେ ସେଇଟା ଦେଖିବା, କାହା ସାଙ୍ଗେ କନେକ୍ସନ କରେଇଲା ପରେ ଯଦି କିଛି ସେଠି ମିଳିଲା, ଲୋକାଲ ଗୁରୁ ଭାଇ ସାଙ୍ଗରେ ଯୋଗାଯୋଗ କଲେ ଯଦି କିଛି ସୁବିଧା ହେଇପାରିଲା। ଆଜ୍ଞା ଆଜ୍ଞା ଦାଦା। ମନ୍ଦିରଠୁ ଆକ୍ଚୁଆଲି ବହୁତ ଦୂର ସେ ଜାଗା ହଁ, ଯୋଉଟା ସେ ଝିଅ ସବୁବେଳେ ରହୁଛି। ଦେଖୁଛି, କହୁଛି ବୋଉ ଏତେ ତେଣୁ ଦୂର। ମୁଁ କହିଲି ମା ଯା ଟିକେ, ହଁ ଠାକୁରଙ୍କ ପାଖକୁ ଯା, ଏକା ରହୁଛୁ, ଯା ଟିକେ। ଆଉ ଆମେ ତ ଯିବା ଏତେ ପସିବୁଲ ନୁହଁ, ଏତେ ଯିବା ଆସିବା ବହୁତ ଖର୍ଚ୍ଚ ନା, ସବୁବେଳେ କିଏ ଯାଇପାରିବୁ, ଯାଇପାରୁନି। ସିଏ ଯାହା ଆଜ୍ଞା ଆସୁଛି ତାର ଯିବା ଆସିବା, ସିଏ ଏକା ନା। ଆଉ ଗୋଟେ ଝିଅ ଅଛି ଭୁବନେଶ୍ୱରରେ, ସିଏ ବି ହଁ, 2 ଜଣ ଯାଉଛନ୍ତି ମିଶିକିରି, ପୁଣି ମିଶିକି ଆସୁଛନ୍ତି ଆଉ। ସେଇ ଗୋଟେ କଲେଜରେ ପଢୁଛନ୍ତି ତ, ଆଚ୍ଛା ଆଚ୍ଛା। 2 ଜଣ ଯାଉଛନ୍ତି ମିଶିକିରି, ପୁଣି ମିଶିକିରି ଆସୁଛନ୍ତି। ଆପଣ ଟିକେ ମୋତେ ସୁଭାଷ ଭାଇ ଥ୍ରୁରେ ଯୋଗାଯୋଗ କରିଦେଲେ, ମୁଁ ସେଇ ଏରିଆର ମତେ ଟିକେ ଡିଟେଲ କୋଉ ଏରିଆ କଣ ରହୁଛି ଏକ୍ଜାକ୍ଟଲି ମତେ ପଠେଇବେ, ମୁଁ ଆଜ୍ଞା କହିଦେବି କିଏ କଣ ଅଛନ୍ତି। ମୁଁ ଆଜ୍ଞା ଆଉ ଆଜ୍ଞା ଦାଦା। ଆଜ୍ଞା କଳ୍ପନା ମା, ଆପଣ ତା ନମ୍ବର ଦେଇଦେବେ, ସୁଭାଷ ଆଜ୍ଞା ଭାଇଙ୍କ ଥ୍ରୁରେ କଥାବାର୍ତ୍ତା ଅନ୍ୟ ସମୟରେ ହେଇଯିବେ। ହେଲା, ଆଜ୍ଞା ଆଜ୍ଞା ଠିକ ଦାଦା, ଅଛି। ଧନ୍ୟବାଦ ଦାଦା। ହଁ, ହେଲେ ଧନ୍ୟବାଦ, ଜୟ ଭରସା କରିବେ। ହେଲା ଠିକ ଅଛି। ହଁ, ଆଜ୍ଞା ଆଜ୍ଞା ହେଲା, ଆପଣ ବି ଝିଅକୁ କହିଦେବେ, ଏମିତି ଆମର ସୂର୍ଯ୍ୟ ଭାଇ ଆସିଥିଲେ, ଆଉ ସେ ଯୋଗାଯୋଗ ତୁମ ସାଙ୍ଗରେ କରିବେ। ହେଲା, ଏମିତି କହିଦେବେ। ହେଲା, ଆଜ୍ଞା ହଁ। ଆଜ୍ଞା ଦାଦା, ଜୟ ଗୁରୁ। ନା ପ୍ରଶ୍ନ କଣ ଅଛି ଆଜିର ବିଷୟବସ୍ତୁ ଉପରେ? ଆପଣଙ୍କର ଆଜିର ବିଷୟବସ୍ତୁ ଉପରେ ପ୍ରଶ୍ନ କଣ ଅଛି କି? ହ୍ୟାଲୋ, କଳ୍ପନା ମା। ଆଉ ଯାଉ ଛାଡ଼ନ୍ତୁ। ଆଉ ନର୍ମଦା ନାୟକ ମା, ନର୍ମଦା ନାୟକ ମା ଅଡିଓ ଖୋଲନ୍ତୁ। ନର୍ମଦା ନାୟକ, ହ୍ୟାଲୋ, ଆପଣ ନର୍ମଦା ଆଜ୍ଞା ଦାଦା, ନାୟକ, ଦାଦା ଜୟଗୁରୁ, ଜୟ ଗୁରୁ। ପ୍ରଣାମ। ହଁ, ଉପସ୍ଥିତ ସମସ୍ତଙ୍କୁ ଜୟ ଗୁରୁ, ଜୟଗୁରୁ। ଜୟ ଗୁରୁ। ଦାଦା, ଆଲୋଚନା ଶୁଣି ତ ଏତେ ଜୀବନ ପାଇଁ ଉପଦେଶ ଯେ, ମାନେ ସ୍ପିଚଲେସ୍। ଦାଦାଙ୍କୁ କଣ ଧନ୍ୟବାଦ ଜଣେଇବି।
ତାଙ୍କ ଦାଦାଙ୍କର ଯୋଉ ପିତୃମାତୃ ଭକ୍ତି ସେ ଆମ ପାଇଁ ବହୁତ ମାନେ ଏତେ ମାନେ ସେଟା କହି ହଉନି। ତ ଦାଦା ମୋର କ୍ୱେଶ୍ଚିନ୍, ଦାଦା ଯୋଉ 26 ପଏଣ୍ଟ ଦେଲେ ଠାକୁରଙ୍କ ଇଏରେ, ତ ରାମଚନ୍ଦ୍ର କିମ୍ବା କୃଷ୍ଣଙ୍କର ଏଇ ସବୁ ରହିଥିଲା କି କ୍ୟାରେକ୍ଟର ଫୁଲ୍ ଏସବୁ ଥିଲା କି ନାହିଁ ସେ ଜାଣିବାକୁ ଚାହୁଁଛି। ହଉ ଠିକ ଅଛି, ହଉ ସୂର୍ଯ୍ୟ ଭାଇ କୁହନ୍ତୁ। ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଏଇ ସବୁ ଗୁଣ ଅଛି। ଯୋଉ ଗୁଣ ଗୁଡିକ ମୁଁ ଆଜି କହିଲି ସେ ପୁରୁଷୋତ୍ତମଙ୍କର ଏସବୁ ଗୁଣ ବା ଆମେ ଆଉ ତାଙ୍କ ବିଷୟରେ ଆମେ କଣ କହିପାରିବା। ମାନେ ଯାହା ଆଜି ବିଜୟଦା କହୁଥିଲେ ସେ ଗୁଣାତୀତ, ସେ ନିର୍ଗୁଣ, ସବୁ ଗୁଣର ସମାହାର ତାଙ୍କ ଭିତରେ। ତେଣୁ ପୁରୁଷୋତ୍ତମ ଯେତେବେଳେ ଆସନ୍ତି ସବୁ ଗୁଣ ତାଙ୍କ ଭିତରେ ଥାଏ। କେତେଟା ମ୍ୟାନିଫେଷ୍ଟ ହୁଏ ସେଇ ଯୁଗ ଅନୁସାରେ ସେ ଅନୁସାରେ ସେ କରନ୍ତି। ଯେମିତି ରାମଚନ୍ଦ୍ର ଯେତେବେଳେ ଆସିଥିଲେ ସିଏ ଗୋଟେ ମାନେ ତାଙ୍କ ଭିତରେ ଗୋଟେ ଯୁଦ୍ଧ କରିବାର ଯୋଉ ସାମର୍ଥ୍ୟ ବା ଗୁଣାବଳୀ ସେଇଟା ସେ ପ୍ରଦର୍ଶିତ କରିଥିଲେ। ହୁଏତ ଠାକୁର ବି ସେଟା ପାରନ୍ତେ, କିନ୍ତୁ ଏଇ ଯୁଗର ମାନେ ରିକ୍ୱାରମେଣ୍ଟ ବା ଆବଶ୍ୟକତା ସେଟା ନୁହେଁ। ତେଣୁ ପ୍ରଭୁ ରାମଚନ୍ଦ୍ରକୁ ନିଜେ ଯୋଦ୍ଧା ହେଇକି ଯୁଦ୍ଧ କ୍ଷେତ୍ରରେ ଓହ୍ଲେଇବାକୁ ପଡିଥିଲା। ତେଣୁ ସବୁ ଗୁଣ ଗୁଡିକ ତାଙ୍କ ଭିତରେ ଥାଏ, କାରଣ ଗୁଣର ତ ଉତ୍ସ ବି ସିଏ ନା। ଆମେ ତାଙ୍କୁ କଣ ତାଙ୍କର ଗୁଣ ବର୍ଣ୍ଣନା କରିବା। ଯୋଉ ଗୁଣ କଥା ପାଇଁ ଗୁଣ ବଖାଣୁଛନ୍ତି ସେ ଗୁଣର ଉତ୍ସ ବି ସିଏ। ସେ ଗୁଣାତୀତ, ଗୁଣାତୀତ ଏଇଥିପାଇଁ ସେ ଗୁଣ ଦ୍ଵାରା ବାନ୍ଧି ହେଇକି ରହିନାହାନ୍ତି। ସବୁ ଗୁଣ ଗୁଡାକ ମଧ୍ୟ ତାଙ୍କର ସୃଷ୍ଟି। କ୍ଷମା କରିବେ। ତେଣୁ ମୋ କହିବା କଥା ହଉଛି ଯେ ସବୁ ଗୁଣ ସବୁ ପୁରୁଷୋତ୍ତମଙ୍କ ଭିତରେ ଥାଏ। ପ୍ରଦର୍ଶନ କଣ କରନ୍ତି, କେତେଟା ମ୍ୟାନିଫେଷ୍ଟ କରନ୍ତି ସେଇ ଯୁଗର ଆବଶ୍ୟକତା ଅନୁସାରେ। ତେଣୁ ଠାକୁରଙ୍କ ଭିତରେ ଯାହା ଅଛି, ରାମକୃଷ୍ଣ ଭିତରେ ବି ସେୟା ଥିଲା, ରାମଚନ୍ଦ୍ର ଭିତରେ ବି ସେୟା ଥିଲା। କିନ୍ତୁ ଏଇ ଯୁଗର ଆବଶ୍ୟକତା ଅନୁସାରେ ଯୋଉ ଗୁଣ ଗୁଡିକ ବିଶେଷ ଭାବରେ ଡେମନଷ୍ଟ୍ରେଟେଡ ହେଇଛି ବା ପ୍ରଦର୍ଶିତ ହେଇଛି, ସେଇଟା ଆମେ ଆମ ନଜରରେ ଦେଖିବାକୁ ମିଳେ। ବୁଝିଲେ ମା? ଦାଦା ଜଣେ ଠାକୁରଙ୍କ ବିଷୟରେ କିନ୍ତୁ ଆଲୋଚନା କରିପାରିବା। ମୁଁ ଏ ଯୋଉ କହିଲି କି ଠାକୁରଙ୍କ ସହିତ ଆମେ ଯିଏ ଟ୍ୟୁନ୍ ରହିବ, ସବୁ ଠାକୁର ହିଁ ଆମକୁ ସେ ରକ୍ଷା କରିଥାନ୍ତି। କିନ୍ତୁ ତାଙ୍କର ଡାକ ସମସ୍ତଙ୍କ ପାଇଁ ରହିଥାଏ, କିନ୍ତୁ ଡାକରା ଦିଅନ୍ତି, କିନ୍ତୁ ସମସ୍ତେ ଆମେ ସେଟାକୁ ଶୁଣି ପାରୁନା। ଆମେ ଯେହେତୁ ଆମେ ତାଙ୍କ ସହିତ କନେକ୍ଟ ନଥାଉ, ଆଉ ଯୋଉମାନେ ବି ଥାଆନ୍ତି ସେମାନେ ହିଁ ଜାଣିପାରନ୍ତି। ତ ସେ କହିଲେ କି ଯୋଉମାନେ କୃଷ୍ଣଙ୍କୁ ଆଉ କେବଳ ପୁରୁଷୋତ୍ତମ ଧରନ୍ତୁ, ଅନୁଚନ୍ଦ୍ରଙ୍କୁ ନ ଧରିକି କୃଷ୍ଣଙ୍କୁ କି ରାମକୁ ଧରିଛନ୍ତି ବିଶ୍ୱାସ କରି, ସେମାନେ କଣ ସେଟା ଶୋଭାଯିବନି? ଯେ ଏଟା କେମିତି କଣ ଏଇଆ ଟିକେ କୁହନ୍ତୁ ଟିକେ। ଦେଖନ୍ତୁ ଶୋଭା ଜୀବନି ସେ କଥା ନୁହେଁ। ଯିଏ ଆକୁଳ ଭାବରେ ଈଶ୍ୱରଙ୍କୁ ଡାକେ, ଈଶ୍ୱର ତାଙ୍କ କଥା ଶୁଣନ୍ତି। ବୁଝିଲେ? ଆଉ ଠାକୁର ହଉଛନ୍ତି, ମାନେ ଆମେ କୃଷ୍ଣଙ୍କୁ, ରାମଙ୍କୁ, ମାନେ ଚୈତନ୍ୟ ମହାପ୍ରଭୁଙ୍କୁ ଠାକୁର ଅନୁକୂଳ ଚନ୍ଦ୍ର କାହିଁକି ଡାକନ୍ତି? ଆମେ ଯେ ଈଶ୍ୱର ସତ୍ତାଟାକୁ ଅନୁଭବ କରିବା ଆମ ପାଖରେ ସମ୍ଭବ ନୁହେଁ। ଅନନ୍ତ ଅସୀମ ଈଶ୍ୱରକୁ ଧରିବା ସମ୍ଭବ ନୁହେଁ। ଆମେ ତାଙ୍କର ଯେ ସାକାର ମୂର୍ତ୍ତି ତାଙ୍କୁ ଡାକନ୍ତି। ସାକାର ମୂର୍ତ୍ତି ହଉଛନ୍ତି ଯେତେବେଳେ ମଣିଷ ଶରୀର ନେଇ ଯେତେବେଳେ ସେ ଆସନ୍ତି, ନିଜ ସ୍ୱୟଂ ପୁରୁଷୋତ୍ତମ ବା ଅବତାର ଭାବରେ ଆସନ୍ତି, ତାଙ୍କୁ ଆମେ ଗୁରୁ ଭାବରେ ଗ୍ରହଣ କରନ୍ତି। ତାଙ୍କ ସାଙ୍ଗରେ ଗୋଟେ ସମ୍ପର୍କ ସ୍ଥାପନା କରନ୍ତି ସଦୀକ୍ଷା ମାଧ୍ୟମରେ। ବୁଝିପାରିଲେ? ଠାକୁର ସମସ୍ତଙ୍କ ଡାକ ଶୁଣନ୍ତି, କିନ୍ତୁ ଉଦ୍ଧାର କିଏ ପାଏ? ଯିଏ ତାଙ୍କ ସହିତ ଯୁକ୍ତ ହେଇଥାଏ। ନାଇଁ, ଆମେ ସେଇ ଘଟଣାଟା ଶୁଣିଥିବେ ଯେ ଟ୍ରେନରେ ଯାତ୍ରା କରୁଥିଲେ, ସେଇ ଗୁରୁ ଭାଇ ଜଣକ ହଠାତ୍ ଶୁଣିଲେ ଯେ ଓହ୍ଲେଇ ପଡ, ସେ ଓହ୍ଲେଇ ଆସିଲେ। ପରବର୍ତ୍ତୀ ତା ସମୟରେ ଟ୍ରେନ ଆକ୍ସିଡେଣ୍ଟ ହେଇଛି, ସେ ବଞ୍ଚି ଯାଇଛନ୍ତି। ଆଚ୍ଛା, କୃଷ୍ଣ ହୁଅନ୍ତୁ, ଠାକୁର ଅନୁକୂଳ ଚନ୍ଦ୍ର ହୁଅନ୍ତୁ, ରାମଚନ୍ଦ୍ର ହୁଅନ୍ତୁ, ଯିଏ ବି ହୁଅନ୍ତୁ, କଥା ହଉଛି ସିଏ ତ କେବେ ଚାହିଁବେନି କୌଣସି ମଣିଷକୁ ମାରିବା ପାଇଁ, ସେ ଚାହାନ୍ତି ବଞ୍ଚେଇବା ପାଇଁ। କିନ୍ତୁ ବଞ୍ଚିପାରେ ସିଏ ଯିଏ ତାଙ୍କ ସହିତ ଯୁକ୍ତ ହେଇଥାଏ। ଯୁକ୍ତ କିଏ? ଯୁକ୍ତ ହେବା ପାଇଁ ମାଧ୍ୟମ ହେଲା ଦୀକ୍ଷା। ଦୀକ୍ଷା ମାଧ୍ୟମରେ କଣ ହୁଏ? ଆମେ ତ ଗୁରୁ ରୂପେ ସ୍ୱୀକାର କରନ୍ତି। ତେଣୁ ବର୍ତ୍ତମାନ ଆମେ ଗୁରୁ ରୂପରେ କାହାକୁ ସ୍ୱୀକାର କରୁଛନ୍ତି? ଆମେ ସେ ଠାକୁରଙ୍କୁ ସ୍ୱୀକାର କରୁଛନ୍ତି। ଯିଏ କୃଷ୍ଣଙ୍କୁ ଡାକୁଛନ୍ତି, ସିଏ କୃଷ୍ଣଙ୍କୁ ଖାଲି ଡାକିଲେ ତ ହବନି, ସିଏ ଗୋଟେ ମନ୍ଦିରର ମୂର୍ତ୍ତି ଭାବରେ ଯେ କୃଷ୍ଣଙ୍କୁ ଡାକିବେ, ତାର କୌଣସି ଫଳ ମିଳିବ ନାହିଁ। କୃଷ୍ଣଙ୍କ ସାଙ୍ଗେ କିଭଳି ଭାବରେ ଯୁକ୍ତ ହେଇଛନ୍ତି ସେଇଟା ହଉଛି ପ୍ରଶ୍ନ। ତେଣୁ ଈଶ୍ୱରଙ୍କର ଯିଏ ସାକାର ମୂର୍ତ୍ତି ଗୁରୁ, ତାଙ୍କ ସାଙ୍ଗରେ ଯୁକ୍ତ ହେବାକୁ ପଡେ ଦୀକ୍ଷା ମାଧ୍ୟମରେ, ଏବଂ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ହୁଏ। ତାହେଲେ ମଣିଷ ରକ୍ଷା ପାଇପାରେ। ତାଙ୍କ ଡାକ ସେ ସବୁବେଳେ ଶୁଣନ୍ତି, ଶୁଣିଲେ ମଧ୍ୟ ସେ କିଛି କରିପାରନ୍ତିନି, ସେ ନାଚାର, କାରଣ ମଣିଷ ଯୁକ୍ତ ହେଇନଥାଏ ତାଙ୍କ ସାଙ୍ଗରେ। ଯେମିତି ସେଦିନ ଶହ ଶହ ଲୋକ ଟ୍ରେନ ଆକ୍ସିଡେଣ୍ଟ। ମୁଁ ଟିକେ ପଦ କହିଦିଏ ସୂର୍ଯ୍ୟ ଭାଇ, ଆଜ୍ଞା ଯେ କୁହନ୍ତୁ। ଯୋଉ ରାମଚନ୍ଦ୍ର ହୁଅନ୍ତୁ, କୃଷ୍ଣଚନ୍ଦ୍ର ହଉ,
ତାଙ୍କ ଡିଜିଟାଲ ମୋବାଇଲ ନମ୍ବର ଆମ ପାଖରେ ଅଛି କଣ ନାହିଁ। ତାଙ୍କର ନାମ ଯୋଉ ଯୋଗ ହେଇଛନ୍ତି ବୋଲି କହିଲେ ତା ନାହିଁ ନମ୍ବର 1। ନମ୍ବର 2 ହଉଛି ବର୍ତ୍ତମାନ ଯେ ଅଛନ୍ତି ତାଙ୍କର ଡିଜିଟାଲ ନା ଆମେ ହଉଛି ସତନାମ। ତାଙ୍କର ଡିଜିଟାଲ ମୋବାଇଲ ନମ୍ବର ହଉଛି ସତନାମ। ତେଣୁ ଏଇଟା ତ ସେ ପାଇନାହାନ୍ତି, ତାକୁ ଶୁଭିବ କେମିତି? ନମ୍ବର ମୋବାଇଲ ଅଛି ଆପଣ ଠିକ ଅଛି, ଆପଣ ଡାକି ପାରିବେ, ଏଇଟା ବି ଠିକ, କିନ୍ତୁ ଡିଜିଟାଲ ନମ୍ବର ଆପଣ ଜାଣିନାହାନ୍ତି। ତେଣୁ ଯିଏ ସତନାମ ନ ନେଇଛି ସେ କେମିତି ଠାକୁରଙ୍କ କଥା ଶୁଣିପାରିବ? ଶୁଣିପାରିବ ନାହିଁ। ତାଙ୍କ ପାଇଁ ଠାକୁର ଡାକୁଛନ୍ତି, ସମସ୍ତଙ୍କ ପାଇଁ ଠାକୁର ଡାକିଛନ୍ତି, କିନ୍ତୁ ଯୋଉମାନଙ୍କ କାନ ଖୋଲା ଅର୍ଥାତ ଯୋଉମାନେ ସତନାମ ନେଇଛନ୍ତି, କପି ଫରୱାର୍ଡ କରିଦିଆଗଲା। ଯିଏ ଗ୍ରୁପରେ ଅଛନ୍ତି ସେ ପାଇଗଲେ, ଯେ ଗ୍ରୁପରେ ବାହାରି ନାହାନ୍ତି, ସେ ଗ୍ରୁପରେ ଆଡିସନ ହେଇନାହାନ୍ତି, ଆଡମିନ ହବା ଦରକାର। ତେଣୁ ଆଉ ଯୋଉ ଆମେ ଭାବୁଛେ ଯେ ଆମେ ଶ୍ରୀକୃଷ୍ଣଙ୍କ ସାଙ୍ଗରେ ଆଟାଚ ଅଛୁ, ଶ୍ରୀକୃଷ୍ଣଙ୍କର ଧାରା କୋଉଠି ଅଛି? ଶ୍ରୀକୃଷ୍ଣଙ୍କର ଧାରାଟା ଆମ ପାଖକୁ ଆସିଛି ନା ଆମେ ମନ ଇଚ୍ଛା ଗୋଟେ ଶ୍ରୀକୃଷ୍ଣଙ୍କୁ ଧରି ଦେଇଛୁ, ଗୋଟେ ଫଟୋ ରଖିଦେଇକି ଭାବୁଛୁ ଆମେ ଶ୍ରୀକୃଷ୍ଣଙ୍କୁ ପୂଜା କଲୁ। ତାଙ୍କର କୋଉ ଆସୋସିଏସନ ଆପଣଙ୍କୁ ମାନେ ମୋଟିଭେସନ ଦେଲା, କୋଉ ନାମଟା ଦେଲା? ଯଦି ଆପଣଙ୍କ ତାଙ୍କ ଧାରା ଚ୍ୟାନେଲଟା ଠିକ ଥାଏ, ଶ୍ରୀକୃଷ୍ଣଙ୍କର ଧାରାଟା ଯଦି ଚ୍ୟାନେଲଟା ଠିକ ଥାଏ, ସିଏ ଯେତେବେଳେ ଥିଲେ ସିଏ ଯାହାକୁ ଦାୟିତ୍ୱ ଦେଇଗଲେ, ତାଙ୍କଠାରୁ ଯିଏ ଦାୟିତ୍ୱ ନେଲା, ପରବର୍ତ୍ତୀ 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 ଏମିତି ହିସାବରେ ଚ୍ୟାନେଲଟା ଯଦି ଠିକ ଥାଏ, ସେଇ ଚ୍ୟାନେଲ ଯଦି ଆପଣ ଜଏନ କରିଥାନ୍ତି, ସ୍ରୋତ ଆସିବ। କେନାଲ ଯୋଉ ହଉଛି ସେ ଯୋଡା ହେଇକି ବଡ ବଡ କେନାଲ ସହିତ ହେଇକି ନଦୀରେ ପହଞ୍ଚି ପାଣି ସେ ଜଳ ସ୍ରୋତ ସହିତ ସେ କନେକ୍ଟେଡ। ଯେତେ ଲମ୍ବା ହଉ, ଯେତେ ଅଞ୍ଚଳକୁ ଯାଉ, ପାଣି ଛଡା ଯାଉଛି ମାନେ ସମସ୍ତଙ୍କ ଅଞ୍ଚଳକୁ ଯିବ। କେନାଲ କରାହେଇଛି, ଦ୍ୟାଟ ଇଜ ଚ୍ୟାନେଲ। ଆସୋସିଏସନ, ଅର୍ଗାନାଇଜେସନ, ତାଙ୍କ ଉପଦିଷ୍ଟ ଭାରପ୍ରାପ୍ତ ବ୍ୟକ୍ତି ମାଧ୍ୟମରେ ଯୋଉ କଣ୍ଟିନ୍ୟୁଟି କରାଯାଏ, ଯୋଉ ସତନାମ, ଏଇ ହରିନାମ ନୟରେ ନିତାଇ ଆର ହରିନାମ আছে, ଏଇ ହରିନାମ ନିଏ ଯେବେ ସେଇ ହରିନାମରେ କାଛେ। ସବୁଆଡେ କଥା ଅଛି, ଆପଣ ଭଲ ଷ୍ଟଡି କଲେ ବୁଝିବେ। ତେଣୁ ଯୋଉମାନେ ଗୋଟେ ଆବରଣ ଭିତରେ ରହିକିରି ଅନ୍ଧବିଶ୍ୱାସ ଭିତରେ ସୀମାୟିତ ହେଇକିରି ଯୋଉମାନେ ଆଭଏଡ କରୁଛନ୍ତି, ସେମାନଙ୍କୁ ଜଣେଇବା ଦରକାର ଆପଣ କୋଉ ଆସୋସିଏସନ କାହାଙ୍କ ଭିତରେ ଅଛନ୍ତି, ଆପଣ ଚ୍ୟାନେଲଟା ମୂଳ ଉତ୍ସ ସହିତ ଅଛି ତ, ମୂଳ ଅର୍ଗାନାଇଜେସନ। ଯଦି ମୂଳ ଅର୍ଗାନାଇଜେସନ ସହିତ ସମ୍ପର୍କ ନଥାଏ, ସେ ନାମ ଟ୍ରାନ୍ସମିଟ ହେଇପାରିବ ନାହିଁ, କାମ ଦବ ନାହିଁ। ଆଉ ଯିଏ ରାମଚନ୍ଦ୍ରଙ୍କୁ ଭଲ ପାଏ ସେ ନିଶ୍ଚିତ ଠାକୁରଙ୍କୁ ଭଲ ପାଇବ, ଯିଏ ଜଗନ୍ନାଥଙ୍କୁ ଭଲ ପାଏ ସେ ନିଶ୍ଚିତ ଠାକୁରଙ୍କୁ ଭଲ ପାଇବ, ଯେ କୃଷ୍ଣଙ୍କୁ ଭଲ ପାଏ ସେ ନିଶ୍ଚିତ ଠାକୁରଙ୍କୁ ଭଲ ପାଇବ। କାହିଁ ଆମେ ତ ଆଖି ଆଗରେ ଦେଖୁଛେ, ଆଲ୍ଲାହଙ୍କୁ ଭଲ ପାଉଥିବା ଲୋକ ଠାକୁରଙ୍କୁ ଗ୍ରହଣ କରୁଛନ୍ତି, ଯୀଶୁଙ୍କୁ ଭଲ ପାଉଥିବା ଲୋକ ଠାକୁରଙ୍କୁ ଗ୍ରହଣ କରୁଛନ୍ତି। ଆମ ପୂର୍ବରୁ ଆମେରିକାର ଲୋକ ସବୁ ଆସିକିରି ଠାକୁର ମାନେ ପହଞ୍ଚି ଯାଇଥିଲେ, ସେମାନେ ଷ୍ଟଡି କରୁଥିଲେ ଇଏ ଲୋକ କିଏ, ଆମେ ଜାଣିବା ପୂର୍ବରୁ ସେମାନେ ଆସିଥିଲେ ଫରେନର୍ସ। ଆପଣ ଭାବନ୍ତୁ, ଆଜିକି 100-150-100-120-30 ବର୍ଷ ତଳେ, ସାଧାରଣ କଥା ନୁହେଁ। ତେଣୁ ସେମାନେ ଠାକୁରଙ୍କର କିଛି କିଛି କଥା ଆଭାସ ପାଇକିରି ତାକୁ ଶୁଙ୍ଗି ଶୁଙ୍ଗି ଆସିଲା ଭଳିଆ, ଗନ୍ଧ ଶୁଙ୍ଗିକିରି ଆସିଲା ଭଳିଆ ଆସିକିରି ଠାକୁର ପାଖରେ ପହଞ୍ଚିଥିଲେ। ତେଣୁ ଯୋଉମାନେ କହୁଛନ୍ତି ସେମାନେ କାନଟା ଖୋଲା ରଖିପାରିବେ ନାହିଁ, ରଖନ୍ତି ନାହିଁ, ପାଇବେ କେମିତି? ବୁଝିପାରିଲେ? ଜୟଗୁରୁ। ତାଙ୍କ ଆଜ୍ଞା ପାଇଁ ଆଜ୍ଞା କିନ୍ତୁ ଠାକୁର ସମସ୍ତଙ୍କ ପାଇଁ ଠାକୁର ଡାକୁଛନ୍ତି, ଯିଏ ଟ୍ୟୁନ୍। ଆପଣଙ୍କ ରେଡିଓ ଭିତରେ ଯନ୍ତ୍ର ଅଛି, ରେଡିଓ ପୁରା ଉଦାହରଣ ଦେଇଛନ୍ତି ଠାକୁର। ଆଜ୍ଞା କଲିକତା ଲଗେଇଛ, ଆରେ ଢାକା ଲଗେଇଲ ନା, ଏଇ ହେଲା କଥା। କଲିକତା ଲାଗିଛି ତା ଢାକା କଥା ଶୁଣୁଛନ୍ତି କି ନା ନାହିଁ? ଆରେ ତୁମେ ତ ଟ୍ୟୁନ୍ କଲିକତା ସହିତ, କଲିକତା କାମ ଚାଲିବ। ଢାକା ଲଗେଇଦେଲେ ଢାକା ଆସିବ, ଯୋଉ ସେଣ୍ଟର ସହିତ ଆଟାଚ ହବ ସେଇ ସେଣ୍ଟର କାର୍ଯ୍ୟକ୍ରମ ଶୁଣିବ। ମୋ କଥା ଆଜ୍ଞା ବୁଝିପାରିଲେ? ବାସ୍, ଆଜ୍ଞା ଜୟ। ସେଇ ଏକ ସବୁ ଚ୍ୟାନେଲ ଏକା, ସବୁ ରେଡିଓ ସଂସ୍ଥା ଏକା, ସମସ୍ତେ କାମ କରୁଛନ୍ତି ମଣିଷ ମାନଙ୍କ ପାଇଁ, ସବୁ ଠିକ। କିନ୍ତୁ ଆମର ଏସେନ୍ସିଆଲଟା କଣ, ଆମେ ସେଇଟା ନିର୍ବାଚନ କରିବା ହେଲା। ଆଉ ତାକୁ ଆକୁ ମିଶେଇବା, କଲିକତା ଶୁଣିଲେ ଯାହା ଢାକା ଶୁଣିଲେ, ଢାକାରେ କୋଉ କାର୍ଯ୍ୟକ୍ରମଟା ଚାଲିଛି ସେ କାର୍ଯ୍ୟକ୍ରମ ଅଲଗା,
କଲିକତାର ଯୋଉ କାର୍ଯ୍ୟକ୍ରମ ଚାଲିଛି ସେ ବିଷୟବସ୍ତୁ ଅଲଗା। ଏଇଟାକୁ ଆମକୁ ବୁଝିବାକୁ ପଡିବ। ଜୟ ଗୁରୁ। ଆଜ୍ଞା ଆଜ୍ଞା ଜୟ ଗୁରୁ। ଥ୍ୟାଙ୍କ ୟୁ ଦାଦା। ହଉ ଆଉ କଣ ଅଛି ପ୍ରଶ୍ନ ଆପଣ ନର୍ମଦା ମା? ଆଜ୍ଞା ଦାଦା। ହ୍ୟାଲୋ। ନାଇଁ ଦାଦା, ହଁ ଆଜ୍ଞା ଦାଦା, ଗୋଟେ କୋଶ୍ଚିନ୍ ଅଛି। ଏ ହଁ ତ କୁହନ୍ତୁ। କହୁଛନ୍ତି କି ଆମ ଇଣ୍ଡିଆରେ କାହିଁକି ଏତେ ସବୁ ଆଧ୍ୟାତ୍ମିକତା ଥାଇକିନା ଏତେ ସବୁ ଧର୍ମ, ଏତେ ଦେବାଦେବୀ ସବୁ ପୂଜା କରିବା ସତ୍ତ୍ୱେ କାହିଁକି ଏମାନେ ଏତେ ଇଏ ଭିତରେ ଯୋଉ ଅବନତି ଭିତରେ ରହିଛି, ଆଉ ଅନ୍ୟ ଯୋଉ ଆମର ଯୋଉ ଅନ୍ୟ ଷ୍ଟେଟ୍ ଯୋଉ ରହିଲା କଣ ମାଟା ଆମର କଣ ସେଟା ଅନ୍ୟ ସବୁ ଷ୍ଟେଟ୍ ଯୋଉ ରହିଲା ଯୋଉ ମାନେ ପୁରା ଏକଦମ ଉନ୍ନତର ପୁରା ଟେକ୍ନିକ ସବୁଥିରେ ମାନେ ଉନ୍ନତ, ତାଙ୍କ ଜୀବନ ବି ହଉ ସ୍ୱଚ୍ଛଳ, ଠିକ ତାଙ୍କ ଅଛି। ନଦ ହଉ ନଦୀ, ବୁଝିଗଲା ହଁ ବୁଝିଗଲା। ନଦୀ, ହଉ ତାଙ୍କ ନଦ ନଦୀ ଜଳ ବି ସେମାନେ ବହୁତ ମାନେ ଭଲରେ ରଖିଛନ୍ତି। ଜଳ ଶୁଦ୍ଧତା ମାନେ ରଖିଛନ୍ତି। ସବୁ ମାନେ ପ୍ରକୃତିକୁ ସେ ପୁରା ଏକଦମ ଇଏ କରି ରଖିଛନ୍ତି। ତାର କୌଣସି ଖରାପ ମାନେ ଜଳର କୌଣସି ନଦୀ ଆମର ଗଙ୍ଗା ନଦୀ ବୋଲି କହି ଦୁନିଆ ଅପରିଷ୍କାର କରୁଛନ୍ତି। କିନ୍ତୁ ସେମାନେ କଣ ତାଙ୍କ ନଦୀ କି ସେମାନେ ବହୁତ ମାନ୍ୟତା ଦିଅନ୍ତି। କିନ୍ତୁ ଆମର ଦେବୀ ବୋଲି କହିକି ପୂଜା କରିକି ଦୁନିଆ ଅଳିଆ ଆବର୍ଜନା କରିକି ଦୁନିଆ ଇଏ କରୁଛନ୍ତି। ଯେ କାହିଁକି କାହିଁକି ସେମାନେ ଉନ୍ନତ ହେଇଛନ୍ତି, ସେମାନେ ତ କିଛି ଦେବାଦେବୀ ପୂଜା କରୁନାହାନ୍ତି, କାହିଁକି ଆମର କାହିଁକି ଏତେ ଅବନତି? ଏଇଟା ଗୋଟେ କ୍ୱେଶ୍ଚିନ୍ ସୂର୍ଯ୍ୟ ଆସୁଛି। ଭାଇ କୁହନ୍ତୁ। ସୂର୍ଯ୍ୟ ଭାଇ କୁହନ୍ତୁ। ସଂକ୍ଷିପ୍ତରେ କହୁଛି ସମୟର ଇଏ ଆଜ୍ଞା ଦୃଷ୍ଟିରୁ। ଦେଖନ୍ତୁ, ଠାକୁର ଗୋଟେ କଥା ଅଛି, ଚଳନ ହରା ଚରଣ ପୂଜା, ବନ୍ଧ୍ୟା ପୂଜା ସେଇ ତ ଜାଣିଛି। ବୁଝିଲେ? ଚଳନ ଯାହାଙ୍କୁ ପୂଜା କରୁଛି ତାଙ୍କ ଚଳନରେ ମୁଁ ଚଳୁନି, କିନ୍ତୁ ତାଙ୍କୁ ପୂଜା କରୁଛି, ତାହେଲେ ସେ ପୂଜାଟା ହଉଛି ବନ୍ଧ୍ୟା ପୂଜା। ମୁଁ ଗୋଟେ କହିବା ଉଦ୍ଦେଶ୍ୟ ହେଲା, ଧରନ୍ତୁ ମୁଁ ସରସ୍ୱତୀଙ୍କୁ ପୂଜା କରୁଛି କିନ୍ତୁ ପାଠ ପଢିବାର ମୋ ମନ ନାହିଁ। ଦୁର୍ଗାଙ୍କୁ ପୂଜା କରୁଛି କିନ୍ତୁ ମୁଁ ଅତି ଡରୁଆ ଲୋକ, ଭୀରୁ ଲୋକ, ମୋ ଭିତରେ ସାହସ ଆଣିବାକୁ ମୁଁ ଚେଷ୍ଟା କରୁନାହିଁ। ତାହେଲେ ପୂଜାଟା କଣ ସାର୍ଥକ ହବ କି? ସାର୍ଥକ ହବ ନା। ତେଣୁ ମୁଁ ଭାରତ ଆଉ ବିଦେଶ ଭିତରେ କମ୍ପେୟାର କରୁନି। ଯଦି ଆମେ ଗୋଟେ ଆଧ୍ୟାତ୍ମିକ ଦେଶ ହେଇକି ଆମର ଉନ୍ନତି ହେଇନି, ତାହେଲେ ସମୟକ୍ରମେ ଆମର ଆଧ୍ୟାତ୍ମିକ ଜଗତରେ ଆମର ଅଧପତନ ହେଇଛି। ଆମର ଆଧ୍ୟାତ୍ମିକ ଜଗତ ଭିତରେ କୁସଂସ୍କାରଟା ପଶିଯାଇଛି। ଆମେ ଭାବୁଛୁ ଯେ ସରସ୍ୱତୀଙ୍କ ପୂଜା କରିଦେଲେ ପାଠ ହେଇଯିବ। ପାଠ ପଢିବିନି କିନ୍ତୁ ସରସ୍ୱତୀ ପୂଜା କରିଦେଲେ ମୋର ପରୀକ୍ଷାରେ ପାସ୍ କରିଯିବ। ଲକ୍ଷ୍ମୀଙ୍କୁ ପୂଜା କଲେ ମୁଁ ପରିଶ୍ରମ ନ କରେ, କିନ୍ତୁ ଲକ୍ଷ୍ମୀଙ୍କୁ ପୂଜା କଲେ ମତେ ସେ ଧନ ଧାନ୍ୟରେ ଭରିଦେବେ। ଏଇ ଯେତେବେଳେ କୁସଂସ୍କାରଟା ଆମ ଧର୍ମ ଭିତରେ ପଶି ଯାଇଛି ବା ଆମ ଆଧ୍ୟାତ୍ମିକ ଜଗତରେ ଭିତରେ ପଶି ଯାଇଛି, ସେତେବେଳେ ଆମର ଅଧପତନ ଆରମ୍ଭ ହେଇଛି। ଆଉ ପାଶ୍ଚାତ୍ୟ ଦେଶରେ, ଏଇଟା ଠାକୁରଙ୍କୁ ପଚରା ହେଇଥିଲା ଯେ ପାଶ୍ଚାତ୍ୟ ଦେଶ ଏତେ ଉନ୍ନତ କାହିଁକି, ଆମେ ଏତେ ପଛରେ କାହିଁ ଅଛନ୍ତି? ଠାକୁର କହୁଛନ୍ତି ଯେ ଯୋଉଠି ଧର୍ମର ପ୍ରାବଲ୍ୟ ଅଛି ସେଠି ଉନ୍ନତି ଅବସମ୍ଭାବୀ। ଯୋଉଠି ଧର୍ମ ପ୍ରତିଷ୍ଠା ହେଇଛି ସେଠି ସେଇ ରାଜ୍ୟରେ ନିଶ୍ଚିତ ଭାବରେ ଉନ୍ନତି ହବ। ସେଇ ଭାଇ ଜଣକ ପଚାରୁଛନ୍ତି ଠାକୁରଙ୍କୁ, ତାହେଲେ ପାଶ୍ଚାତ୍ୟ ଦେଶ କଣ ଆମଠୁ ବେଶୀ ଧାର୍ମିକ? ଆମର ତ ଉନ୍ନତି କମ, ତାଙ୍କର ବେଶୀ ଉନ୍ନତି, ତାଙ୍କର ଇଣ୍ଡଷ୍ଟ୍ରି ଟେକ୍ନୋଲୋଜି ଏସବୁ ବେଶୀ ଅଛି। ଠାକୁର କହୁଛନ୍ତି ଧର୍ମଟା ଆଚରଣ ଭିତରେ ଦେଇ। ମୋର ମନେ ହୁଏ ତାଙ୍କର ଆଚରଣ ଭିତରେ ଦେଇକି ହୁଏତ ଧର୍ମଟା ଅଧିକା ଫୁଟି ଉଠିଛି କର୍ମ ଭିତରେ ଦେଇ। ଧର୍ମଟା ଯଦି କର୍ମ ଭିତରେ ଦେଇ ବାସ୍ତବାୟିତ ନହେଲା, ତାହେଲେ ସେଟା ଧର୍ମ ସେଠି ସାର୍ଥକ ହେଲାନି। ଏଇ ହଉଛି ଫରକ। ଆଜ୍ଞା ଦାଦା, ହଁ ସିଏ ତ ଠିକ କଥା, ତାଙ୍କର ଆଚରଣ ଠିକ ଅଛି, ସେମାନେ ଠିକ। ତ ସେ କହୁଛନ୍ତି ସେଠି ତ ସେମାନେ କୌଣସି ପୁରୁଷୋତ୍ତମକୁ ତ କାହିଁ ଆଡପ୍ଟ କରୁନାହାନ୍ତି, କୌଣସି ଦେବତାଙ୍କୁ ତ ସେ ଆଡ୍ରେସ ଦେବାଦେବୀ କି କୌଣସି ନିର୍ଦ୍ଦିଷ୍ଟ ଜଣକୁ ବି ଧରୁନାହାନ୍ତି। ସେମାନେ ତ ବିନା କାହିଁକି, ତାଙ୍କର ଲାଇଫଷ୍ଟାଇଲ ବହୁତ ସୁନ୍ଦର, ତାଙ୍କ ପାଇଁ ସେଇଟା ଭଲ। ପୁରୁଷୋତ୍ତମକୁ ଧରି ନାହାନ୍ତି ବୋଲି ତ କହିବା ଠିକ ହବ ନାହିଁ। ସେମାନଙ୍କ ଭିତରେ ଅନେକ ଯୀଶୁ ଖ୍ରୀଷ୍ଟଙ୍କୁ ପୂଜା କରନ୍ତି, ଅବତାର ବୋଲି ମାନନ୍ତି, ତାଙ୍କୁ ନିଜର ଈଶ୍ୱର ବୋଲି ତାଙ୍କୁ ପ୍ରାର୍ଥନା କରନ୍ତି। ତେଣୁ ଆମେ କହିବାନି ସେମାନେ ଧାର୍ମିକ ନୁହନ୍ତି। ଆମ ଭଳି ତ ମନ୍ଦିର ଯାଆନ୍ତି ନାହିଁ, ତାଙ୍କ ଭିତରେ ଅନେକ ତ ଚର୍ଚ୍ଚ ଯାଆନ୍ତି। ତାଙ୍କର ଏବଂ ଆମ ଆଚରଣ ଭିତରେ ଫରକ ଥାଇପାରେ। ଆମର ଯେମିତି ପାରିବାରିକ ଜୀବନଟା ବହୁତ ସୁଦୃଢ, ସେମାନଙ୍କର ସେଇଟା ନୁହଁ। ତାଙ୍କର ପାରିବାରିକ ବ୍ୟକ୍ତିଗତ ଦାମ୍ପତ୍ୟ ଜୀବନ ଏସବୁ ଟିକେ ଭିତରେ ବହୁତ ଗଣ୍ଡଗୋଳ ପଶିଯାଇଛି। କିନ୍ତୁ ସେମାନେ ଈଶ୍ୱରକୁ ମାନନ୍ତି ନା, ଏଇଟା କହିବା ଠିକ ନୁହେଁ। କିନ୍ତୁ ସେମାନେ ଆମଠୁ ଅଧିକ ପରିଶ୍ରମୀ, ସେମାନେ ହଉଛନ୍ତି ଅଧ୍ୟବସାୟୀ, ଏଇ ସବୁ ଗୁଣ ତାଙ୍କ ଭିତରେ ଅଛି। ଆମ ଭିତରେ ଭାରତରେ ମଧ୍ୟ ଯୋଉମାନେ ଅଧ୍ୟବସାୟୀ, ପରିଶ୍ରମୀ ଏବଂ ଈଶ୍ୱର ଭକ୍ତ, ସେମାନେ ନିଶ୍ଚୟ ଜୀବନରେ ଭଲ କରନ୍ତି। କିନ୍ତୁ ଯୋଉମାନେ ଯାହାଙ୍କ ଭିତରେ ଆଳସ୍ୟତା ଭରି ରହିଛି, ଦୁର୍ବଳତା ଭରି ରହିଛି, ଯୋଉମାନେ ନିର୍ଭୀକ ନୁହନ୍ତି, ଯୋଉମାନେ ଚାଟୁକାର ବନି ଯାଇଛନ୍ତି, ସେମାନଙ୍କ ଜୀବନରେ
ଯଦିଓ ସୋ କଲ୍ଡ ମନ୍ଦିର ଯାଉଛନ୍ତି, ନଡିଆ ଦଉଛନ୍ତି, ଫଟଉଛନ୍ତି, ପାଣି ଢାଳୁଛନ୍ତି, ସବୁ କିଛି କରୁଛନ୍ତି, ହୋମ ଯଜ୍ଞ କରୁଛନ୍ତି, କିନ୍ତୁ ଆଚରଣ ଭିତରେ ଧର୍ମଟା ଫୁଟି ଉଠିନି। ଜୀବନରେ କପଟତା ଅଛି, ଜୀବନରେ ଦୁର୍ବଳତା ଅଛି, ଆଳସ୍ୟତା ଅଛି, ହୀନମନ୍ୟତା ଅଛି। ଠାକୁର ଯୋଉ ଯୋଉ ଗୁଣ ଗୁଡା କହିଛନ୍ତି, ଯୋଉ 12ଟି ଗୁଣ ଆମେ ଥରେ ଆଲୋଚନା କରିଥିଲେ, ଯୋଉ ଗୁଣ ଗୁଡିକ ମଣିଷକୁ ଅଧପତନକୁ ନେଇଯାଏ, ସେଇ ଗୁଣ ଗୁଡେ ମୁଁ ଭାରତ ଓ ପାଶ୍ଚାତ୍ୟ ଭିତରେ କମ୍ପାରିଜନ କରିବାକୁ ଯାଉନି, ଯୋଉ ସମାଜ ଭିତରେ ସେଇ ଗୁଣର ପ୍ରାବଲ୍ୟ ଦେଖାଯିବ, ସେଇ ସମାଜ ଅଧପତନ ଆଡକୁ ଯିବ। ଠାକୁର କହିଛନ୍ତି ହୀନମନ୍ୟତା, ପରଶ୍ରୀ କାତରତା, ଆଳସ୍ୟତା, ଦୁର୍ବଳତା, ଇଚ୍ଛା ଶକ୍ତିର ଅଭାବ, ଏଇ ସବୁ ଯୋଉ ଗୁଡିକ ଯାହା ଭିତରେ ରହିବ, କୁଚକ୍ରାନ୍ତ କରିବା ଯାହା ଭିତରେ ରହିବ, ସେ ତାର ଅଧପତନ ହବ, ନିଶ୍ଚିତ ହବ। ସେ ଭାରତ ହଉ, ପାଶ୍ଚାତ୍ୟ ହଉ, ଯୋଉ ଦେଶ। ଆଜ୍ଞା ଦାଦା। ହଁ ଦାଦା କିନ୍ତୁ ଆମ ଦାଦା କହୁଥିଲେ କି ଆମର 2000 ବର୍ଷ ପୂର୍ବରୁ ଆମ ଜିନ୍ ଭିତରେ ସେଟା ରହିଯାଇଛି, ସେଟା ବହୁତ ବର୍ଷ ଲାଗିବ ତ ରେକ୍ଟିଫାଏ ହବାକୁ। ଆଉ ଆମେ ଦାଦା ନିଶ୍ଚିତ ଭାବରେ ଆମର ଆଚରଣ ଦେଖନ୍ତୁ, ଗୋଟେ ଆଜ୍ଞା ସାଧାରଣ ଉଦାହରଣ ମୁଁ ଆପଣଙ୍କୁ ଦେବି। ଆମେ କହନ୍ତି ଆମେ ଓଡିଶାର ଲୋକ, ଆମେ ଜଗନ୍ନାଥଙ୍କ ଭକ୍ତ ବୋଲି ଆମେ କହନ୍ତି, ଜୟ ଜଗନ୍ନାଥ କହନ୍ତି। ଆମେ ଜଗନ୍ନାଥଙ୍କ ମନ୍ଦିରରେ 56 ଭୋଗ ଲାଗେ, ଜଗନ୍ନାଥଙ୍କ ମନ୍ଦିରରେ ମାଛ ମାଂସ ପଶେନି, ଜଗନ୍ନାଥ ମନ୍ଦିରରେ ପିଆଜ ରସୁଣ ପଶେନି। ଆମେ ମାନେ ଓଡିଆ ମାନେ ଜଗନ୍ନାଥଙ୍କ ଭକ୍ତ। ଆମେ, ଆପଣ କହିଲେ କେତେ ଶତକଡା, କେତେ ପ୍ରତିଶତ ଓଡିଆଙ୍କ ଘରେ ନିରାମିଷ ଖାଇବା ହୁଏ, ବିନା ପିଆଜ ରସୁଣ ଖାଇବା ହୁଏ, କେତେ ପରସେଣ୍ଟ ହେବେ? ସେଟା ଠିକ କଥା। ଆମେ ଓଡିଆ ଜାତି ହେଲେ ଜଗନ୍ନାଥଙ୍କ ଭକ୍ତ, କିନ୍ତୁ ଆମର ମାଛ ମାଂସ ପିଆଜ ରସୁଣ ନହେଲେ ଚଳେ ନା। ଆମେ କିଭଳି ଭକ୍ତ ଜଗନ୍ନାଥଙ୍କର? ଜଗନ୍ନାଥଙ୍କ ଯୋଉଟା ପସନ୍ଦ ସେଟା ଆମର ପସନ୍ଦ ନୁହେଁ, ଜଗନ୍ନାଥଙ୍କ ଯୋଉଟା ଅପସନ୍ଦ ସେଇଟା ଆମର ସେଇଟା ପସନ୍ଦ, କିନ୍ତୁ ଆମେ ହଉଛୁ ଜଗନ୍ନାଥଙ୍କ ବହୁତ ବଡ ଭକ୍ତ। ତାହେଲେ ଆମର ଅଧପତନ ହବନି ତ କଣ ହବ କୁହନ୍ତୁ? ଦାଦା ଏଇଟା କଣ ଧର୍ମ? ଆଜ୍ଞା ଦାଦା, ସେମାନେ କହୁଛନ୍ତି ଆମର ଯୋଉ ଆସୁଛି ଟମାଟୋ, କହିଲେ ସେ ବିଲାତ ଦେଶରୁ ଆସୁଥିଲା ବୋଲି ସେଥିପାଇଁ ବିଲାତିଟା ଆମର ପଡେ ନାହିଁ, ଜଗନ୍ନାଥଙ୍କ ଭୋଗରେ ପଡେ ନାହିଁ। ତେଣୁ ସେତେବେଳେ ଜଗନ୍ନାଥଙ୍କ ଯେତେବେଳେ ଇଏ ହେଲେ, ସେତେବେଳେ ଇଏ ସବୁ ନଥିଲା, ଏସବୁ ତାଙ୍କର ଭୋଗ ଲାଗିନଥିଲା, ତେଣୁକରି ଆଜି ପର୍ଯ୍ୟନ୍ତ ଲାଗି ପାରୁନି, ଏମିତି ଦାଦା କହୁଛନ୍ତି। ନାଇଁ, ହଁ ସେ ଛାଡନ୍ତୁ। ବିଲାତି ଛାଡି ଦିଅନ୍ତୁ, ଟମାଟୋ ଛାଡି। ବର୍ତ୍ତମାନ ଜଗନ୍ନାଥ ମନ୍ଦିରରେ କଣ ଚିକେନ ମଟନ ହୁଏ, ଭୋଗ ଲାଗେ? କିନ୍ତୁ ଆମର ତ ଚିକେନ ମଟନ ନହେଲେ ଚଳେନି। ମାନେ ଆମେ ମାନେ ସତ୍ସଙ୍ଗୀ ମାନଙ୍କ କଥା କହୁନି, ସାଧାରଣତଃ ଓଡିଶାର ଲୋକମାନଙ୍କ କଥା କହୁଛି, ଚଳେ ନାହିଁ। ତେଣୁ ଭକ୍ତ ମାନେ ହଉଛି, ତାକୁ ଯୋଉଟା କହିଲେ ଯେ ଆଚରଣରେ ଭକ୍ତି, କେବଳ ହାତ ଯୋଡିକି ଭକ୍ତି କଲେ ହୁଏ ନା, ମନ୍ଦିର ଯାଇକି ନଡିଆ ଫଟେଇଲେ ହୁଏନି। ଭକ୍ତିଟା ହଉଛି ନିଜ ଆଚରଣ ଭିତରେ ଫୁଟେଇ ଉଠେଇବା। ସେଇଟା ଯଦି ନ ହୁଏ, ତାହେଲେ ଆମେ ମାନେ ଭକ୍ତ ବୋଲି କୁହାଯିବ ନାହିଁ। ଆପଣ ଯୋଉ କହିଲେ ଆମେ ଆଧ୍ୟାତ୍ମିକ ଦିଗରେ ଏତେ ଆଗେଇଛନ୍ତି, ଆମର ଏତେ ଅବନତି କାହିଁକି? ପ୍ରଶ୍ନ କରିବାର କଥା ହଉଛି, ଆମେ ସତରେ କଣ ଆଧ୍ୟାତ୍ମିକ ଜଗତରେ ଆଗେଇଛନ୍ତି, ନା ଆମେ କୁସଂସ୍କାର ଭିତରେ ଅଛନ୍ତି, ନା ଧର୍ମକୁ ନେଇ ଆମର କିମ୍ଭୂତ କିମ୍ବାକାର ଭ୍ରାନ୍ତି ଧାରଣା ରହିଛି, ଯୋଉଟା ଆମେ ଭାବୁଛନ୍ତି ଧର୍ମ ବୋଲି, ଆଧ୍ୟାତ୍ମିକତା ବୋଲି। ଶ୍ରୀ ଠାକୁର କିନ୍ତୁ କହିଛନ୍ତି ଧର୍ମଟା ଆଚରଣରେ କରିବାକୁ। ଏଠି କୌଣସି ଜିନିଷ, ଏଠି ମାନେ କୌଣସି ପୂଜା ପାଠ ନାହିଁ। ପୂଜା ପାଠ ଯାହା ଅଛି, ଯାହା ପ୍ରାର୍ଥନାରେ କହୁଛି, ତାକୁ ମୁଁ ଆଚରଣ ଯଦି ନ କରେ, ସାଧୁ ସଙ୍ଗ ମୁझे ଦିଅନି ତ, ମୁଁ ଯେତେବେଳେ ପ୍ରାର୍ଥନାରେ କହୁଛି, ଯଦି ସାଧୁ ସଙ୍ଗ ପାଇଁ ମୁଁ ସେଥିପାଇଁ ବ୍ୟାକୁଳ ହଉଛି, ମୁଁ ସତ୍ସଙ୍ଗ ଯାଉଛି, ଆଚରଣ ଭିତରେ ଯାହା ପ୍ରାର୍ଥନାରେ କହିଲି, ସେଟା ଆଚରଣ ମଧ୍ୟ ମୁଁ କରୁଛି। ବୁଝିପାରିଲେ? ସକାଳୁ ଉଠିଲେ ଇଷ୍ଟବୃତ୍ତି କରୁଛି, ନାମ ଧ୍ୟାନ କରୁଛି, ଠାକୁରଙ୍କର ଯୋଉ ସାଧନା ପଦ୍ଧତି, ତା ଭିତରେ ହଉଛି ଆଚରଣ। ଯାଜନ ଇଷ୍ଟବୃତ୍ତି କରୁଛି। ଯାଜନ ମାନେ କଣ? ସେବା। ମଣିଷକୁ ସେବା ଦଉଛି। ପ୍ରତ୍ୟେକଟି ଆଧ୍ୟାତ୍ମିକ ତତ୍ଵର ପ୍ରତ୍ୟେକଟି କଥା ଶ୍ରୀ ଠାକୁରଙ୍କ ଜଗତରେ ହଉଛି ଆଚରଣ। ଦାଦା ଯୋଉ କଥା ଧରନ୍ତୁ, ଆମର ଏ ଯୋଉ ନରୱେ ହେଲା କି ସୁଇଜରଲ୍ୟାଣ୍ଡ କି ଆମେରିକା, ଏମାନେ କଣ କେମିତି କୋଉ ତାକୁ କେମିତି କଣ ଅନୁସରଣ କରନ୍ତି, ନା ସେମିତି କିଛି ନାହିଁ? ଦେଖନ୍ତୁ, ପାଶ୍ଚାତ୍ୟ ଦେଶରେ ସେମାନେ ଅଧିକାଂଶ ଲୋକ ହଉଛନ୍ତି ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବୀ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପୂଜା କରନ୍ତି। ଆଜ୍ଞା ଆଜ୍ଞା ଆପଣ ଆରବ ଦେଶରେ ହଉଛନ୍ତି ଇସଲାମ ଧର୍ମ ଅବଲମ୍ବୀ, ସେମାନେ ଆଲ୍ଲାଙ୍କୁ, ମହମ୍ମଦ ରସୁଲଙ୍କୁ ପୂଜା କରନ୍ତି। ହଁ ଦାଦା, ଜୟଗୁରୁ, ପ୍ରଣାମ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଗୁରୁ। ସୁନ୍ଦର ଆଲୋଚନା। ଆଜ୍ଞା। ଅନ୍ୟ କୋଶ୍ଚିନ୍ ନାହିଁ।
ବିଜେତା ଆଉ କିଏ ଅଛନ୍ତି ଦାଦା? ସୁଦେଶନା ଘୋଷ ମା ଆପଣ କହିବେ? ସୁଦେଶନା ଘୋଷ, ସୁଦେଶନା ଘୋଷ, ସୁଦେଶନା ଘୋଷ ଅଡିଓ ଖୋଲନ୍ତୁ। ସୁଦେଶନା ଘୋଷ ଅଡିଓ ଖୋଲନ୍ତୁ। ହ୍ୟାଲୋ, ଖୋଲନ୍ତୁ। ହ୍ୟାଲୋ, ସୁଦେଶନା ମା କୁହନ୍ତୁ, ଅଡିଓ ଖୋଲିଥିଲେ ନା? ସୁଦେଶନା ଘୋଷ, ହ୍ୟାଲୋ, ହଁ ଦାଦା କୁହନ୍ତୁ। ଜୟଗୁରୁ ପ୍ରଣାମ। ଜୟଗୁରୁ 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 କୁହନ୍ତୁ ଦାଦା କୁହନ୍ତୁ। ଦାଦା କହୁଥିଲେ ଠାକୁର ତ ମାନେ ଏ, ଠାକୁର ତ ବୈଶିଷ୍ଟ୍ୟ ପାଳି, କିନ୍ତୁ ଆମକୁ କହିଛନ୍ତି ୟୁନିସେଣ୍ଟ୍ରିକ ହବା ପାଇଁ। ହେଲେ ଠାକୁରଙ୍କ ପରିବାର ଦାଦା ଦାଦା ଯୋଉ କହୁଥିଲେ ଆଚାର୍ଯ୍ୟ ଦେବଙ୍କ ଚଳଣି, ସେମାନେ ତ ଚଳଣି ସେତେ ଉଚ୍ଚ କୋଟିର, ସେମାନେ ଯେହେତୁ ଠାକୁରଙ୍କ ଧାରାବାହୀ ସନ୍ତାନ, ମାନେ ରେତବାହୀ ସନ୍ତାନ, ଆମେ ତ ସେଇଟା ହେଇପାରିନେ। ଆମେ ଜଙ୍ଗଲ ସନ୍ନ୍ୟାସୀ ବି ହେଇନେ କି ଗୃହୀ ସନ୍ନ୍ୟାସୀ ବି ହେଇନେ। ଆମେ କେମିତି ଏଇ ସବୁ ଜିନିଷ ବୁଝିପାରିବା ବା ପ୍ରାପ୍ତ କରିପାରିବା, ବା ଯାହାଟା ଆମର ଲକ୍ଷ୍ୟ ଚାହୁଁଛେ ସେଇଟା କେମିତି ହବା, ସେଇ ଜାଗାକୁ କେମିତି ପହଞ୍ଚିବା? ଏ ବିଷୟରେ ଆଜି ଆଲୋଚନା ମଧ୍ୟ ହେଇଛି। ଦାଦା ଜୟଗୁରୁ। ଜୟଗୁରୁ ଆଜ୍ଞା, ଜୟଗୁରୁ। ଆଲୋଚନା ତ ହେଇଛି। ମୁଁ ଟିକେ ଦେଖନ୍ତୁ, ଲେଟ ରେ ଜଏନ କଲି। ଆଚ୍ଛା, ନାଇଁ କିଛି ଅସୁବିଧା ନାହିଁ। ମୋ ଆଜ୍ଞା କହିବା କଥା ହଉଛି ଯେ ଠାକୁର ବୈଶିଷ୍ଟ୍ୟ ପାଳି ଆଉ ଠାକୁର ଆମକୁ ୟୁନିସେଣ୍ଟ୍ରିକ ହବ କହିଛନ୍ତି, ଆପଣ କଥା କହିଲେ। ଆଚ୍ଛା, ୟୁନିସେଣ୍ଟ୍ରିକ ଆପଣ ଆଚାର୍ଯ୍ୟ ଦେବଙ୍କ କଥା ମଧ୍ୟ କହିଲେ। ପ୍ରଥମ କଥା ହଉଛି ଯେ ଆମେ ଆଜ୍ଞା ଆମେ ଠାକୁରଙ୍କୁ କେମିତି ବୁଝିବା, ଠାକୁରଙ୍କ ଅନୁସରଣ କେମିତି କରିବା, ଠାକୁରଙ୍କ ଜୀବନରେ ଉପଲବ୍ଧି କେମିତି କରିବା, ତା ପାଇଁ ଠାକୁର ଯାହା କହିଛନ୍ତି ସେଟା ଜୀବନରେ ପାଳନ କରିବାକୁ ପଡିବ। ଆଚାର୍ଯ୍ୟଙ୍କୁ ଅନୁସରଣ କରିବାକୁ ପଡିବ। କାହିଁକି? ଯେ ଠାକୁରଙ୍କୁ ଆପଣ ଏଇ ପ୍ରଶ୍ନ କରୁଛନ୍ତି, ଆମେ ଠାକୁରଙ୍କୁ କେମିତି ଅନୁସରଣ କରିବା, କେମିତି ବୁଝିବା? ଆମେ ତ ହେଇ କିଛି କରିପାରୁନାହାନ୍ତି, ହାସଲ କରିପାରୁନାହାନ୍ତି। ଆଚାର୍ଯ୍ୟ ଯିଏ, ସେ ଆଚରଣ କରି ଦେଖେଇ ଦିଅନ୍ତି ଯେ କେମିତି ଠାକୁରଙ୍କୁ ଅନୁସରଣ କରିବାକୁ ହୁଏ, ଠାକୁରଙ୍କୁ କେମିତି ଉପଲବ୍ଧି କରିବାକୁ ହୁଏ। ତାଙ୍କର ପ୍ରତିଟି ଆଚରଣ ଭିତରେ ସେଇଟା ଫୁଟି ଉଠେ। ଆଚାର୍ଯ୍ୟ ଦେବ ପ୍ରତିଦିନ ସକାଳୁ ଉଠିଲେ ଘଣ୍ଟା ଘଣ୍ଟା ଧରି ମଣିଷ ସାମ୍ନାରେ ବସନ୍ତି, ମଣିଷର ସମସ୍ୟାର ସମାଧାନ ଦିଅନ୍ତି। ଆ ଭିତରେ ଆମେ କଣ ଦେଖୁଛନ୍ତି ଯେ ସେ ମଣିଷକୁ, ସେ ହଉଛନ୍ତି ଲୋକପାଳି, ମଣିଷର ପାଳନକର୍ତ୍ତା। ମଣିଷକୁ ଧାରଣ କରିବା ପାଇଁ ପାଳନ କରିବାକୁ ଚେଷ୍ଟା କରନ୍ତି। ପ୍ରତିନିୟତ ମଣିଷର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ଆମେ ସେଇଥିରୁ କାଣିଚି ଯଦି କରିପାରିବା ଯେ ଆମର, ସେ ତ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କୁ ଧାରଣ କରୁଛନ୍ତି, ପାଳନ କରୁଛନ୍ତି। ଆମେ ହୁଏତ ସେଟା ନ କରିପାରିବା, କିନ୍ତୁ ଆମର ଯୋଉ ପଡାପଡୋଶୀ ଅଛନ୍ତି ତାଙ୍କର ସୁବିଧା ଅସୁବିଧାରେ ଆମେ ଠିଆ ହେଇପାରିବା କି? ତାଙ୍କୁ ସାହାଯ୍ୟ କରିପାରିବା କି? ଏଇ ଗୋଟିଏ ଛୋଟିଆ ଛୋଟିଆ କଥା ଯଦି ଆମେ ନିଜ ଜୀବନ ଭିତରେ ପ୍ରସ୍ଫୁଟିତ କରିବାକୁ ଚେଷ୍ଟା କରନ୍ତି, ତାହେଲେ ଆମେ ଠାକୁରଙ୍କୁ ଅନୁଭବ କରିପାରିବା ଧୀରେ ଧୀରେ। ଆଉ ତା ଛଡା ଏଇ କଥା ଆଲୋଚନା ହଉଥିଲା ଯେ ଆମେ ପୂର୍ଣ୍ଣତ୍ୱ କେମିତି ପ୍ରାପ୍ତ ହବା, ବ୍ରହ୍ମତ୍ୱ କେମିତି ପ୍ରାପ୍ତ ହବା, ନିର୍ବାଣ କେମିତି ପାଇବା, ଏସବୁ କଥା ଆଜି ବହୁତ ଆଲୋଚନା ହେଇଛି। ଅସଲ କଥା ଆମେ ଯାହା ଆଜି ଆଲୋଚନା କଲେ ଏବଂ ଏଇ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ମୂଳ କଥା ହଉଛି ଠାକୁରଙ୍କୁ ଭଲ ପାଇବା, ଲଭ୍ ସର୍ଭିସ୍ ଆଡମିରେସନ, ତାଙ୍କୁ ଭଲ ପାଇବା, ତାଙ୍କୁ ସେବା ଦବା, ତାଙ୍କର ଗୁଣଗାନ କରିବା, ତାଙ୍କରି କଥା ଚିନ୍ତା କରିବା, ତାଙ୍କର କାମ କରିବା, ତାଙ୍କର ଇଚ୍ଛାକୁ ତୃପ୍ତି ମାନେ ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିବା। ଏତିକିରେ ଆମ ଲକ୍ଷ୍ୟ ଏଇଥିରେ ହିଁ ରହିବା ଉଚିତ। ଆଉ ଯାହା ଜ୍ଞାନ, ବ୍ରହ୍ମ ଜ୍ଞାନ ହଉ, ଯୋଉ ଜ୍ଞାନ ହଉ, ଯୋଗ ବିଦ୍ୟା ହଉ, ଯାହା ବି ହଉ, ତା ଆଡକୁ ଆମ ନଜର ରଖିବା ଦରକାର ନାହିଁ। ଏଇ କରିବା ଭିତର ଦେଇ ଆମେ ଧୀରେ 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 ଆମ ଜୀବନରେ ଅନୁଭୂତି ଆସିବ ଏବଂ ଅନୁଭୂତି ଦ୍ୱାରା ଆମ ଭିତରେ ଜ୍ଞାନ ଆସିବ। ବୁଝିପାରିଲେ? ହଉ ମୂଳ ଠିକ କଥା ଅଛି। ହଉଛନ୍ତି ଠାକୁରଙ୍କ ପ୍ରତି ଏକନିଷ୍ଠ ଅନୁରାଗ। ଆଉ ସୁଦେଶନା ମା ବୁଝିଲେ। ନେକ୍ସଟ ଆମର ମାମି ଆଜ୍ଞା ସାହୁ, ଦାଦା। ମାମି ସାହୁ, ନେକ୍ସଟ ମାମି ସାହୁ, ମାମି ସାହୁ ଅଡିଓ ଖୋଲନ୍ତୁ। ମାମି ସାହୁ ଖୋଲିଥିଲେ ପୁଣି ବନ୍ଦ କଲେ। ମାମି ସାହୁ, ମାମି ସାହୁ, ହ୍ୟାଲୋ, ହଁ ହଁ ଦାଦା, କୁହନ୍ତୁ ଜୟଗୁରୁ ପ୍ରଣାମ ଦାଦା, ଜୟଗୁରୁ ପ୍ରଣାମ। କୁହନ୍ତୁ। ଦାଦା, ପ୍ରକୃତିର ସାଧୁ ସଙ୍ଗର ଅର୍ଥ କଣ? ପ୍ରକୃତିରେ ସାଧୁ ସଙ୍ଗ ମାନେ ଇଷ୍ଟ ସହିତ ଜଡିତ ହେଇକି, ମାନେ ତାଙ୍କ ସହିତ ଯୋଗଯୁକ୍ତ ହେଇକି ରହିବା, କି ସାଧୁ ଯିଏ ମାନେ ତାଙ୍କ ସହିତ ଯୁକ୍ତ ହେଇକି ରହିବାକୁ? ସାଧୁ ସଙ୍ଗର ପ୍ରକୃତ ଅର୍ଥ କଣ ଦାଦା? କୁହନ୍ତୁ ସୂର୍ଯ୍ୟ ଭାଇ କୁହନ୍ତୁ। ଆଜ୍ଞା, ସାଧୁ ଶବ୍ଦର ଅର୍ଥ
ଦାଦା ଠାକୁର ଜୟ କହିଛନ୍ତି ଗୁରୁ ଜୟ ଜୟ ଗୁରୁ ଗୁରୁ ଜୟ ଦାଦା ଗୁରୁ ମା। ଜୟ ଆଜ୍ଞା ଦାଦା। ଠାକୁର କହିଛନ୍ତି ସାଧୁ କିଏ? ସାଧୁ ହଉଛି ସିଏ ଆମ୍, ଠାକୁର କହିଛନ୍ତି ଯେ ସମ୍ୟକ ଭାବରେ ସମ୍ପାଦନ କରନ୍ତି ସବୁ କିଛି, ସିଏ ହଉଛନ୍ତି ସାଧୁ। ଠାକୁରଙ୍କୁ ଗୋଟେ ଜାଗାରେ ପଚରା ହେଇଛି, ଠାକୁର କହୁଛନ୍ତି ସତ୍ୟାନୁସରଣ ସାଧୁ ମାନେ କଣ ଅହମ୍ମକ? ନା, ବରଂ ବିନୀତ ଅହଂଯୁକ୍ତ ଜ୍ଞାନୀ। ଏଇ ସବୁ ଲକ୍ଷଣ ଯାହା ଭିତରେ ଦେଖାଯାଏ ସିଏ ହେଲେ ସାଧୁ। ବୁଝିପାରିଲେ? ସାଧୁ ସଙ୍ଗ ହଉଛି ସତ୍ସଙ୍ଗ କରିବା, ଅର୍ଥ ହଉଛି ସାଧୁ ସଙ୍ଗ କରିବା। କାରଣ ଏଇ ହଉଛି ଗୋଟେ ସ୍ଥଳୀ ଯୋଉଠି ଠାକୁରଙ୍କର ଭକ୍ତ ଅନୁରାଗୀ, ଯୋଉମାନେ ଠାକୁରଙ୍କ ପ୍ରତି ଏକନିଷ୍ଠ, ଠାକୁରଙ୍କୁ ଭଲ ପାଆନ୍ତି, ସେଇଭଳି ଲୋକ ଏଇ ସତ୍ସଙ୍ଗରେ ଉପସ୍ଥିତ ହୁଅନ୍ତି। ସେଇମାନଙ୍କର ସଙ୍ଗ କରିବା। ଆମେ ମାନେ ତ ସତ୍ସଙ୍ଗ ଯାଆନ୍ତି, ଯୋଉମାନେ ଠାକୁରଙ୍କର ଏକନିଷ୍ଠ ଭକ୍ତ କର୍ମୀ, ଗୁରୁ ଭ୍ରାତା ଯୋଉମାନେ ଆସିଥାନ୍ତି, ତାଙ୍କୁ ସଙ୍ଗ କରିବା ଭିତରେ ଠାକୁରଙ୍କୁ ଆମେ ଅନୁଭବ କରନ୍ତି। ଜଣେ କିଛି ଦିନ ଆଗରୁ ଜଣେ ଗୁରୁ ଭାଇ ଜଣେ ଭକ୍ତ ଆଚାର୍ଯ୍ୟଙ୍କ ପାଖକୁ ଆସି କହିଲେ ଯେ ମୋର ଗୋଟେ ବ୍ୟବସାୟ ଆରମ୍ଭ କରିଛି, ବ୍ୟବସାୟରେ ଏଇ ଘିଅ ଛେନା ଏସବୁ ମୋର ବ୍ୟବସାୟ, ଆଉ ମୁଁ ଚାହୁଁଛି ବ୍ୟବସାୟ ଆରମ୍ଭ କରିବାର ଯୋଉ ପ୍ରଥମ ଯୋଉ ମୋର ଉତ୍ପାଦନଟା ହବ, ପ୍ରଥମ ଯୋଉ ଘିଅ ତିଆରି ହବ, ମୁଁ 50 ଜଣ ଗୁରୁ ଭାଇଙ୍କୁ ମୋର ଏଇ ଘିଅଟା 100 ଗ୍ରାମ ଲେଖାଏଁ ଘିଅ ଉପହାର ସ୍ୱରୂପ ଦବାକୁ ଚାହୁଁଛି। 50 ଜଣ ଗୁରୁ ଭାଇ। ଆଚାର୍ଯ୍ୟ ଦେବ ପଚାରିଲେ ଭଲ କଥା, ହେଲେ ଗୁରୁ ଭାଇ କିଏ ଜାଣିବୁ କେମିତି? ସେ କହିଲେ ଆଜ୍ଞା ଯିଏ ଠାକୁରଙ୍କୁ ଦୀକ୍ଷା ନେଇଛନ୍ତି। ସେ କହିଲେ କଣ ଯିଏ ଠାକୁରଙ୍କୁ, ଆଚାର୍ଯ୍ୟ ଦେବ କହିଲେ ଯିଏ ଠାକୁରଙ୍କୁ ଦୀକ୍ଷା ନେଇଛନ୍ତି ସେ କଣ ଗୁରୁ ଭାଇ? ଦୀକ୍ଷା ନେଇଗଲେ କଣ ଗୁରୁ ଭାଇ ହବା ହୁଏ? ସେ ଭାଇଟି ନିରୁତ୍ତର, କିଛି ବୁଝିପାରୁନାହାନ୍ତି କଣ କହିବେ। ଆଚାର୍ଯ୍ୟ ଦେବ କହିଲେ ଯାହାଙ୍କ ସଂସ୍ପର୍ଶରେ ଆସିଲେ ଗୁରୁଙ୍କ କଥା ମନେ ପଡେ, ସେ ହଉଛନ୍ତି ଗୁରୁ ଭାଇ। ଯାହାଙ୍କ ସଂସ୍ପର୍ଶରେ ଆସିଲେ ଗୁରୁ ଭାଇ, ଗୁରୁଙ୍କର କଥା ମନେ ପଡେ, ସେ ହେଲେ ଗୁରୁ ଭାଇ। ତେଣୁ ପ୍ରତ୍ୟେକଟି ଗୁରୁ ଭାଇ ଯଦି ସେଇଭଳି ଭାବରେ ଇଷ୍ଟ ପ୍ରେମୀ, ଇଷ୍ଟ ଅନୁରାଗୀ ହେଇ ଉଠନ୍ତି, ଯାହାଙ୍କ ସାଙ୍ଗରେ ମିଶିଲେ, ସଙ୍ଗ କଲେ, ଠାକୁରଙ୍କ କଥା, ଠାକୁରଙ୍କ ଭାବ ଜାଗ୍ରତ ହୁଏ, ସିଏ ହଉଛନ୍ତି ବାସ୍ତବିକ ଗୁରୁ ଭାଇ, ସିଏ ହଉଛନ୍ତି ବାସ୍ତବିକ ସାଧୁ। ତେଣୁ ତାଙ୍କୁ ସଙ୍ଗ କଲେ ସାଧୁ ସଙ୍ଗ କରିବା ସାଙ୍ଗରେ ସମାନ। ହଁ ଦାଦା, ଦାଦା ବୁଝିଗଲା। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ ଦାଦା ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ନେକ୍ସଟ ମମତା ପାଲ। ନେକ୍ସଟ ମମତା ମା। ମମତା ମା ଅଡିଓ ଖୋଲନ୍ତୁ। ମମତା ମା ଆଜ୍ଞା ହ୍ୟାଲୋ। ଦାଦା ଜୟ ଗୁରୁ। ଜୟ ଗୁରୁ ଆଜ୍ଞା ଦାଦା କୁହନ୍ତୁ। ଜୟ ଗୁରୁ। ସବୁ ଜୟ ଗୁରୁ। ଦାଦାଙ୍କୁ ଜୟ ଗୁରୁ। ଆମକୁ ଜୟ। ଦାଦା ବହୁତ ସୁନ୍ଦର ଜାଗରଣଟା ହେଇଥିଲା ଦାଦା। ଦାଦା ଆପଣ ଯେମିତି କହିଲେ ଯେ ଠାକୁର ପାଖରେ ଆମ୍ବିକାର ଜଣେ ଆସି ଠାକୁର ପାଖରେ ରହିଥିଲେ, ତାଙ୍କୁ ଯେତେବେଳେ ଗଲା ବେଳକୁ ତାଙ୍କୁ ବହୁତ ମାନେ କଷ୍ଟ ଇଏ ଲାଗୁଥିଲା ଯେ ମୁଁ ଆପଣଙ୍କୁ କିଛି ଦେବି ବୋଲି, ଯାହା ମାଗିଲି ଦେବି ବୋଲି କହିଲେ, ତ ଠାକୁର କହିଲେ ତମ ପରିବାର ସବୁ ଇଏ ସେ ଯୋଗ କିଛି ଦେବ ବୋଲି, ଭଲ ଇଏ ମାସରେ ଥରେ। ତ ସେଇଟା ଦାଦା ଟିକେ ବୁଝେଇ ଦିଅନ୍ତୁ ନା। ଆମେ ଯେମିତି ଘର ପରିବାର, ଆମେ ବହୁତ ବଡ ପରିବାର, ଯେତେବେଳେ ଆମେ ଯେ ସମସ୍ତଙ୍କ ମନଟାକୁ ନେଇକିନା ଠାକୁରଙ୍କୁ ଯେମିତି ଇଏ କରିପାରିବା, ସେଟା ଜଣକୁ ପାଇଲା ବେଳକୁ ଆଉ ଜଣେ ଏପଟ ହେଇଯାଉଛି, ଆଉ ଜଣକୁ ପାଇଲା ବେଳକୁ ଆଉ ଜଣେ ଏପଟ ହେଇଯାଉଛି, ସେଟା ଆଉ କେମିତି ସଜାଡି ପାରିବା? ହଉ ଠିକ ବିବିଧତା ଅଛି। ଭିତରେ, ଆଜ୍ଞା, ବିବିଧତା ଆଜ୍ଞା ଭିତରେ ସାମ୍ୟତା ଆଣିବା, ସେ ହଉଛି ଆଜ୍ଞା ଜୀବନର ଅସଲ ଆନନ୍ଦଟା ସେଇଠି। ବୁଝିପାରିଲେ? ଯଦି ଆଜ୍ଞା ସବୁ ଗୋଟେ ଆଡକୁ ମୁହାଉଥାନ୍ତେ, ଯଦି ସମସ୍ତେ ଗୋଟିଏ ପ୍ରକାର ଚିନ୍ତା କରୁଥାନ୍ତେ, ଜୀବନରେ ଯଦି ସମସ୍ୟା କିଛି ନଥାନ୍ତା, ବାଧା ବୋଲି କିଛି ନଥାନ୍ତା, ସବୁ ଖାଲି ନିର୍ବିଘ୍ନରେ ହଉଥାନ୍ତା, ତାହେଲେ ଜୀବନଟା ଏତେ କଣ ରସମୟ ହେଇଥାନ୍ତା? ତେଣୁ ଆଜ୍ଞା ଏଇ ସଂସାର ଭିତରେ ଏଇ ସବୁ କିଛି ବାଧା ବିଘ୍ନ ଅତିକ୍ରମ କରି ତାଙ୍କୁ ଧରି ଆଗେଇ ଚାଲିବା ଭିତରେ ହଉଛି ଆନନ୍ଦ। ଠାକୁର ସେଇଟା ହିଁ କହିଛନ୍ତି। ଠାକୁର କହୁଛନ୍ତି ଯେ ଏଇ ବାଧା ବିଘ୍ନ ଏଇଗୁଡା ଅତିକ୍ରମ କରିବା ଭିତରେ ଆମର କଣ ହୁଏ? ଆମର ବୁଦ୍ଧି ଗଜେଇ ଉଠେ। ନାଇଁ, ପରିବାର ଭିତରେ ଦି ଆଜ୍ଞା ଜଣଙ୍କର ଦି ପ୍ରକାର କଥା, ଆପଣ ହଉଛନ୍ତି ମୁରବୀ, ଦି ଜଣଙ୍କ ଆଜ୍ଞା କଥାଟାକୁ ତାକୁ ଗୋଟେ କଥାଟା ସମ୍ପୂର୍ଣ୍ଣ ବିପରୀତ କଥା, ତାକୁ କିନ୍ତୁ ଗୋଟେ ଏକତ୍ରିତ ମାନେ ଇଣ୍ଟେଗ୍ରେଟ କରିକି ତାର ଗୋଟେ ସମାଧାନ ବାହାର କରିବା, ଏଇଥିରେ ଆପଣ ଯଦି ମାଇଣ୍ଡ ଟା ଖଟେଇବେ, ଆପଣ ବୁଦ୍ଧିଟା ବଢିବ। ଠାକୁର କହୁଛନ୍ତି ଯେ ବାଧା ବିପତ୍ତି ଏଗୁଡା ଅତିକ୍ରମ କଲେ ସିନା ମଣିଷର ବୁଦ୍ଧି ଗଜେଇବ, ମଣିଷର ଶକ୍ତି ବଢିବ, ମଣିଷ ମାନେ ବିଜ୍ଞ ପ୍ରାଜ୍ଞ ଏସବୁ ହେଇ ଉଠିବ। ଏସବୁ ନ କଲେ ମଣିଷ ଜୀବନରେ ତାର ବୃଦ୍ଧି କେମିତି ସମ୍ଭବ?
ଏ ଯୋଉ ବଞ୍ଚିବା ବଢିବା କଥା ଯୋଉ ବିକମିଂ କଥା ଠାକୁର କହିଛନ୍ତି, ତାକୁ କହିଲେ ବାଧାକୁ ଅତିକ୍ରମ କଲେ ହିଁ ହବ। ଜୀବନର ଅସଲ ଆନନ୍ଦଟା ସେଇଠି। ଦେଖନ୍ତୁ ଆଲୋକଟା ଆମକୁ ଭଲ ଲାଗେ, ଏଇଥିପାଇଁ ଭଲ ଆଜ୍ଞା ଲାଗେ ଯେ ଅନ୍ଧକାର ବୋଲି କିଛି ଅଛି, ଏବଂ ଏ ଆଲୋକଟା ଆସିଲେ ଅନ୍ଧକାର ଦୂର ହେଇଯାଏ, ସେଥିପାଇଁ ଆଲୋକଟା ଭଲ ଲାଗେ। ଯଦି ଅନ୍ଧକାର ନଥାନ୍ତା ଆଲୋକର ମୂଲ୍ୟଟା ଆମେ ବୁଝନ୍ତି ନାଇଁ। ରାତି ଅଛି ବୋଲି ଦିନର ମାନେ ମୂଲ୍ୟଟା ଅନୁଭବ କରିପାରନ୍ତି। ସେମିତି ଏ ସଂସାର ଅଛି ବୋଲି, ଏ ସଂସାରରେ ବିଭିନ୍ନ ପ୍ରକାର ସମସ୍ୟା ଅଛି ବୋଲି, ସମସ୍ୟାର ବିଭିନ୍ନ ପ୍ରକାର ବାଧା ବିଘ୍ନ ଅଛି ବୋଲି ଆମେ ସଂସାରଟା ଏତେ ମଧୁମୟ ରସମୟ, ଯେତେବେଳେ ସବୁଗୁଡା ଅତିକ୍ରମ କରିକି ଆଗକୁ ଯାଆନ୍ତି, ସ୍ୱସ୍ତିରେ ନିଶ୍ୱାସ ମାରନ୍ତି, ସେତେବେଳେ ଆନନ୍ଦ ଅଛି। ନହେଲେ ଆନନ୍ଦର ଅନୁଭବ କେମିତି ହବ ଯେ ସବୁ ସୁରୁଖୁରୁରେ ଚାଲନ୍ତା ନାଇଁ। ଦାଦା ଆଉ ଗୋଟେ ପ୍ରଶ୍ନ ଅଛି ଦାଦା। ଆଜ୍ଞା ଦାଦା ଯୋଉ ଯେମିତି ଦିଅରର ପୁଅଟା ଆସିଥିଲା ମୋ ପାଖକୁ ଆସିଥିଲା, ମୁଁ ଏମିତି ସତ୍ସଙ୍ଗ ନେଇଯାଇଥିଲି ଗୋଟେ ଦାଦା, ତାକୁ ଦୀକ୍ଷା ଦିଆ କରେଇଲେ। ଦିଆ କରି ସାରିଲା ପରେ ସେ ବାପାଙ୍କୁ ମାମାଙ୍କୁ ଆଉ ପଚାରିନି, ତାଙ୍କ ବାବା ମାମାକୁ। ତ ତାଙ୍କ ବାବା ମାମାଙ୍କ ପ୍ରଶ୍ନ ହଉଛି ଯେ ମତେ ନ ପଚାରି କେମିତି ଦୀକ୍ଷାଟା ଇଏ ଗ୍ରହଣ କଲା ସିଏ। ଆଉ ତ ସେଇଥିରୁ ମତେ ରାଗିଛନ୍ତି ସେମାନେ। ସେ ମୁଁ ତା ବଡ ମା ସେ ମତେ ରାଗିଛନ୍ତି ଯେ ତୁମେ ମାନେ କେମିତି କିନା ଇଏ କଲ କହିଲେ। ତ ସେଇଟାକୁ ସମାଧାନ କେମିତି କରିବି ଦାଦା, ଟିକେ ମତେ ଟିକେ। ଓ ତାଙ୍କୁ ନ ପଚାରିକି ଦୀକ୍ଷା ନେଇଛି, ଆପଣ ହଁ ବିନମ୍ରତାର ସହ ଛୁଆଟା ତାଙ୍କୁ ନେଇ କୁହନ୍ତୁ, ବିନମ୍ରତା ସହ ଆଜ୍ଞା ପଚାରନ୍ତୁ ଯେ ମୁଁ ପଚାରି ପାରିନି ବା ଆପଣଙ୍କ ପୁଅ ଆପଣଙ୍କୁ ପଚାରି ପାରିନି, କିନ୍ତୁ ଆପଣ ଏତିକି ଆଜ୍ଞା ଖାଲି ମନ ଖୋଲିକି କୁହନ୍ତୁ ଯୋଉ ଯାହା ସେ କରିଛି ବା ଯୋଉ ଆଜ୍ଞା ଜିନିଷଟା ସେ ଜୀବନରେ ଗ୍ରହଣ କରିଛି ସେଇଟା ଭଲ ନା ଆଜ୍ଞା ଖରାପ। ଯଦି ସେ କହିବେ ଯାହା କରିଛି ଭଲ କରିଛି ଏବଂ ଯୋଉଟା ଜୀବନରେ ଆଜ୍ଞା ଗ୍ରହଣ କରିଛି ସେଟା ମଙ୍ଗଳ ପଥରେ ଯିବାର ରାସ୍ତା, ତାହେଲେ ଆଉ ବିବ୍ରତ କିଛି ଆଜ୍ଞା ବ୍ୟସ୍ତ ହବାର ନାହିଁ। ଅସୁବିଧା କଣ ଅଛି? କଥା ହଉଛି ଯେ ଗୋଟେ ତାକୁ ପିଲା ତା ବାପା ମାଙ୍କୁ ପଚାରି ସବୁ କିଛି ଆଜ୍ଞା କରେ, ରାସ୍ତାରେ ଚାଲିକି ଆଜ୍ଞା ଯାଉଛି, ଦେଖିଲା ଗୋଟେ ସୁନା ମୁଣ୍ଡା ପଡିଛି ହେଲା, ଇଏ ବା କିଛି ଗୋଟେ ଟଙ୍କାର ଥଳି ପଡିଛି, ସେ ସେଠି ଆଜ୍ଞା କଣ କରିବ? ଟଙ୍କା ଥଳିଟା ନେଇକି ପୋଲିସ ଷ୍ଟେସନକୁ ଯାଇକି ଡିପୋଜିଟ କରିବ ଯେ ଆଜ୍ଞା ରାସ୍ତାରେ ପାଇଲି, ଯଦି କିଏ ଆସି ଖୋଜନ୍ତି ଆପଣ ଦେବେ, ନା ଘରକୁ ଆସିବ ବାପା ମାଙ୍କୁ ପଚାରିବା ପାଇଁ? ବାପା ମାଙ୍କୁ ପଚାରିକି ଆସିଲା ବେଳକୁ ସେ ଟଙ୍କା ଧରିକି ଆଉ କିଏ ପଳେଇଥିବ ନାଇଁ। ଯଦିଓ ବାପା ମାଙ୍କୁ ପଚାରିକି ସବୁ କିଛି କରିବା ଉଚିତ, କିନ୍ତୁ ଯେତେବେଳେ ପରିସ୍ଥିତି ସେଭଳି ହୁଏ ସେତେବେଳେ ବାପା ମାଙ୍କୁ ନ ପଚାରିକି କାମଟି କରିଦେଇକି ତାପରେ ବାପା ମାଙ୍କୁ ଜଣେଇବାଟା ବରଂ ବୁଦ୍ଧିମାନର କାମ। ଟଙ୍କା ଥଳିଟି ଯଦି ପଡିଛି ରାସ୍ତାରେ, ତାକୁ ନେଇକି ପୋଲିସ ଷ୍ଟେସନରେ ଦେଲେ, ପୋଲିସ ହେଫାଜତରେ ରହିଲେ ଯୋଉ ଲୋକଟି ତାର ମାଲିକ ସେ ଟଙ୍କା ଥଳିଟି ପାଇପାରିବ। କିନ୍ତୁ ସିଏ ତାକୁ ଛାଡି ଦେଇକି ଯଦି ଘରକୁ ପଳେଇ ଆସେ ବାପା ମାଙ୍କୁ ପଚାରିବା ପାଇଁ, ତାହେଲେ ଆଉ କିଏ ନେଇ ପଳେଇବ ତାକୁ। ତେଣୁ ମଙ୍ଗଳ ପଥରେ ସେ ଯାତ୍ରା କରୁଛି, ତେଣୁ ଏଥିରେ ଦୁଃଖ କରିବାର କିଛି ନାହିଁ। ପଚାରେନି ଠିକ ଅଛି, ତାଙ୍କର ଗୋଟେ ଅଭିମାନ ଅଛି, ଆପଣ ବିନମ୍ରତା ସହିତ ଟିକେ କ୍ଷମା ମାଗି ନେବେ, କହିବେ ଯାହା ବି ହଉ ସେ ବର୍ତ୍ତମାନ ଭଲ ରାସ୍ତାରେ ଅଛି, ଆପଣ ଚିନ୍ତା କରିବା କିଛି କାରଣ ନାହିଁ। ହେଲା ଆଜ୍ଞା। ହଁ ଦାଦା ବହୁତ ସୁନ୍ଦର ବୁଝେଇଦେଲେ। ମୋର ଏଇଟା ମାଇଣ୍ଡରେ ମତେ ବହୁତ ଇଏ ଲାଗୁଥିଲା, ମୁଁ କହିଲି କେମିତି କିନା ସେଟା ସୁଲଝେଇବି। ଠିକ ଅଛି ଦାଦା, ଜୟ ଗୁରୁ। ଠିକ ଅଛି, ଜୟଗୁରୁ ଜୟଗୁରୁ ମା, ଆଜ୍ଞା ବୁଝିପାରିଲେ? ହଁ, ଯାଉ ଆଜ୍ଞା ଆଜି ଦାଦା ଆମର ଜୟ ଗୁରୁ। ଜୟଗୁରୁ ଜୟଗୁରୁ। ଆମର ଆଜ୍ଞା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏଇଠି ଶେଷ ହେଇଛି। ଆଉ ପ୍ରଶ୍ନକର୍ତ୍ତା ବର୍ତ୍ତମାନ ପ୍ରଶାନ୍ତି ନାୟକ ଏବେ ହାତ ଟେକିଲେ। ପ୍ରଶାନ୍ତି ନାୟକ କଣ ଅର୍ଜେଣ୍ଟ ଅଛି? ପ୍ରଶାନ୍ତି ନାୟକ ମା, ଆପଣ ଏବେ ହାତ ଟେକିଛନ୍ତି, କଣ କରିବି? କଣ ପ୍ରଶ୍ନ ଅଛି ଅର୍ଜେଣ୍ଟ କହିଲେ? ପ୍ରଶାନ୍ତି ନାୟକ ମା, ଜୟଗୁରୁ ଦାଦା। ଜୟଗୁରୁ। ମୁଁ ଆଉ ସୂର୍ଯ୍ୟ ଟେକିଥିଲି ନାରାୟଣ ଅଛନ୍ତି? ପ୍ରଥମ 9ଟା ପାଖରୁ ଟେକିଥିଲି, ମୋର କଟିଗଲା। ଆଁ 9ଟାରୁ ଟେକିଲିଣି ମୁଁ। ହଉ କଟି ଯାଇଛି, ହଉ ଠିକ ଅଛି। ହଉ ହଁ କଣ କଣ କହିଲେ, କଣ କୁହନ୍ତୁ? ହଁ ସୂର୍ଯ୍ୟ ଭାଇ ଜୟଗୁରୁ ଅଛନ୍ତି? ଦାଦା। ନାଇଁ ହଁ ଜଣେ ଶୁଣୁଥିଲେ ତ, ସତ୍ସଙ୍ଗ ଶୁଣୁଛନ୍ତି ତ? ହଁ ହଁ ଆଉ ଠିକ ଅଛି, ଆଉ କୁହନ୍ତୁ ଆଜିର ବିଷୟବସ୍ତୁ ଉପରେ କଣ ଆପଣ ଭାବୁଛନ୍ତି, କଣ ପଚାରନ୍ତୁ? ହଁ ସେ ବୃତ୍ତି ପ୍ରଭୃତି କହିଲେ ଯେ ଜଣେ ପଚାରୁଥିଲେ ନାମ କରିବା ଦ୍ଵାରା ଆମେ କେତେ ଉର୍ଦ୍ଧ୍ୱକୁ ଯାଇପାରିବା, ମାନେ ସେଇଟା ଏଇ ବୃତ୍ତି ପ୍ରଭୃତି ସବୁ ଦୂର କରିପାରିବା ନା ନାହିଁ ନାମ କରିବା? ହଁ ଠାକୁର ଆଜ୍ଞା ସଂକ୍ଷିପ୍ତରେ କହୁଛି, ଏଇ ଗୋଟେ ଏଇ ବିଷୟଟା ବୃତ୍ତି ପ୍ରବୃତ୍ତି ଗୋଟେ ବିଷୟ ଯାହା ଉପରେ ଗୋଟେ ଦିନ ଯାଜନ ହେଇପାରିବ। ଆଜ୍ଞା ମା ସଂକ୍ଷିପ୍ତରେ କହୁଛି ଯେ ଠାକୁର ଏହା କହିଲେ ଯେ ପ୍ରଶ୍ନ ପଚାରିଲେ ଯେ ଭକ୍ତ ନାମ କଲେ କଣ ମାନେ ମୁକ୍ତି ମିଳେ, ଉଦ୍ଧାର ହୁଏ? ଠାକୁର କହୁଛନ୍ତି ହଁ ଉଦ୍ଧାର ହୁଏ। ଉଦ୍ଧାର ମାନେ ଉର୍ଦ୍ଧ୍ୱକୁ ଯିବା, ବୃତ୍ତି ପ୍ରବୃତ୍ତିର ଉର୍ଦ୍ଧ୍ୱକୁ ଯିବା।
ଆମ ଜୀବନରେ ଯାହା କିଛି ଦୁଃଖ କଷ୍ଟ ଆମେ ଭୋଗ କରନ୍ତି ତାର କାରଣ ହଉଛି ବୃତ୍ତି ପ୍ରବୃତ୍ତି, କାମ କ୍ରୋଧ ମଦ ଲୋଭ ମୋହ ମାତ୍ସର୍ଯ୍ୟ, ଇଏ ହଉଛି ଆମର କାରଣ। ଆଜ୍ଞା ଏଇ ଇଏ ଯେତେବେଳେ ଏଗୁଡିକ ଆମକୁ ନିୟନ୍ତ୍ରଣ କରୁଛି, ସେ ଆମକୁ ବିଭିନ୍ନ ଦିଗରେ ଟାଣୁଛି, ବୁଝିପାରିଲେ, ଟାଣିକି ରସା ହଁ ତଳକୁ ନେଇଯାଉଛି। ହଁ ଯେତେବେଳେ ଆମେ ଏଗୁଡିକ ଉପରେ ନିୟନ୍ତ୍ରଣ ହାସଲ କରୁଛନ୍ତି, ସେତେବେଳେ ସେମାନେ ଆମ ସେବାରେ ସେତେବେଳେ ଲାଗୁଛନ୍ତି। ଆମର ଉପାୟ ହଉଛି ଆମର ସମସ୍ତ ବୃତ୍ତି ପ୍ରବୃତ୍ତି ଦେଇକି ଠାକୁରଙ୍କ ସେବା କରିବା, ବୁଝିପାରିଲେ। ଯଦି ହଁ କାମ କ୍ରୋଧ ଆସୁଛି ଠାକୁରଙ୍କ ସେବାରେ ଲଗେଇବା, ଈର୍ଷା ଆସୁଛି ଠାକୁରଙ୍କ ସେବାରେ ଲଗେଇବା। ଭଲ ଜିନିଷଟା ଦେଖିଲି ଭାବିଲି ନିଜେ ଖାଇ ବୋଲି ଲୋଭ ନ କରି ଠାକୁରଙ୍କ ପାଇଁ ନେଇଯିବି, ଲୋଭ ହେଲା କିନ୍ତୁ ଠାକୁରଙ୍କ ଆଡକୁ ସେଟା ଡାଇରେକ୍ସନ କରିଦେଲେ। ଠାକୁର କହୁଛନ୍ତି ନାମ କରିବା ଭିତରେ ବା ଧ୍ୟାନ କରିବା ଭିତରେ ଠାକୁରଙ୍କ ପ୍ରତି ସେଇ ଭକ୍ତି ଭାବଟା ଆମର ଜାଗ୍ରତ ହୁଏ, ମନଟା କେନ୍ଦ୍ରାୟିତ ହୁଏ, ମନଟା ବିଭିନ୍ନ ଆଡେ ଟାଣି ଓଟାରି ହୁଏ ନା। ସେଇଥିପାଇଁ ଆସକ୍ତିର ପ୍ରଭାବରୁ ଆମେ ଧୀରେ ଧୀରେ ବଞ୍ଚିତ ହୁଅନ୍ତି। ଏଇ ହଉଛି କଥା ସଂକ୍ଷିପ୍ତରେ, ପରେ ଆମେ ବିଶଦ ଭାବରେ ଆଲୋଚନା କରିପାରିବା। ହଁ ହଁ ବେଳେ ବେଳେ ସେଇ ବୃତ୍ତି ପ୍ରବୃତ୍ତି ଯେ ମାନେ ବାଧ୍ୟ କରି ଦଉଛି କିଛି ଜିନିଷ ଭାବିବା ପାଇଁ, ସେଟା ନ ଚାହୁଁନାହିଁ ସେଟା ଭାବିବିନି, ସେଇଟା ବେଳେ ବେଳେ ବାଧ୍ୟ କରିଦଉଛି। ସେ ବାଧ୍ୟ କରିବ, ତାର ପ୍ରକୃତି ହେଲା ସେଇଆ ପରା, ସେ ଆପଣଙ୍କୁ ଟାଣିବ ସବୁବେଳେ, ତାର ନେଚର ହେଲା ସେଇଆ। କୁକୁରଟେ ଆପଣ ସେବେଳେ ରଖିଛନ୍ତି, ସେ କଣ କରିବା ଆମେ, ପ୍ରବଳ ନାମ କରିବା ଆପଣ ନା କଣ? ଘରେ ଗୋଟେ କୁକୁର ରଖିଛନ୍ତି, ତା କାମ ହେଲା ଭୋକିବା, ହଁ ହେଲା। ଆପଣ ରଖିଛନ୍ତି ଚୋର ତସ୍କର ଆସିଲେ ତାକୁ ଭୋକିବା ପାଇଁ, କିନ୍ତୁ ସେ ଯାହାକୁ ଦେଖିବ ଭୋକିବ। ଆପଣ ନିଜ ବନ୍ଧୁ ଆସିଲେ ମଧ୍ୟ ତାକୁ ଭୋକିବ, ବୁଝିପାରିଲେ। ତେଣୁ ଆପଣ କୁକୁରଟା ଯଦି ବେନିୟନ୍ତ୍ରଣ ଛାଡିଦେବେ, ସେ କାହାକୁ କାମୁଡିବ, କଣ କରିବ, ସେ ଚୋରକୁ କାମୁଡିବା ସାଙ୍ଗରେ ଆପଣଙ୍କ ବନ୍ଧୁ ବାନ୍ଧବ ମଧ୍ୟ କାମୁଡି ପକେଇବ, ଆଜ୍ଞା ଅର୍ଥାତ୍ ଆପଣଙ୍କର ମଧ୍ୟ ହାନି କରିବ ଯଦି ଆପଣଙ୍କ ନିୟନ୍ତ୍ରଣ ସେ ନ ରହେ। ତେଣୁ ଆପଣଙ୍କୁ ନିୟନ୍ତ୍ରଣ ତ ରଖିବାକୁ ପଡିବ। ଆପଣ ଯଦି ଜାଣିଛନ୍ତି ଯେ ଆପଣଙ୍କୁ ସେଟା କ୍ଷତି କରୁଛି, ହଁ ହଁ ଆପଣ ତାକୁ ନିୟନ୍ତ୍ରଣ କେମିତି ଆଣିବେ ତା ବାଟଟା ବାହାର କରିବାକୁ ପଡିବ। ଯଦି ହଁ ଆପଣ କହିବେ ନା ସେ ମୋ ନିୟନ୍ତ୍ରଣରେ ରହୁନି, ତାହେଲେ ତ ଅସୁବିଧା। ତାହେଲେ ଆପଣଙ୍କ ହାତରେ ଆଉ କଣ୍ଟ୍ରୋଲ କିଛି ନାହିଁ। ଇଏ କଥା ହଉଛି, ୟାର ଉପାୟ କଣ? ସଂକ୍ଷେପ୍ତରେ କହୁଛି, ୟାର ଉପାୟ ହଉଛି, ଠାକୁର କହୁଛନ୍ତି ଏଇଟା ତ ସହଜ ନୁହେଁ। ଠାକୁର କହୁଛନ୍ତି ଗୋଟେ ଜାଗାରେ କହିଛନ୍ତି, ଯଦି ତୁମେ ଦକ୍ଷିଣ ଆଡକୁ ଆଗେଇ ଚାଲ, ଆପେ ଆପେ ଉତ୍ତର ଆଡକୁ, ଉତ୍ତର ଠାରୁ ବହୁତ ଦୂରକୁ ଚାଲିଯିବ, ହଁ ହଁ କି ହଁ ନାହିଁ? ହଁ ତମକୁ ଜୋର ଜବରଦସ୍ତି କରି ଉତ୍ତର ଠାରୁ ଦୂରକୁ ଯିବା ଦରକାର ନାହିଁ, ତମେ ଆଜ୍ଞା ଦକ୍ଷିଣ ଆଡକୁ ଚାଲ। ବୁଝିପାରିଲେ କଥାଟା? ହଁ ହଁ କଥାର ମର୍ମ ହଉଛି, ଠାକୁର କହୁଛନ୍ତି ବୃତ୍ତି ପ୍ରବୃତ୍ତି ଆଡକୁ ଜବରଦସ୍ତି ଦୂରକୁ ଯିବା ପାଇଁ ଚେଷ୍ଟା କର ନାହିଁ, ହଁ ଇଷ୍ଟଙ୍କ ଆଡକୁ ଆଗେଇ ଚାଲ। ଆଜ୍ଞା ଇଷ୍ଟଙ୍କ କଥା ଚିନ୍ତା କର, ତାଙ୍କ କଥା ଭାବ, ତାଙ୍କ କଥା କୁହ, ତାଙ୍କ ଗୁଣଗାନ କର, ତାଙ୍କ ଭଜନ କର, ତାଙ୍କ କାମ କର। ବୃତ୍ତି ପ୍ରବୃତ୍ତି ଠାରୁ ଧୀରେ ଧୀରେ ଆପେ ଆପେ ତମେ ଦୂରେଇ ଯିବ, ଜୋର ଜବରଦସ୍ତି କରି ଯିବାକୁ ପଡିବ ନାହିଁ। ପଏଣ୍ଟ ଆଜ୍ଞା ବି ଆଡକୁ ଚାଲିଲେ ପଏଣ୍ଟ ଏ ରୁ ଆପଣ ଦୂରକୁ ଅଟୋମେଟିକ ଚାଲିଯିବେ, ନାଇଁ। ହୁଁ ପଏଣ୍ଟ ବି, ହୁଁ ପଏଣ୍ଟ ଏ ହଉଛି ବୃତ୍ତି ପ୍ରବୃତ୍ତି, ପଏଣ୍ଟ ବି ହଉଛନ୍ତି ଠାକୁର। ଆମକୁ ସେଇଆଡେ ଆଗେଇ ଚାଲିବା ହଉଛି ଆମ କାମ, ଆଉ କିଛି ନାହିଁ। ଆପେ ହଉ ଆପେ ଠିକ ଭିତରେ ଆମେ ଅଛି, ଦୂରେଇ ଯିବା। ବୁଝିପାରିଲେ ପ୍ରଶାନ୍ତି ହଁ ନାୟକ ହଁ ମା? ବାସ୍ ହଁ ବାସ୍, ବହୁତ ସୁନ୍ଦର, ହଁ ବୁଝିପାରୁଛି। ଆପଣ ଠାକୁରଙ୍କ ଦିଗରେ ଆଗେଇ ଚାଲନ୍ତୁ, ବୃତ୍ତି ପ୍ରବୃତ୍ତି ଅଟୋମେଟିକାଲି ମର୍ଜ କରିଯିବେ, ସେ ହଁ ଦୂରେଇ ଯିବେ, ଆପଣ ଚିନ୍ତା କରନ୍ତୁ ନାହିଁ, ହେଲା। ହଁ ହଁ, ଆପଣ ଆପଣ ଅନ୍ଧକାରକୁ ତଡି ପାରିବେ? ଆପଣ ଘର ଭିତରେ ଅନ୍ଧକାର ଅଛି, ତଡି ପାରିବେନି। ଆପଣ ଲାଇଟ ଲଗେଇଦେଲେ ଅନ୍ଧକାର ପଳେଇଲା, ମୋ କଥା ବୁଝିଲେ? ହଉ ହଁ ଜୟ ଗୁରୁ, ଜୟ ଗୁରୁ। ହଁ ଯାହା ହଉ ଆଜି ଆମର ପୁରୁଷୋତ୍ତମଙ୍କ ଜୟ ଦର୍ଶନ ଧନ୍ୟବାଦ। ଆଜି ଆଲୋଚନା ରଖିଥିଲେ ସମ୍ମାନାସ୍ପଦ ସୂର୍ଯ୍ୟ ପ୍ରକାଶ ମହାପାତ୍ର ଭାଇ।